ଯଦି ସେମାନେ ଆମକୁ କୌଣସି ସ୍ଥାନକୁ ଯାଉଥିବା ଦେଖନ୍ତି ସେମାନେ ଗାଇବେ ଦମ୍ ମାରୋ ଦମ୍। ପ୍ରଭୁପାଦ ଦୁଃଖ କରନ୍ତି ଯେ କୌଣସି ପ୍ରକାରେ ଭାରତୀୟମାନେ ଭକ୍ତ ହେଲେ ନାହିଁ, କାରଣ ମୁଁ ଗେରୁଆ ବସ୍ତ୍ର ବ୍ରହ୍ମଚାରୀ ପୋଷାକରେ ଥିଲି। ତେଣୁ ସେ ମୋତେ କହିଲେ ଦିନବେଳେ ଆସ ନାହିଁ। କିଛି ମୋତେ ଥରାଇ ଦେଲା। ମୁଁ ପଢ଼ିପାରିଲି ନାହିଁ। ପାଠାଗାରରୁ ଉଠିଲି। ସେଠୁ ମୁଁ ତୁରନ୍ତ ବାହାରକୁ ଆସିଲି। ମୋ ଆଖିରେ କିଛି ଲୁହ ଆସିଯାଉଥିଲା, କିନ୍ତୁ ତଥାପି ସେ ଦୁଃଖ ପ୍ରକାଶ କରୁଛନ୍ତି। ଏବଂ ତାପରେ ସେ ଆମ ପିତାମାତାଙ୍କ ଘର ପଛରେ ଥିବା ଗୋଟିଏ ମନ୍ଦିରକୁ ଯାଉଥିଲେ। ସେଠାରେ ଗୋଟିଏ ହନୁମାନ ମନ୍ଦିର ଅଛି ଏବଂ ସେ ଆସି ଫୁଲ ଦେଇ କହିଲେ, ମୁଁ ଜାଣିନାହିଁ ତୁମେ କ'ଣ ପ୍ରାର୍ଥନା କରୁଛ, ହନୁମାନ ଆଶୀର୍ବାଦ ଦେଇଛନ୍ତି। କେତେବେଳେ ପୁଅମାନେ ଆସି ଆମ ଶିଖାକୁ ମାରି ପଳାଉଥିଲେ, ତେଣୁ ଆମେ ଏହାକୁ ବୈକୁଣ୍ଠର ସ୍କୁଟର ବୋଲି କହୁଥିଲୁ। ଏହି ସ୍କୁଟର ଚଲାଇବା ପାଇଁ ତୁମକୁ 4 ହାତ ଦରକାର। ଏହା ଭୂ ଲୋକ ପାଇଁ ନୁହେଁ, ଏହା ବୈକୁଣ୍ଠ ପାଇଁ ଉଦ୍ଦିଷ୍ଟ। ତାହା କ'ଣ ଥିଲା ଯାହା ଆପଣଙ୍କୁ ପ୍ରେରଣା ଦେଇଥିଲା ଯେ ଏସବୁ ଯଥେଷ୍ଟ, ମୁଁ ଶ୍ରୀଲ ପ୍ରଭୁପାଦଙ୍କ ଆଶ୍ରୟରେ ମୋ ଜୀବନ ଉତ୍ସର୍ଗ କରିଦେବି? ଜଗନମୋହନ ପ୍ରଭୁଙ୍କ ଠାରୁ ଶୁଣିବା ପରେ ମୋ ମନରେ ପ୍ରଥମ ପ୍ରଶ୍ନଟି ଉଭା ହେଲା ଯେ ମୁଁ ଆପଣଙ୍କ ସହିତ ଏହିପରି ଏକ ପଡକାଷ୍ଟ କରିବି। ଯେତେବେଳେ ମୁଁ ଆପଣଙ୍କ ବିଷୟରେ ଏହା ପଢ଼ିଥିଲି, ଉପାଧ୍ୟକ୍ଷ, ଅଧ୍ୟକ୍ଷ, ଆପଣ ସର୍ବଦା ସଂଗଠନରେ ଏକ ଅଂଶୀଦାର କିମ୍ବା ଦ୍ୱିତୀୟ ଭୂମିକା ନିର୍ବାହ କରିଥିଲେ। ଆପଣଙ୍କ ପାଖରେ ହୁଏତ ପ୍ରଥମ କିମ୍ବା ସ୍ୱାଧୀନ ହେବାର ସୁଯୋଗ ଥିଲା, କିନ୍ତୁ ଆପଣ ଜଣେ ସେବକ ହେବାକୁ ବାଛିଥିଲେ। ଏହାର ପଛରେ ରହସ୍ୟ କ'ଣ? ମୁଁ କେବଳ ଆପଣଙ୍କୁ ଚାଟୁକାର କରିବାକୁ କହୁନାହିଁ, ବରଂ ସେହି ଗୁଣ ଯାହାକୁ ଆମେ ଭକ୍ତ ଭାବରେ ଗ୍ରହଣ ଏବଂ ପାଳନ କରିବୁ। ବହୁତ ସରଳ, ଯୋଗ୍ୟ ନୁହଁ। ଆଉ କିଛି? ଶ୍ରୀଲ ପ୍ରଭୁପାଦ ଆମକୁ ଶିକ୍ଷା ଦେଇଛନ୍ତି। ମୁଁ କହିବାକୁ ଚାହୁଁଛି, ଯେତେବେଳେ ଆମେ ଇସ୍କନରେ ଯୋଗ ଦେଇଥିଲୁ, ମୁଁ ମନେ ରଖିଛି, ଯେତେବେଳେ ମୁଁ ଏହି ଛୋଟ ପିଲାମାନଙ୍କୁ ଦେଖେ, ମୁଁ ମଧ୍ୟ କିଛି ବର୍ଷ ପୂର୍ବେ ସେମାନଙ୍କ ପରି ଥିଲି ଏବଂ ସେହି ସମୟରେ ଆମେ ଶ୍ରୀଲ ପ୍ରଭୁପାଦଙ୍କ ବାର୍ତ୍ତା, ତାଙ୍କ ପୁସ୍ତକ ଏବଂ ଗୀତାରୁ ଶ୍ରୀଲ ପ୍ରଭୁପାଦଙ୍କ ଦ୍ୱାରା ବ୍ୟାଖ୍ୟା କରାଯାଇଥିବା କୃଷ୍ଣଙ୍କ ଧାରଣା, ଭାଗବତମରେ ଯାହା ବ୍ୟାଖ୍ୟା କରାଯାଇଛି ତାହା ଦ୍ୱାରା ଆକର୍ଷିତ ହୋଇଥିଲୁ। ଆମେ କେବଳ ଶ୍ରୀଲ ପ୍ରଭୁପାଦଙ୍କ ନିର୍ଦ୍ଦେଶନାରେ କୃଷ୍ଣଙ୍କ ସେବା କରିବାକୁ ଚାହୁଁଥିଲୁ। ବାସ୍ ସେତିକି। ଏହା ଅତ୍ୟଧିକ ଆକର୍ଷଣୀୟ ଥିଲା। ଆମେ ଭାବିଥିଲୁ ଯେ ଆମକୁ ଛାତ୍ର ଭାବରେ ଟଙ୍କା, ପଦବୀ ଏହି ପ୍ରକାରର ଜିନିଷ ପଛରେ ଦୌଡ଼ିବାକୁ ପଡ଼ିବ। କିନ୍ତୁ ତାପରେ ଶ୍ରୀଲ ପ୍ରଭୁପାଦ ବୁଝାଇଲେ ଯେ ଏସବୁ କିପରି କ୍ଷଣସ୍ଥାୟୀ ଏବଂ କୃଷ୍ଣଙ୍କ ଚାରିପାଖରେ ଜୀବନର ଏକ ଅଧିକ ଉତ୍କୃଷ୍ଟ ମହାନ ଉଦ୍ଦେଶ୍ୟ ଅଛି ଏବଂ ତାହା ହିଁ ଆକର୍ଷିତ କଲା। ମୁଁ ନିଶ୍ଚିନ୍ତ ଯେ ତୁମେ ସମସ୍ତେ ଯେଉଁମାନେ ଏଠାକୁ ଅଭ୍ୟାସ କରିବାକୁ ଆସୁଛ, ତେଣୁ ଏହା କେବଳ ଏକ ସରଳ ଚିନ୍ତାଧାରା ଥିଲା ଯେ ଆମକୁ କୃଷ୍ଣଙ୍କ ସେବା କରିବାକୁ ପଡ଼ିବ ଏବଂ ନିଶ୍ଚିନ୍ତ ଭାବେ ଆମେ ଏକ ଅନୁଷ୍ଠାନର ଅଂଶ ହୋଇଥିଲୁ ଏବଂ ଅନୁଷ୍ଠାନର ପଦାନୁକ୍ରମ ଅଛି, ନେତା ଅଛନ୍ତି, ପଦବୀ ଅଛି, କିନ୍ତୁ ଏହି ଜିନିଷ ଗୁଡ଼ିକ ମଧ୍ୟରୁ କୌଣସିଟି ଆମ ଗଭୀରତମ ଇଚ୍ଛା ହେବା ଉଚିତ ନୁହଁ। ଆମର ଗଭୀରତମ ଆକାଂକ୍ଷା ଏବଂ ଆନ୍ତରିକ ଇଚ୍ଛା ହେବା ଉଚିତ ଯେ ମୁଁ କୃଷ୍ଣଙ୍କୁ ସନ୍ତୁଷ୍ଟ କରିପାରିବି, ସେବା କରିପାରିବି, ତାଙ୍କୁ ବୁଝିପାରିବି, ଯେପରି କୃଷ୍ଣ କହିଛନ୍ତି, ମୋର କହିବାର ଅର୍ଥ ହେଉଛି ଏହା ହେବା ଉଚିତ ଏବଂ ବାକି ଆମେ ଛାଡ଼ିଦେବା ଉଚିତ। ପ୍ରଭୁ ଯାହା ଦେବା କଥା ଦେଇଛନ୍ତି କିମ୍ବା ଦେଇନାହାନ୍ତି। ସେଥିପାଇଁ ଆମେ ଆପଣଙ୍କ ବିଷୟରେ ଅଧିକ ଜାଣିନାହୁଁ। ଏହା ଆପଣଙ୍କ ୱେବସାଇଟ୍ରେ ନାହିଁ, ଏହା ସାର୍ବଜନୀନ ଫୋରମରେ ବି ନାହିଁ। ଆମେ ଜାଣିବାକୁ ଚାହୁଁଥିଲୁ ଆପଣ କେଉଁଠାରେ ଜନ୍ମଗ୍ରହଣ କରିଥିଲେ, ଆପଣଙ୍କ ପିଲାଦିନ କିପରି ଥିଲା, ଆପଣଙ୍କ ବିଷୟରେ କିଛି କହିବେ। ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ। କିନ୍ତୁ ଯାହା ହଉ, ଆପଣ ମୋତେ ଏଥିପାଇଁ ଅନୁରୋଧ କରୁଛନ୍ତି, ଆପଣ ଏଥିରୁ କିଛି ଜାଣିପାରିବେ।
ମୁଁ ବାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲି, କିଛି ବିଶେଷ ନୁହଁ। ସେଠାରେ ସ୍କୁଲ କଲେଜ ଯାଇଥିଲି ଏବଂ ବସ୍ ସେତିକି। ଆପଣ ପିତା ନା ମାତାଙ୍କର ବେଶୀ ଘନିଷ୍ଠ ଥିଲେ? ସେମାନେ ଆପଣଙ୍କ ଲାଳନ ପାଳନକୁ କିପରି ପ୍ରଭାବିତ କରିଥିଲେ? ଆଧ୍ୟାତ୍ମିକତା ପାଇଁ ଆଗ୍ରହ ପିଲାଦିନରୁ ଥିଲା, ନା କୃଷ୍ଣ ଚେତନାର ସଂସ୍ପର୍ଶରେ ଆସିବା ପରେ ଆମ ମଧ୍ୟରୁ ଅଧିକାଂଶ ପରି ଏହା ସାମ୍ନାକୁ ଆସିଲା? ମୁଁ ଭାବୁଥିଲି ଯେ ସେହି ନାମମାତ୍ର ଧାର୍ମିକ ହିନ୍ଦୁ ପରିବାର କିଛି ଅସାଧାରଣ ନୁହେଁ। ମଧ୍ୟବିତ୍ତ ଶ୍ରେଣୀର, ଶିକ୍ଷାରେ ଭଲ କରିବାକୁ, ଚାକିରି କରିବାକୁ ଏବଂ କିଛି ଟଙ୍କା ରୋଜଗାର କରିବାକୁ ଆକାଂକ୍ଷୀ ଏବଂ ଏହି ପ୍ରକାରର ଜିନିଷ। ଏହିପରି ମୁଁ ସେହି ପ୍ରକାରର ଏକ ପରିବାରରୁ ଆସିଛି, କିଛି ବିଶେଷ ନୁହେଁ। ମୁଁ ନାମମାତ୍ର ଧାର୍ମିକ ଥିଲି, ଯେପରିକି ମନ୍ଦିର ଯିବା, ଘରେ କିଛି ପର୍ବପର୍ବାଣୀ ପାଳନ କରିବା, ବାସ୍ ଏତିକି। ଆପଣ ପ୍ରକୃତରେ କେବେ କୃଷ୍ଣ ଚେତନାର ପରିଚୟ ପାଇଲେ? ଆପଣ କିପରି କୃଷ୍ଣ ଚେତନାର ସଂସ୍ପର୍ଶରେ ଆସିଲେ? ତୁମେ ଦେଖ, ମୋର ହାଇସ୍କୁଲ ଏବଂ କଲେଜ ଦିନ ଗୁଡ଼ିକରେ ଯେମିତି ତୁମେ ପଢ଼ିଲ, ମୁଁ ବିଜ୍ଞାନ ପ୍ରତି ବହୁତ ଆକର୍ଷିତ ଥିଲି ଏବଂ ମୁଁ କିଛି ପରିମାଣରେ ଏବେ ମଧ୍ୟ ବିଜ୍ଞାନ ପ୍ରତି ଆକର୍ଷିତ ଅଛି। ତେଣୁ ମୁଁ ବିଜ୍ଞାନର ବିଭିନ୍ନ ବକ୍ତୃତାରେ ଯୋଗ ଦେବାକୁ ଯାଉଥିଲି। ବାଙ୍ଗାଲୋରରେ ଅନେକ ସୁଯୋଗ ଥିଲା ଏବଂ ଏକ ନିର୍ଦ୍ଦିଷ୍ଟ ସମୟରେ ମୋର ଏକ ଘନିଷ୍ଠ ବନ୍ଧୁ ଥିଲା, ଯାହାକୁ ତୁମେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ କୁହ, ଅର୍ଥାତ୍ ପ୍ରାକ୍ ବିଶ୍ୱବିଦ୍ୟାଳୟ। ହଁ, ସେଇଟା। ସେଦିନ ଏହାକୁ ପ୍ରାକ୍ ବିଶ୍ୱବିଦ୍ୟାଳୟ କୁହାଯାଉଥିଲା। ତେଣୁ ସେ ମୋତେ ପରିଚୟ କରାଇଲେ। ପ୍ରକୃତରେ ପ୍ରାକ୍ ବିଶ୍ୱବିଦ୍ୟାଳୟରେ ଆଉ ଜଣେ ଅଧ୍ୟାପକ ଥିଲେ, ଯିଏ ପାଶ୍ଚାତ୍ୟ ଦର୍ଶନ ବିଷୟରେ କହୁଥିଲେ। ତେଣୁ ଗୋଟିଏ ପଟେ ମୁଁ ଅନେକ ବର୍ଷ ଧରି ବିଜ୍ଞାନ ପ୍ରତି ଆକର୍ଷିତ ଥିଲି ଏବଂ ତାପରେ ମୁଁ ଦର୍ଶନ ବିଷୟରେ ଶୁଣିଲି ଏବଂ ମୁଁ ଜାଣିଲି ଯେ ଦର୍ଶନ ଏକ ବହୁତ ଗଭୀର ଅଟେ। ତାପରେ ମୁଁ ମୋ ଜଣେ ଭଲ ବନ୍ଧୁଙ୍କ ସଂସ୍ପର୍ଶରେ ଆସିଲି, ଯିଏ ମୋତେ ଭାରତୀୟ ଦର୍ଶନ ସହ ପରିଚିତ କରାଇଲେ। ମୁଁ ଦେଖିଲି ଯେ ଏଗୁଡ଼ିକ ବହୁତ ବୌଦ୍ଧିକ ଭାବରେ ଆକର୍ଷଣୀୟ। ତେଣୁ ମୁଁ ଏହି ପ୍ରକାରର ଜିନିଷ ଗୁଡ଼ିକ ଦ୍ୱାରା ଆକର୍ଷିତ ହୋଇଗଲି ଏବଂ ତାପରେ ମୋର ସେହି ବନ୍ଧୁ ଦ୍ୱିତୀୟ ପିୟୁସି ପରେ ଆଇଆଇଟି ବମ୍ବେ ଯାଇଥିଲେ ଏବଂ ଆଇଆଇଟି ବମ୍ବେ ଯିବା ପରେ ସେତେବେଳେ ରାଗିଂ ନାମକ ଏକ ପ୍ରଥା ଥିଲା। ସିନିୟରମାନେ ରାଗିଂ କରୁଥିଲେ। ମୁଁ ଭାବୁଛି ଏହା ଏବେ ବେଆଇନ ହୋଇଛି। ସେତେବେଳେ ଏହା ବହୁତ ପ୍ରଚଳିତ ଥିଲା। ବହୁତ ଆକ୍ରମଣାତ୍ମକ ରାଗିଂ ନୁହେଁ, କେତେବେଳେ ମୃଦୁ ରାଗିଂ। ତେଣୁ ତାଙ୍କର ଜଣେ ସିନିୟର ଥିଲେ, ଯିଏ ତାଙ୍କୁ ରାଗିଂ କରୁଥିଲେ। ସେ ଥିଲେ ମଧୁ ପଣ୍ଡିତ ପ୍ରଭୁ। ସେ ପ୍ରକୃତରେ ନୂଆ ଛୁଆଙ୍କୁ ରାଗିଂ କରୁଥିଲେ, ଠିକ୍ ଯୁବକ ପ୍ରଥମ ବର୍ଷର କଲେଜ ଛାତ୍ର। ତେଣୁ ସେ ଏହି ଅର୍ଥରେ ରାଗିଂ କରୁଥିଲେ ଯେ କାହାର ଆଧ୍ୟାତ୍ମିକ ଆଗ୍ରହ ଅଛି ତାହା ଜାଣିବାକୁ ଚେଷ୍ଟା କରୁଥିଲେ। ତେଣୁ ମୋର ବାଙ୍ଗାଲୋରର ବନ୍ଧୁ, ତାଙ୍କର ଏହି ପ୍ରକାରର ଆଗ୍ରହ ଥିଲା, ତେଣୁ ସେ ତାଙ୍କ ସହିତ କଥାବାର୍ତ୍ତା ଆରମ୍ଭ କଲେ। ପ୍ରଥମ ସେମିଷ୍ଟର ପରେ ସେ ବମ୍ବେରୁ ଫେରି ଆସିଲେ ଏବଂ ମୁଁ କୋଇମ୍ବାଟୁରରୁ, ଏବଂ ଆମେ ଭେଟିଲୁ ଏବଂ ସେ କହିଲେ ଯେ ଏବେ ମୁଁ ଏହା ଦେଖିଲି, ଆସ ମୁଁ ତୁମକୁ ଇସ୍କନ ନେଇଯିବି, ଏବଂ ସେ ମୋତେ ଇସ୍କନ ବାଙ୍ଗାଲୋରକୁ ନେଇଗଲେ ଏବଂ ଏହିପରି ମୋର ପରିଚୟ ହେଲା। ଏବଂ ତାପରେ ସେ ମୋତେ ଶିଲ ପ୍ରଭୁପାଦ ଏବଂ ତାଙ୍କ ପୁସ୍ତକ ବିଷୟରେ ଅଧିକ କହିବା ଆରମ୍ଭ କଲେ। ଆପଣ ସେ ଆଧ୍ୟାତ୍ମିକ ର୍ୟାଗରକୁ ପ୍ରଥମ ଥର ପାଇଁ କେବେ ଭେଟିଥିଲେ? ତେଣୁ ମୁଁ ବର୍ତ୍ତମାନ ଯାହା ବର୍ଣ୍ଣନା କରୁଛି ତାହା ହୁଏତ 1980-81 ମସିହାର।
ମୁଁ ଭାବୁଛି ମୁଁ ପ୍ରାୟ 82 କିମ୍ବା 83 ମସିହାରେ ଗ୍ରୀଷ୍ମ ଛୁଟି ସମୟରେ ପୁଣି ଥରେ ମଧୁ ପଣ୍ଡିତ ପ୍ରଭୁଙ୍କୁ ଭେଟିଥିଲି। ମୁଁ ବାଙ୍ଗାଲୋରକୁ ଆସିଥିଲି, ତେଣୁ ସେ ମୋ ପିତାମାତାଙ୍କ ଘରକୁ ଯାଇଥିଲେ। ମୁଁ ଭାବୁଛି ସେହି ସମୟରେ ସେ ଏପର୍ଯ୍ୟନ୍ତ ପ୍ରତିଷ୍ଠାନରେ ଥିଲେ। ତେଣୁ ମଧୁ ପଣ୍ଡିତ ପ୍ରଭୁ ଆଇଆଇଟି ବମ୍ବେରେ କରିଥିବା କାମଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା, ସେ ଅତି କମ୍ରେ 10 କିମ୍ବା 12 ଜଣ ପୁଅଙ୍କୁ ଏକାଠି କରିଥିଲେ, ଯେଉଁମାନେ ଆଧ୍ୟାତ୍ମିକତାରେ ଗଭୀର ଭାବରେ ଆଗ୍ରହୀ ଥିଲେ। ସେମାନେ ସମସ୍ତେ ମୋ ବନ୍ଧୁ ଏବଂ ଅନ୍ୟ ଅନେକଙ୍କ ପରି ସେଠାରେ ପହଞ୍ଚିଥିଲେ। ତେଣୁ 10 ଜଣ ଥିଲେ। ସେମାନଙ୍କ ମଧ୍ୟରୁ କେତେକ ବାଙ୍ଗାଲୋର ଆସିଥିଲେ ଏବଂ ସଂଯୋଗବଶତଃ ବାଙ୍ଗାଲୋରରେ ମୋ ପିତାମାତାଙ୍କ ଘରର 4 ଗଳି ଦୂରରେ ମଧୁ ପଣ୍ଡିତ ପ୍ରଭୁଙ୍କ ଘର ଥିଲା। କିନ୍ତୁ ଆମେ କେବେ ଜାଣିନଥିଲୁ ସେ ଅଞ୍ଚଳ ଥିଲା ରାଜାଜୀନଗର 3ୟ ବ୍ଲକ। ତେଣୁ ମୋ ବାପା ମାଙ୍କ ଘର ଯେଉଁଠାରେ ଥିଲା ପ୍ରାୟ 4 ଗଳି ଦୂରରେ ତାହା ତାଙ୍କ ବାପା ମାଙ୍କ ଘର ଥିଲା। କିନ୍ତୁ ନିଶ୍ଚିନ୍ତ ଭାବରେ ସେ ମୋ ଠାରୁ ବହୁତ ବର୍ଷ ବଡ଼ ଥିଲେ, ମୋ ଠାରୁ 7 ବର୍ଷ ବଡ଼ ଥିଲେ। ତେଣୁ ମୋର କୌଣସି ସମ୍ପର୍କ ନଥିଲା। ପରେ ଆମେ ଜାଣିଲୁ ସେ ମୋତେ ତାଙ୍କ ବାପା ମାଙ୍କ ଘରକୁ ନେଲେ, ତେଣୁ ଆମେ କେବଳ ସେଠାକୁ ଗଲୁ। ମୋର ଏହିପରି କିଛି ସ୍ମୃତି ରହିଛି 45 ବର୍ଷ ପୂର୍ବେ। କୃଷ୍ଣ ଚେତନାର ସଂସ୍ପର୍ଶରେ ଆସିବା ପୂର୍ବରୁ ଆପଣଙ୍କ ଜୀବନରେ ମଧୁ ପଣ୍ଡିତ ପ୍ରଭୁଙ୍କ ଭୂମିକା କ'ଣ ଥିଲା? ସେ ଆପଣଙ୍କୁ କିପରି ପ୍ରଚାର କରୁଥିଲେ? ମୁଁ ଶୁଣିଲି ସେ ଆପଣଙ୍କୁ ପୂର୍ଣ୍ଣକାଳୀନ ଭକ୍ତି ସେବାକୁ ଗମ୍ଭୀରତା ସହିତ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ। ହଁ, ଆଉ 2, 3 କିମ୍ବା 4ଟି ପାରସ୍ପରିକ କଥାବାର୍ତ୍ତା ହୋଇଥିଲା। ସେଥିମଧ୍ୟରୁ କିଛି ମୁଁ ମନେ ପକାଇବାକୁ ଚେଷ୍ଟା କରିବି। ଆଉ ଏକ ଘଟଣା, ଏହା ଇସ୍କନ ବାଙ୍ଗାଲୋରରେ ଥିଲା। ସେ ସମୟରେ ଇସ୍କନ ବାଙ୍ଗାଲୋରର ଏକ 2 କିମ୍ବା 3 ଶୟନ କକ୍ଷ ଛୋଟ ଘର ଥିଲା ଏବଂ ବସବାସ ଘରେ ଏକ ବେଦୀ ଥିଲା ଏବଂ ଆମର ଗୌର ନିତାଇ ଈଶ୍ୱର ଥିଲେ, ସମାନ ଈଶ୍ୱର ଯାହାକୁ ଆମେ ମଧ୍ୟ ଏବେ ପୂଜା କରୁ। ତେଣୁ ପ୍ରଥମ ଥର ପାଇଁ ମୁଁ ଇସ୍କନକୁ ଆସିଥିଲି, ସେବା କରିଥିଲି, ସେମାନଙ୍କ ଦର୍ଶନ କରିଥିଲି। ସେମାନେ ଏବେ ବି ଆଶୀର୍ବାଦ ଦେଇ ଆସୁଛନ୍ତି। ତେଣୁ ଭାଗବତମ ଶ୍ରେଣୀ ପରେ ଗୋଟିଏ ସକାଳେ ଜଣେ ମନ୍ଦିର ଅଧ୍ୟକ୍ଷ ଥିଲେ, ଯଦି ମୁଁ ମନେ ପକାଏ ଜଣେ ଇଟାଲୀୟ ଭକ୍ତ, ଶିଲ ପ୍ରଭୁପାଦଙ୍କ 1977 ପୂର୍ବର ଶିଷ୍ୟ। ତାଙ୍କର ନାମ ସାତ୍ବିକ ଦାସ ଥିଲା। ତୁମେମାନେ ମଧ୍ୟ ଜାଣିଥିବ। ତୁମମାନଙ୍କ ମଧ୍ୟରୁ କେତେକ ବର୍ତ୍ତମାନ ଗୌର ମଣ୍ଡଳ ପରିକ୍ରମାକୁ ଯାଇଥିଲ। ବହୁତ ଭଲ ଗାୟକ। ସେ ଜଣେ ମନ୍ଦିର ଅଧ୍ୟକ୍ଷ ଥିଲେ। ଶ୍ରେଣୀ ପରେ ସେ ଘୋଷଣା କଲେ ଯେ ଜଣେ ସନ୍ନ୍ୟାସୀ ଗସ୍ତ କରୁଛନ୍ତି। ଏହା ନିଶ୍ଚୟ 72 ମସିହା ହେବ, କାରଣ ମୁଁ ସେମାନଙ୍କ ଦ୍ୱାରା ଦୀକ୍ଷିତ ହୋଇସାରିଛି। ମନ୍ଦିରରେ ଯୋଗ ଦେବା ପୂର୍ବରୁ ଆପଣ ମଧ୍ୟ ଦୀକ୍ଷିତ ହୋଇଥିଲେ? ହଁ, ବହୁତ ଶୀଘ୍ର। ସେତେବେଳେ ଜିନିଷ ଗୁଡ଼ିକ ଥିଲା, ଆମକୁ ପ୍ରଭୁପାଦ ଆଶ୍ରୟ ଦେଇ ଯିବାକୁ ପଡୁନଥିଲା। ଏତେ ପର୍ଯ୍ୟାୟ, ଏତେ ପରୀକ୍ଷା କିଛି ନାହିଁ। ସିଧା ଆମେ ଦୀକ୍ଷିତ ହୋଇଥିଲୁ। ସେତେବେଳେ ବହୁତ ସହଜ। ବର୍ତ୍ତମାନ ନୂଆ ନେତାମାନଙ୍କ ଦ୍ୱାରା ଜିନିଷ ଗୁଡ଼ିକ ଜଟିଳ କରିଦିଆଯାଇଛି। ତେଣୁ ମନ୍ଦିରର ଅଧ୍ୟକ୍ଷ ଘୋଷଣା କଲେ ଯେ ଜଣେ ଅମୁକ ମହାରାଜ ଆସୁଛନ୍ତି। ତାଙ୍କୁ ଭଲ ଭାବରେ ସ୍ୱାଗତ କରିବା ପାଇଁ ବହୁତ ପ୍ରସ୍ତୁତି କରିବାକୁ ପଡ଼ିବ ଏବଂ ଆମର ବହୁତ ସେବା ଅଛି। ତାପରେ ସେ ତାଙ୍କ ପକେଟରୁ ବାହାର କଲେ ଏବଂ କହିଲେ, ଏତେ ସେବା ଅଛି, ତେଣୁ ଏହି ସେବା କିଏ କରିବ? ଏବଂ ତାପରେ ପ୍ରଥମେ ସେ ପଢ଼ିଲେ ବାଥରୁମ ସଫା କରିବା। ମୁଁ ମୋ ମୁହଁ ଲୁଚାଇଥିଲି, ଯାହାଦ୍ୱାରା ମୁଁ ଚିହ୍ନିତ ନ ହୁଏ। ବାଥରୁମ ସଫା କରିବା। ସେତେବେଳେ ଏହି ପ୍ରକାରର ଏକ ଧାରଣା ଥିଲା, ଯେତେବେଳେ ତୁମେ ଇସ୍କନକୁ ଯାଅ ସାବଧାନ ରୁହ। ସେମାନେ ତୁମକୁ ଏସବୁ କରିବାକୁ ବାଧ୍ୟ କରିବେ ଏବଂ ଶେଷରେ ସେମାନେ ତୁମକୁ ଗୋଟିଏ ଖାଦ୍ୟ ଦେବେ। ସେଥିରେ କିଛି ଔଷଧ ରଖିଥିବେ ଏବଂ ତୁମେ ଇସ୍କନ ପ୍ରତି ଆକର୍ଷିତ ହେବ। ତେଣୁ ଇସ୍କନରେ ଖାଅ ନାହିଁ। ଏହା ଏପରି ଥିଲା। ମୁଁ ଜାଣିନାହିଁ ଯେ ମୁଁ ତୁମକୁ ଏ କାହାଣୀ କହିଛି କି ନାହିଁ। ତେଣୁ ମୋ ପିତାମାତା ଜାଣିଲେ ଯେ ମୁଁ ଇସ୍କନକୁ ଯାଉଛି ଏବଂ ସେମାନେ ତୁରନ୍ତ ଚିନ୍ତିତ ହେଲେ। ସେ ସେଠାକୁ କାହିଁ ଯାଉଛି? ଅନେକ ବିଦେଶୀମାନେ ସେଠି ଅଛନ୍ତି।
ତାପରେ ସେମାନେ ମଧ୍ୟ ମୋତେ କହିଲେ ତୁମେ ଯାଇପାରିବ, କିନ୍ତୁ ସେମାନେ ଯାହା ଦିଅନ୍ତି ତାହା ଖାଇବ ନାହିଁ। ତେଣୁ ମୁଁ ମନ୍ଦିରକୁ ଯାଏ। ସେଠାରେ ଜଣେ ଭଲ ଭକ୍ତ ଥିଲେ, ଅମ୍ବରୀଶ ଦାସ, ସରଳ ମଲେସିଆର ଭକ୍ତ, ବହୁତ ଭଲ। ସେ ମୋ ପାଇଁ ପ୍ରସାଦମର ଏକ ପ୍ଲେଟ୍ ରଖୁଥିଲେ ଏବଂ ସନ୍ଧ୍ୟା ଆଳତି ପରେ କିଛି ପାଠ କରୁଥିଲେ ଏବଂ ତାପରେ ସେ ମୋତେ ପ୍ରସାଦ ଦେଉଥିଲେ। ମୁଁ କହିଥିଲି, ନା ନା ନା, ଦୟାକରି ମୋତେ ଦିଅ ନାହିଁ, ଏବଂ ତାପରେ ସେ ମୋତେ ବାଧ୍ୟ କରୁଥିଲେ। ତେଣୁ ମୋତେ ଭାତ ଡାଲି ସବଜି ଖାଇବାକୁ ପଡ଼ିଲା ଭଲ ପରିମାଣରେ ଏବଂ ମୋର ରାତ୍ରି ଭୋଜନ ହୋଇଗଲା। ତାପରେ ମୁଁ ପୁଣି ଘରକୁ ଫେରି ଆସି ଖାଇବାକୁ ପଡ଼େ। ମୋ ବାପା ମା ପଚାରିବେ, ରାତ୍ରି ଭୋଜନ କରିବୁ? ଯଦି ମୁଁ କହିବି ନା, ମୁଁ କରିବି ନାହିଁ, ମୁଁ କୌଣସି ସ୍ଥାନରେ ଖାଇକି ଆସିଛି, ସେମାନେ ମୋତେ ପଚାରିବେ କୋଉଠି ଖାଇଲୁ, କାହିଁ ଖାଇଛୁ? ତେଣୁ ବାଧ୍ୟରେ ମୁଁ ଦ୍ୱିତୀୟ ଥର ପାଇଁ ରାତ୍ରି ଭୋଜନ କରେ। ଏହା ଏତେ କଷ୍ଟ ଯେ ଏହି ଭକ୍ତ ବୁଝିପାରିବେ ନାହିଁ କିମ୍ବା ମୋ ବାପା ମା। ତେଣୁ ମୋତେ ଅନେକ ସନ୍ଧ୍ୟା ପର୍ଯ୍ୟନ୍ତ ଦୁଇ ଥର ରାତ୍ରି ଭୋଜନ କରିବାକୁ ପଡ଼େ। କୃଷ୍ଣ ଚେତନାର ସେହି ପରିସ୍ଥିତିରେ ଥିବା ଅଧିକାଂଶ ଭକ୍ତଙ୍କ ପାଇଁ ନା ପିତାମାତା ବୁଝନ୍ତି ନା ଭକ୍ତମାନେ ସେମାନଙ୍କର ଅବସ୍ଥା ବୁଝନ୍ତି। ଆଉ ଏକ କଥା ହେଲା ଯେ ମୁଁ କଫି ପିଇବା ବନ୍ଦ କରିଦେଇଥିଲି। ମୋ ପିତାମାତା ଚିନ୍ତିତ ହୋଇଗଲେ। ଓ, ଏବେ ସେ ଗମ୍ଭୀର ହୋଇଯାଉଛି। ତେଣୁ ସେମାନେ ଚିନ୍ତିତ ହୋଇ ମୋ ସହିତ କଥା ହେଲେ ଏବଂ ମୁଁ କହିଲି, ନା ନା ନା, ମୁଁ କଫି ପିଉଛି, ମୁଁ ସମ୍ପୂର୍ଣ୍ଣ ଠିକ୍ ଅଛି। ତେଣୁ ସେମାନେ କଫି ଦେବେ। ମୁଁ କଫି ପିଇବା ପରି ଅଭିନୟ କରିବି, କେବଳ ସ୍ପର୍ଶ କରିବି। କିଛି ସମୟ ପରେ ଚାରିପାଖକୁ ଦେଖେ। ଧୀରେ ଧୀରେ ଚାଲି ସିଙ୍କରେ ମୁଁ ଢାଳି ଦିଏ ଏବଂ ପ୍ଲେଟକୁ ଧୋଇ ପକାଏ, ଯାହାଦ୍ୱାରା ସେମାନେ ଜାଣିପାରିବେ ନାହିଁ ଯେ ମୁଁ କଫି ପିଇ ନାହିଁ। ତେଣୁ ଏହି ସମସ୍ତ ପ୍ରକାରର ଜିନିଷ କାରଣ ମୋତେ କରିବାକୁ ପଡ଼ିଥିଲା। ମୁଁ ଛୋଟ ଥିଲି, ଏଠାରେ ଦେଖୁଥିବା କିଛି ପୁଅମାନଙ୍କ ପରି ସ୍ମାର୍ଟ ସାହସୀ ନଥିଲି, ବହୁତ ଲାଜକୁର ଥିଲି। ତେଣୁ ମୋତେ କରିବାକୁ ପଡ଼ିଲା। ଠିକ୍ ଅଛି, ତୁମ ପ୍ରଶ୍ନକୁ ଫେରି ଆସିବା। ସେଇଦିନ ସେମାନେ କହୁଥିଲେ, ଦୟାକରି ତୁମେ ଇସ୍କନ ଯାଉ ନାହିଁ, ସେମାନେ ତୁମକୁ କିଛି ସେବା କରିବାକୁ ବାଧ୍ୟ କରିବେ, ତେଣୁ ତୁମେ ସେଠି ଯିବା ପୂର୍ବରୁ ସତର୍କ ରୁହ। ମୁଁ ଏକ ପ୍ରକାର, ଯଦିଓ ମୁଁ ଖୁସି ଥିଲି, ସେତେବେଳେ ଘରେ ମଧ୍ୟ ମୁଁ ଏକମାତ୍ର ପୁଅ ଥିଲି। ମୋର ଦୁଇଟି ଭଉଣୀ ଥିଲେ ଏବଂ ସମସ୍ତ ଘର କାମ ଝିଅମାନେ କରିବେ। ଠିକ୍ ସେହିପରି, ଠିକ୍ ଭାରତରେ ପୁଅ ସେସବୁ କରିବ ନାହିଁ। ପୁଅ ପଢ଼ିବ କିମ୍ବା କିଛି କରିବ। ନିଶ୍ଚିତ ଭାବେ ମୋ ଭଉଣୀମାନେ ମଧ୍ୟ ପଢ଼ିଥିଲେ ଏବଂ କାମ କରିଥିଲେ। ଝିଅମାନଙ୍କ ବିଷୟରେ ଭଲ କଥା, ଆମେ କେବଳ ଖରାପ ହୋଇଥିଲୁ। ତେଣୁ ସରଳ ଘର କାମ ସଫା କରିବା ପାଇଁ ଅଭ୍ୟସ୍ତ ନଥିଲୁ। ତେଣୁ ମୁଁ ନିଜକୁ ଲୁଚାଉଥିଲି ଏବଂ ତାପରେ ସଙ୍ଗେ ସଙ୍ଗେ ମଧୁ ପଣ୍ଡିତ ପ୍ରଭୁଙ୍କ ହାତ ଉପରକୁ ଉଠିଗଲା। ଅନ୍ୟ କିଛି ଲୋକ ଯେଉଁମାନେ ସମସ୍ତେ ଆଇଆଇଟି ବମ୍ବେରୁ ଆସିଥିଲେ, ସମସ୍ତେ ନିଜ ହାତ ଉପରକୁ ଉଠାଇଲେ। ସେତେବେଳେ ମୁଁ କହିଲି, ହେ ଭଗବାନ, ଇଏ କ'ଣ ସମସ୍ତେ ହାତ ଉପରକୁ ଉଠାଇଲେ? ମଧୁ ପଣ୍ଡିତ ପ୍ରଭୁ ସ୍ନାନଘର ସଫା କରିବା ବାଛିଲେ। ତେଣୁ ମୁଁ ଭାବିଲି ଏହା ଲଜ୍ଜାଜନକ। ପରବର୍ତ୍ତୀ କଥା ସେ ପଢ଼ିଲେ ଝରକା ସଫା କରିବା। ମୁଁ କହିଲି, ହଁ ମୁଁ। ତେଣୁ ମୋତେ ଅଧିକ ପସନ୍ଦ କରିବା ଉଚିତ ନୁହଁ। ତେଣୁ ମୁଁ ଝରକା ସଫା କରିବା ବାଛିଲି। ତାପରେ ଆମେ ଝରକା ସଫା କରୁଥିଲୁ, ସବୁ ଧୂଳି ପୋଛୁଥିଲୁ ଏବଂ ତାପରେ ମୁଁ କିଛି ପାଣି ଚାହୁଁଥିଲି କିମ୍ବା ଏହିପରି କିଛି, ଯାହା ମୋର ମନେ ନାହିଁ। ମୁଁ ପାଣି ଖୋଜିବାକୁ ଯାଇ ବାଥରୁମକୁ ଗଲି। ମୁଁ ଦେଖିଲି ମଧୁ ପଣ୍ଡିତ ପ୍ରଭୁ ତାଙ୍କ ପ୍ୟାଣ୍ଟ ଉପରକୁ ମୋଡ଼ି ଦୁଇ ହାତରେ କାନ୍ଥକୁ ଚାରି ପାଖରେ ଘଷି କହୁଥିଲେ, ଦେଖ, ଏହାକୁ ବାଥରୁମ ସଫା କୁହନ୍ତି। ସେ କେତେ ଉତ୍ସାହର ସହିତ କରୁଛନ୍ତି, କାରଣ ଏହା କୃଷ୍ଣଙ୍କ ମନ୍ଦିର। ତେଣୁ ଏହା ଗୋଟିଏ କଥା ଯାହା ମୋ ମନରେ ଅଟକି ରହିଲା। ତେଣୁ ମୁଁ ଆଉ ଏକ ସୁଯୋଗ ଦେଖିଲି। ଆମେ ଏକାଠି ମାୟାପୁର ଯାଇଥିଲୁ। ଏହିପରି କିଛି ଆଲୋଚନା ହୋଇଥିଲା। ଥରେ କୋଇମ୍ବଟୁରରେ ମଧୁ ପଣ୍ଡିତ ପ୍ରଭୁଙ୍କୁ ଲଣ୍ଡା କରାଯାଇଥିଲା, କିନ୍ତୁ ତାଙ୍କର ଶିଖା ନଥିଲା, କାରଣ ତାଙ୍କର ଜଣେ ଭଉଣୀଙ୍କ ବିବାହ ସେଠାରେ ହେଉଥିଲା ଏବଂ ତାଙ୍କର ପରିବାର କହିଥିଲେ, ଲଣ୍ଡା ହୁଅ ନାହିଁ, ଶିଖା ରଖ ନାହିଁ, ନହେଲେ ବିବାହକୁ ଆସିଥିବା ସମସ୍ତ ସମ୍ପର୍କୀୟଙ୍କୁ ଉତ୍ତର ଦେବାକୁ ପଡ଼ିବ। ତେଣୁ ତୁମେ ସାଧାରଣ ଭାବରେ ଆସ। ତେଣୁ ସେ ପର୍ଯ୍ୟନ୍ତ ପ୍ୟାଣ୍ଟ ଓ ସାର୍ଟ ପିନ୍ଧିଥିଲେ ଏବଂ ସେ ପିଏଚ୍ଡି କଲେଜରେ ମୋ ହଷ୍ଟେଲକୁ ଆସିଥିଲେ। ସେ ମୋତେ ହଷ୍ଟେଲରେ ଭେଟିଥିଲେ।
ସେତେବେଳେ ମୁଁ ଆଧ୍ୟାତ୍ମିକ ଜୀବନରେ ଟିକେ ଦୁର୍ବଳ ହୋଇଯାଇଥିଲି ଏବଂ ସେ ମୋତେ ସେଠାକୁ ନେଇଗଲେ। ସେତେବେଳେ ନଭେମ୍ବର ଥିଲା, ମୁଁ ଭାବୁଛି ଦାମୋଦର ମାସ। ତେଣୁ ସେ ମୋତେ ସେହି ସ୍ଥାନକୁ ନେଇଗଲେ ଯାହାକୁ TSKP ଟ୍ରାଭେଲିଂ ସଂକୀର୍ତ୍ତନ ପାର୍ଟି କୁହାଯାଉଥିଲା। ମଧୁ ପଣ୍ଡିତ ପ୍ରଭୁ ସେହି ସ୍ଥାନର ନେତୃତ୍ୱ ନେଉଥିଲେ ଏବଂ ତେଣୁ ସେ ମୋତେ ଗୋଟିଏ ସ୍ଥାନକୁ ନେଇଗଲେ। ଆମେ ଦାମୋଦର ଅଷ୍ଟକ ଗାନ କରିଥିଲୁ। ଏହି ପ୍ରକାର ପୁନର୍ଜୀବିତ ହେଲା ଯାହା ମୋତେ ସାହାଯ୍ୟ କଲା। ତେବେ ଆପଣ କେତେ ସମୟ ପର୍ଯ୍ୟନ୍ତ ମନ୍ଦିରରେ ଏହିପରି ସେବା କରୁଥିଲେ? ଆପଣ ନିଷ୍ପତ୍ତି ନେଲେ ଯେ ଏତେ ସବୁ ସେବା ଯଥେଷ୍ଟ, ଏବେ ମୋତେ ପୂର୍ଣ୍ଣକାଳୀନ ଭକ୍ତି ସେବା କରିବାକୁ ଦିଅ। ଆପଣଙ୍କ ନିଷ୍ପତ୍ତି ନେବା ସମୟ କ'ଣ ଥିଲା? 1981ରୁ 84 ପର୍ଯ୍ୟନ୍ତ 4 ବର୍ଷ। ତେବେ କେଉଁ ଜିନିଷ ଆପଣଙ୍କୁ ପ୍ରେରଣା ଦେଲା? ଏସବୁ ବ୍ୟତୀତ ମୋତେ ଶ୍ରୀଲ ପ୍ରଭୁପାଦଙ୍କ ଆଶ୍ରୟରେ ମୋର ଜୀବନ ଉତ୍ସର୍ଗ କରିବାକୁ ହେବ। ଆପଣ ବାହାରେ ରହି ଅଭ୍ୟାସ କରିପାରିଥାନ୍ତେ ଏବଂ ଆପଣ ସେହି ଅର୍ଥରେ ଜଣେ ଭକ୍ତଙ୍କ ଆଶ୍ରୟରେ ଦୀକ୍ଷିତ ହୋଇସାରିଛନ୍ତି। ଠିକ୍ ଅଛି, ମୁଁ ତୁମକୁ ଆଉ କିଛି କହିବି କେବଳ ଏହି ପ୍ରଶ୍ନ ଏବଂ ପୂର୍ବ ପ୍ରଶ୍ନର ଉତ୍ତର ଦେବା ପାଇଁ। ତେଣୁ ତୁମେ ଉଲ୍ଲେଖ କରିଥିଲ ମୁଁ ବିଜ୍ଞାନ ପ୍ରତି ବହୁତ ଆକର୍ଷିତ ଥିଲି ଏବଂ ତେଣୁ ଗୋଟିଏ ପାରସ୍ପରିକ କ୍ରିୟା ଘଟିଥିଲା। କୌଣସି ସ୍ଥାନରେ ଏହା ମୋ ସ୍ମୃତିରେ ଅଛି। ତୁମେ ଆଧ୍ୟାତ୍ମିକତା ବିଷୟରେ ପଚାରିଲ, ତେଣୁ ଏହା MES କଲେଜର ଘଟଣା। ସପ୍ତାହରେ ଗୋଟିଏ କିମ୍ବା 2 ଦିନ ସେହିପରି ଆମର ଭୌତିକ ବିଜ୍ଞାନଗାର ଥିଲା। ତେଣୁ ଆମ ସମସ୍ତଙ୍କୁ ପରୀକ୍ଷାଗାରକୁ ଯିବାକୁ ପଡୁଥିଲା। ସେଠାକୁ ଯିବା ପୂର୍ବରୁ ସେମାନେ ନୋଟିସ୍ ବୋର୍ଡରେ ଲେଖିଥିବେ, ଆଜି କେଉଁ ସବୁ ପରୀକ୍ଷଣ ହେବ। ତୁମକୁ କିଛି ପେଣ୍ଡୁଲମ୍ କିମ୍ବା ସେହିପରି କିଛି ଲେଖିବାକୁ ପଡ଼ିବ। ସରଳ ଭାବରେ ଆମକୁ ନୋଟିସ୍ ବୋର୍ଡରୁ ଲେଖିବାକୁ ପଡ଼ିବ ଏବଂ ଏହାକୁ ରେକର୍ଡ ବହି କିମ୍ବା ସେହିପରି କିଛି କୁହାଯାଏ। ତେଣୁ ମୋତେ ଯିବାକୁ ପଡ଼ିଲା। ତାପରେ ମୁଁ ଏହି ଭକ୍ତ ବନ୍ଧୁଙ୍କ ସହିତ ଥିଲି। ମୁଁ ତାଙ୍କର ନାମ ଉଲ୍ଲେଖ କରିବି, ମହାସୁନ୍ଦର ଦାସ। ସେହି ଭକ୍ତ ଯାହାଙ୍କୁ ମଧୁ ପଣ୍ଡିତ ପ୍ରଭୁ ରାଗିଂ କରିଥିଲେ। ତେଣୁ ସେ ସେତେବେଳେ କୃଷ୍ଣ ଚେତନାଶୀଳ ନଥିଲେ, କିନ୍ତୁ ସେ କୌଣସି ପ୍ରକାର ରାମକୃଷ୍ଣ ମିଶନରେ ଥିଲେ। ଏହି ପ୍ରକାରର ସମସ୍ତ ପୁସ୍ତକ ପଢ଼ୁଥିଲେ ଏବଂ ସେ ଧୀରେ ଧୀରେ ମୋତେ ସେହି ଜିନିଷ ଗୁଡ଼ିକ ସହିତ ପରିଚିତ କଲେ। ତେଣୁ ଗୋଟିଏ ଦିନ ଆମେ ସମସ୍ତେ ଏକାଠି ଥିଲୁ। ଆମକୁ ଯିବାକୁ ପଡ଼ିଲା। ମୁଁ ଦ୍ୱିଧାରେ ଥିଲି। ମୁଁ ଅପେକ୍ଷା କରିଥିଲି। ତେଣୁ ସେ କହିଲେ, ଯାଅ, ତାହା ଲେଖିକି ଆସ। ମୁଁ କହିଲି, ନା, ମୁଁ ଯିବି ନାହିଁ। ସେଠାରେ ମୋ ଝିଅ ଅଛନ୍ତି। ସେ କହିଲେ, ଏତେ ଶରୀର ସଚେତନ ହୁଅ ନାହିଁ। ସେପରି କିଛି ବକ୍ତବ୍ୟ ଦେଲେ। ତାହା ମୋତେ ଆଘାତ କଲା। ସେ ହୁଏତ ପ୍ରଥମ କିମ୍ବା ଦ୍ୱିତୀୟ PUC ସମୟର। ଓ, ଶରୀର ସଚେତନ ବୋଲି କିଛି ଅଛି? ହଁ, ମୁଁ ଏତେ ଶରୀର ସଚେତନ କାହିଁକି? ଏହା କିଛି ତ୍ୱରାନ୍ୱିତ କଲା। ମୁଁ ମନେ ରଖିଛି ଯେ ସେ ସେହି ବକ୍ତବ୍ୟ ଦେଇଥିଲେ। ତାପରେ ମୁଁ କଲେଜ ଗଲି। ତେଣୁ ଗୋଟିଏ ଦିନ କଲେଜରେ ମୁଁ ଲାଇବ୍ରେରୀକୁ ଯାଉଥିଲି। ମୁଁ କୌଣସି ମହାନ ଖେଳ କିମ୍ବା ଏପରି କୌଣସି ଜିନିଷରେ ନଥିଲି। ମୁଁ ସେ ପ୍ରକାରର ବ୍ୟକ୍ତି ନଥିଲି। କଲେଜ ପରେ ସନ୍ଧ୍ୟାରେ ଲାଇବ୍ରେରୀକୁ ଯାଅ ଏବଂ ସାଧାରଣ ପୁସ୍ତକ ପଢ଼େ। ତେଣୁ ଗୋଟିଏ ଦିନ ମୁଁ ସାଇଣ୍ଟିଫିକ୍ ଆମେରିକୀୟର ଗୋଟିଏ ପୁରୁଣା ସଂସ୍କରଣ ନେଇଥିଲି। ବନ୍ଧା ଖଣ୍ଡ ପୁରୁଣା ସଂଖ୍ୟା ସେଠାରେ ଥିଲା ଏବଂ ମୁଁ ପଢ଼ୁଥିଲି। ଡକ୍ଟର ମ୍ୟାଟ୍ରିକ୍ସ ନାମକ ଗୋଟିଏ ଫିଚର ଥିଲା। ଏହା ଏକ ନିୟମିତ ଫିଚର ଥିଲା। ସେଇ 45 ବର୍ଷ ପୂର୍ବର ମୁଁ କଥା କହୁଛି। ତେଣୁ ଗୋଟିଏ ଲେଖା ଥିଲା। ସେଥିରେ ଗଣିତ ବିଷୟରେ କିଛି ବର୍ଣ୍ଣନା କରାଯାଇଥିଲା। ତୁମେ ଏକ ରସି ନିଅ। ତୁମେ ଏହାକୁ ସ୍ଥାନର 2ଟି ବିନ୍ଦୁରେ ଟାଙ୍ଗି ଦିଅ। ଏହା ଏକ ଆର୍କ ଗଠନ କରେ। ସେ ଆର୍କ ପ୍ରକୃତରେ ତ୍ରିକୋଣମିତିରେ ଏକ କସ୍ ହାଇପରବୋଲିକ ସମୀକରଣ ଦ୍ୱାରା ପ୍ରକାଶିତ ହୁଏ। ହାଇପରବୋଲିକ ତ୍ରିକୋଣମିତି ଆମେ ତାହା ପଢ଼ିଥିଲୁ। ମୁଁ ଭାବୁଛି ଆମେ କଲେଜରେ ଗଣିତରେ ମଧ୍ୟ ଏହା ପର୍ଯ୍ୟନ୍ତ ଆସିନଥିଲୁ, କିନ୍ତୁ ମୁଁ ପଢ଼ିଥିଲି ଏବଂ କିପରି କସ୍ ହାଇପରବୋଲିକ ସମୀକରଣ ନିଜେ ଏକ ଅସୀମ ସିରିଜରେ ଏକ ଉତ୍ପନ୍ନ। ତେଣୁ ଯେତେବେଳେ ସେ ବିଷୟରେ ମୁଁ ପଢ଼ିଲି, କିଛି ମୋତେ ଆଘାତ କଲା। ପ୍ରକୃତିରେ
ଏହି ପ୍ରକାରର ସମସ୍ତ ଜିନିଷ ଅଛି। ଏହା ବହୁତ ସତର୍କତା ସହିତ ଡିଜାଇନ କରାଯାଇଛି। ଏହା ଗାଣିତିକ ଭାବରେ ଉପସ୍ଥାପିତ ହୋଇଛି। ତୁମ ପାଖରେ କେବଳ 2ଟି ରସି ଅଛି, ଆଉ କିଛି ନାହିଁ, କିନ୍ତୁ ତାହା ବୁଝାଇବା ପାଇଁ ଏକ ଅସୀମ ଧାରା ଏବଂ ଏକ କସ୍ ହାଇପରବୋଲିକ୍ କାର୍ଯ୍ୟ ଅଛି, ଯାହା ମୋତେ ଆଶ୍ଚର୍ଯ୍ୟ କଲା। ମୁଁ ଆଉ ପଢ଼ିପାରିଲି ନାହିଁ। ମୁଁ ଲାଇବ୍ରେରୀରୁ ଉଠିଲି ଏବଂ ବାହାରକୁ ଚାଲି ଆସିଲି। ମୋ ଆଖିରେ କିଛି ଲୁହ ଆସୁଥିଲା। ଏପରି ଏକ ଜିନିଷ ଯାହା ଏବେ ମୁଁ କହିପାରିବି। ହୁଏତ ସେତେବେଳେ ଏହା ସ୍ପଷ୍ଟ ନଥିଲା ଯେ କିଏ ଏସବୁ କରୁଛି, ଏ ଦୁନିଆରେ କ'ଣ ଘଟୁଛି। ଏତେ ସଠିକ ବିଶ୍ୱ, ଏପରିକି ଗାଣିତିକ ସଠିକତା ଅଛି, ଏବଂ ଏହା ଏକ ଅନିୟମିତ ସୃଷ୍ଟି ନୁହେଁ। ଏହା ପଛରେ କିଏ ଅଛି, ଏହା ସ୍ପଷ୍ଟ ନଥିଲା। ମୁଁ କହୁନି ଯେ ମୁଁ ଜଣେ ମହାନ ଦାର୍ଶନିକ ଅଟେ। ମୋ ମନରେ ଅନୁସନ୍ଧାନ ଆସିଥିଲା, କିନ୍ତୁ ଏହି ଚିନ୍ତାଧାରା ଥିଲା କିଛି ଅସ୍ପଷ୍ଟ, ବ୍ୟାଖ୍ୟାୟୀ। କିନ୍ତୁ ଏହି ଦୁନିଆ ପଛରେ କିଛି ରହସ୍ୟମୟ ଅଛି। ଏହା କେବଳ ଏତିକି ନୁହେଁ। ତେଣୁ ଏହା ଘଟିଥିଲା। ତଥାପି ମୁଁ କୃଷ୍ଣ ଚେତନା ସହିତ ପରିଚିତ ହୋଇନଥିଲି। ତଥାପି ଏହା ସେହି ପର୍ଯ୍ୟାୟରେ ଥିଲା। ତାପରେ ଏହା ପ୍ରଥମ ସେମିଷ୍ଟର ପରର କଥା। ମୋର ଜଣେ ଘନିଷ୍ଠ ବନ୍ଧୁ ଥିଲେ, ଯାହାଙ୍କ ବାପା ମାଡ୍ରାସ ପରମାଣୁ ଶକ୍ତି କେନ୍ଦ୍ରରେ ଜଣେ ବଡ଼ ଇଞ୍ଜିନିୟର ଥିଲେ। ତେଣୁ ସେ କହିଲେ, ମୁଁ ସେଠାକୁ ଯିବି। ମାଡ୍ରାସ ଆସ, ଆମେ ପରମାଣୁ କେନ୍ଦ୍ର ଦେଖିବା। ଏହା ନିର୍ମାଣାଧୀନ ଥିଲା। କଳ୍ପକମ୍ ପରମାଣୁ କେନ୍ଦ୍ର, ପରମାଣୁ ଶକ୍ତି ପ୍ରକଳ୍ପ ବିଭାଗ। ତେଣୁ ସେ ମୋତେ ନେଇଗଲେ। ଆମେ ପରମାଣୁ ଶକ୍ତି କେନ୍ଦ୍ରକୁ ଗଲୁ, ଯାହା ଏପର୍ଯ୍ୟନ୍ତ ନିର୍ମାଣାଧୀନ ଥିଲା। ବଡ଼ ବଡ଼ କୋଠା, ଅନେକ କିଛି ଘଟୁଥିଲା। ଏବଂ ଶେଷରେ ମୋ ବନ୍ଧୁଙ୍କ ବାପା ଯିଏ ମାର୍ଗଦର୍ଶନ କରୁଥିଲେ, ସେ ମଧ୍ୟ ଜଣେ ବଡ଼ ଇଞ୍ଜିନିୟର ଥିଲେ। ସେ ଆମକୁ ବୁଲାଇ ନେଉଥିଲେ। ତାପରେ ସେ ଆମକୁ ସେହି ସ୍ଥାନକୁ ନେଲେ ଯେଉଁଠାରେ ପରମାଣୁ ପ୍ରତିକ୍ରିୟା ହେବ, ପରମାଣୁ ରିଆକ୍ଟର ମଧ୍ୟରେ। ତେଣୁ ଏହିଠାରେ ୟୁରାନିୟମ ରଡ୍ ଆସିବ, ପ୍ରୋଟନ୍ ଆଘାତ କରିବେ ଏବଂ ଏଥିରେ ତରଳ ସୋଡିୟମ ପ୍ରବାହିତ ହେବ। ଯେତେବେଳେ ମୁଁ ଦେଖିଲି, ଏହା ହେଇନଥିଲା, ଏହା ଘଟିବାକୁ ଯାଉଥିଲା। ଏକ ନାଗରିକ ଗଠନ ଏପର୍ଯ୍ୟନ୍ତ ନିର୍ମାଣ ହେଉଥିଲା। ଯେତେବେଳେ ମୁଁ ଶୁଣିଲି ଏହା ହେଉଛି ପରମାଣୁର ମୂଳ, ଲୋମ ଟାଙ୍କୁରି ଉଠିଲା। ପୁଣି ସେହି ପ୍ରକାରର ବାଃ, ଏହା କ'ଣ? ପରେ ମୁଁ ଚିନ୍ତା କଲି, ଏକ ପରମାଣୁର ନ୍ୟୁକ୍ଲିୟସରେ ଏପରି ଶକ୍ତି ବନ୍ଦ ଅଛି। ଏହି ଶକ୍ତି କେଉଁଠାରୁ ଆସୁଛି? କିଏ ଏହାକୁ ବନ୍ଦ କରିଛି? ସେହିପରି ଏହି ପ୍ରକାରର। ସେତେବେଳେ ଏସବୁ ମଧ୍ୟରୁ କୌଣସିଟି ନୁହେଁ। ଏହା ଶ୍ରୀଲା ପ୍ରଭୁପାଦଙ୍କ ପୁସ୍ତକ ପଢ଼ିବା ପରେ ପରେ ପ୍ରକାଶିତ ହୋଇଛି ତାଙ୍କ ତାଲିମରେ। ତେଣୁ ଏହିପରି ଅଛି। ଏହା କ'ଣ? ଏ ବିଶ୍ୱରେ କ'ଣ ଘଟୁଛି? ଏବଂ ମାଡ୍ରାସ ପରମାଣୁ ଶକ୍ତି କେନ୍ଦ୍ର ପରିଦର୍ଶନରୁ ମୁଁ ବାଙ୍ଗାଲୋର ଫେରି ଆସିଲି। ମହାସୁନ୍ଦର ବମ୍ବେରୁ ଫେରି ଆସିଥିଲେ। ସେ କହିଲେ, ଏହା ହେଉଛି ସେ ପୁସ୍ତକ ଯାହାକୁ ତୁମେ ପଢ଼ିବା ଉଚିତ, ଏବଂ ମୋତେ ପ୍ରଭୁପାଦଙ୍କ ପୁସ୍ତକ ଦେଲେ। ସେ କେଉଁ ପୁସ୍ତକ ଦେଇଥିଲେ? ସେ ମୋତେ ରାଜବିଦ୍ୟା ଦେଇଥିଲେ। ମୋତେ ଜନ୍ମ ଓ ମୃତ୍ୟୁ ଉର୍ଦ୍ଧ୍ୱରେ ଏବଂ ଆତ୍ମ ଅନୁଭବର ବିଜ୍ଞାନ ମଧ୍ୟ ଦେଇଥିଲେ, ଯାହା ଏକ ବଡ଼ ପୁସ୍ତକ। ତେଣୁ ମୁଁ ପଢ଼ିନଥିଲି। ମୁଁ ଭାବୁଛି ଛୋଟ ପୁସ୍ତକଟି ପଢ଼ିଛି ଏବଂ ସବୁ କୃଷ୍ଣଙ୍କ ଦୟା ଦ୍ୱାରା। ତେଣୁ ଏହା ଏକ ପ୍ରକାରର ନବଜାତ ଅବିକଶିତ ଆଧ୍ୟାତ୍ମିକ ସନ୍ଧାନ ଥିଲା, ଯାହା ତୁମେ କହିପାରିବ। ତେଣୁ ତାହା ସେଠାରେ ଥିଲା। ଏମିତି ହିଁ କ'ଣ ଏହା ସର୍ବଶକ୍ତିମାନ ବ୍ୟକ୍ତିଙ୍କ ଅସ୍ତିତ୍ୱକୁ ଗ୍ରହଣ କରିବା ପାଇଁ ଏକ ପ୍ରେରଣା ଥିଲା, ଯାହା ଆମେ ଏଠାରେ ଦେଖୁଛୁ? ମୋ ପୂର୍ବରୁ ସେପରି ଧାର୍ମିକ ଥିଲି, କିନ୍ତୁ ତାପରେ ଏହା ସ୍ପଷ୍ଟ ହୋଇଯାଉଥିଲା। ଏବଂ ସେହି ଦିବ୍ୟ ବ୍ୟକ୍ତି କିଏ? କିଏ ସର୍ବଶକ୍ତିମାନ? ତେଣୁ ଏହା ଟିକେ ଅଧିକ ସ୍ପଷ୍ଟ ହୋଇଯାଉଥିଲା। ତେଣୁ ଯେତେବେଳେ ଆପଣ ଏହି ପୁସ୍ତକ ଗୁଡ଼ିକ ପଢ଼ିବା ଏବଂ ଅନ୍ୟ ଭକ୍ତଙ୍କ ସହ ମନ୍ଦିରରେ ଏହି ଭକ୍ତି ସେବା ଆରମ୍ଭ କଲେ, ସେହି ଏକ ପ୍ରେରଣା କ'ଣ ଥିଲା? କେଉଁଠାରେ ଆପଣ ନିଷ୍ପତ୍ତି ନେଇଥିଲେ ଯେ ମୋତେ ମନ୍ଦିରରେ ରହିବାକୁ ପଡ଼ିବ? କିମ୍ବା ସେହି ମୁହୂର୍ତ୍ତରେ ଆପଣଙ୍କୁ କ'ଣ ପ୍ରେରଣା ଦେଇଥିଲା? ଶ୍ରୀଲ ପ୍ରଭୁପାଦଙ୍କ ପୁସ୍ତକ ପଢ଼ିବା ଦ୍ୱାରା ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ପ୍ରକାରର। ଏବଂ ତାପରେ ଆମେ ମାୟାପୁର ଗଲୁ। ମାୟାପୁର ଦେଖିଲୁ, ଏତେ ଭକ୍ତ
ଏହାର ମଧ୍ୟ ଏକ ନିର୍ଦ୍ଦିଷ୍ଟ ପ୍ରକାରର ପ୍ରଭାବ ପଡ଼ିଲା ଏବଂ ତାପରେ ଭାରତୀୟ ବିଜ୍ଞାନ ସଂସ୍ଥାରେ ମୋ ବନ୍ଧୁମାନଙ୍କୁ ମଧ୍ୟ ପ୍ରଚାର କରିବା ଆରମ୍ଭ କଲି। ଅନ୍ୟ କିଛି ଲୋକଙ୍କୁ ମଧ୍ୟ ପ୍ରଚାର କରିଲି। ସେମାନେ ମଧ୍ୟ ମନ୍ଦିରରେ ଯୋଗ ଦେଲେ। ସେମାନଙ୍କ ମଧ୍ୟରୁ ଜଣେ ଯୋଗ ଦେଲେ ଏବଂ ଅନ୍ୟ କିଛି ଭକ୍ତ ହେଲେ। ଏବେ ମଧ୍ୟ ମୁଁ ସେମାନଙ୍କ ସହିତ ସମ୍ପର୍କରେ ଅଛି। ତେଣୁ କୌଣସି ସମୟରେ କିଛି ବରିଷ୍ଠ ଭକ୍ତ ମୁଁ ଇସ୍କନରେ ଭେଟିଥିଲି। ସେତେବେଳେ ଠିକ୍ ଅଛି, ମୁଁ ତୁମକୁ କହିବି। ତେଣୁ ଭାରତୀୟ ବିଜ୍ଞାନ ସଂସ୍ଥାରେ ଆଉ ଜଣେ ଭକ୍ତ ଥିଲେ ଯିଏ ଆଇଆଇଟି ବମ୍ବେରୁ ଆସିଥିଲେ। ମଧୁ ପଣ୍ଡିତ ପ୍ରଭୁଙ୍କ ଗୋଟିଏ ବର୍ଷ ବଡ଼। ସେ ବାଙ୍ଗାଲୋରର ଆଇଆଇଏସ୍ସିରେ ପଦାର୍ଥ ବିଜ୍ଞାନ ବିଭାଗରେ ପିଏଚ୍ଡି କରୁଥିଲେ। ତେଣୁ ମୁଁ ଆଇଆଇଏସ୍ସିରେ ଯୋଗ ଦେଲି ଏବଂ ସେ ତୁରନ୍ତ ମୋ ସହିତ ସଂଯୋଗ କଲେ କାରଣ ଆମେ ଦୀକ୍ଷିତ ଥିଲୁ, ପରସ୍ପରକୁ ଜାଣିଥିଲୁ। ତେଣୁ ବାଙ୍ଗାଲୋରରୁ ଆମେ ଗୋଟିଏ ରଥଯାତ୍ରା ପାଇଁ ମାଡ୍ରାସ ଯାଇଥିଲୁ ଏବଂ ରଥଯାତ୍ରା ଶେଷରେ ଆମର ଏକ ବୈଠକ ହୋଇଥିଲା। ସେହି ସମୟରେ ମୁଁ ଦୀକ୍ଷିତ ହୋଇଥିଲି, ଯାହା ମୁଁ ପୂର୍ବରୁ କହିଥିଲି ଏବଂ ଆମେ ସେହି ସମୟର ଜଣେ ଇସ୍କନ ଗୁରୁଙ୍କ ଦ୍ୱାରା ଦୀକ୍ଷିତ ହୋଇଥିଲୁ ଏବଂ ତାପରେ ଆମର ସେହି ଇସ୍କନ ଗୁରୁଙ୍କ ସହିତ ଏକ ଆଲୋଚନା ହୋଇଥିଲା। ସେହି ଆଲୋଚନାରେ ସେ ମୋତେ ଶୀଘ୍ର ଯୋଗଦାନ କରିବାକୁ ଅନୁରୋଧ କଲେ। ତେଣୁ ମୁଁ ଏପର୍ଯ୍ୟନ୍ତ ସଂକୋଚ କରୁଥିଲି। ମୁଁ କିଛି କାରଣ ଦେଉଥିଲି ଯେ ମୁଁ କିଛି ଦିନ ପରେ କରିବି ଏହିପରି, କିନ୍ତୁ ସେ ଜିଦ୍ ଧରି କହିଲେ। ତାପରେ ମୁଁ ସେଇ ବୈଠକରୁ ବାହାରି ଆସିଲି। ତେଣୁ ଆଇଆଇଏସ୍ସିର ଏହି ପିଏଚ୍ଡି ଛାତ୍ର ମୁଁ ବାହାରକୁ ଆସିବା ପରେ ସେ ମୋତେ କ୍ୟାସେଟ୍ ରେକର୍ଡର ଦେଇଥିଲେ, ଯାହା ସେ ସମ୍ପୂର୍ଣ୍ଣ କଥା ରେକର୍ଡ କରିଥିଲେ। ସେ କହିଲେ, ଏବେ ତୁମେ ଦେଖ, ଗୁରୁ ମହାରାଜ କହୁଛନ୍ତି ତୁମେ ଯୋଗଦାନ ଦେବା ଉଚିତ ଏବଂ ମୁଁ କିଛି କହିପାରିଲି ନାହିଁ। ତାପରେ ସେ କହିଲେ, ଯଦି ତୁମେ ଚାହୁଁଛ ତୁମେ ପୁଣି ଶୁଣ। ମୁଁ କହିଲି, ନାଇଁ ନାଇଁ ନାହିଁ, ମୁଁ ଶୁଣିବାକୁ ଚାହୁଁନାହିଁ। ଆପଣ ସତ୍ସ୍ୱରୂପ ମହାରାଜଙ୍କ ଦ୍ୱାରା ସଂକଳିତ ଶ୍ରୀଲ ପ୍ରଭୁପାଦଙ୍କ ଲୀଳାମୃତ ପଢ଼ିବା ସମୟରେ କହିଥିଲେ ଯେ ଏହାକୁ ଗମ୍ଭୀରତା ସହ ନେବା ପାଇଁ ଆପଣଙ୍କ ଚେତନାରେ ଗଭୀର ପ୍ରଭାବ ପକାଇଥିଲା। ହଁ, ସତ। ତାହା ପ୍ରାୟ 2 କିମ୍ବା 3 ବର୍ଷ ପୂର୍ବରୁ 1981-82 ସେହି ସମୟରେ ଶିଳ ପ୍ରଭୁପାଦଙ୍କ କେବଳ ଜୀବନୀ ପ୍ରକାଶିତ ହେଉଥିଲା। ପ୍ରଥମ ଖଣ୍ଡ ବାହାରିଥିଲା ଏବଂ ଯେତେବେଳେ ମୁଁ ପ୍ରଥମ ଖଣ୍ଡ ପଢ଼ିଲି ତାହା ମଧ୍ୟ ଏକ ଗଭୀର ପ୍ରଭାବ ପକାଇଥିଲା। ପ୍ରଭୁପାଦ 70 ବର୍ଷ ଧରି ଯେଉଁ ସଂଘର୍ଷ ଦେଇ ଗତି କରିଥିଲେ ଏବଂ ସେ କିପରି ଚେଷ୍ଟା କରୁଥିଲେ ପ୍ରଥମ ଖଣ୍ଡ ଶେଷ ହୁଏ। ପ୍ରଭୁପାଦ ଜଳଦୂତ ଟିକଟ ପାଇଛନ୍ତି ଏବଂ ସେ ଜଳଦୂତ ଜାହାଜରେ ଚଢ଼ିବାକୁ ଯାଉଛନ୍ତି ଏବଂ ସେହି ଖଣ୍ଡଟି ସେଠାରେ ଶେଷ ହୁଏ। ଦ୍ୱିତୀୟ ଖଣ୍ଡ ଆରମ୍ଭ ହୁଏ, ବୀଜ ବୁଣିବା। ତେଣୁ କେବଳ ସେହି ପୁସ୍ତକ ସେଠାରେ ଥିଲା। ସେହି ପୁସ୍ତକ ଗୁଡ଼ିକ ମଧ୍ୟ ପାଇବା ଏକ ଚ୍ୟାଲେଞ୍ଜ ଥିଲା କାରଣ ମୋ ବାପା ମା ଚିନ୍ତିତ ଥିଲେ ଏବଂ ମୁଁ ଅଯଥାରେ ସେମାନଙ୍କୁ ଅସ୍ଥିର କରିବାକୁ ଚାହୁଁନଥିଲି। ଏପରି ନୁହେଁ ଯେ ସେମାନେ କାହିଁକି ମୋତେ ମୋର କାମ ନୀରବରେ କରିବାକୁ ଦିଅ। ତେଣୁ ମୁଁ ଇସ୍କନ ମନ୍ଦିରର ଭକ୍ତମାନଙ୍କୁ କହିବି ଯେ ମୁଁ ବାଙ୍ଗାଲୋର ମୁଖ୍ୟ ଷ୍ଟେସନରେ ଟ୍ରେନରେ ଚଢ଼ିବି। ମୁଖ୍ୟ ଷ୍ଟେସନରୁ ଟ୍ରେନଟି କ୍ୟାଣ୍ଟନମେଣ୍ଟ ଷ୍ଟେସନକୁ ଆସିବ। ସେଠାରେ ମୁଁ ଇସ୍କନ ଭକ୍ତମାନଙ୍କୁ କହିବି ସେମାନେ ଆସି ପୁସ୍ତକ ହସ୍ତାନ୍ତର କରିବେ, ଯାହାଦ୍ୱାରା ମୁଁ ତାହାକୁ ବହନ କରିବି। ମୋ ବାପା ମାଙ୍କ ଅଗୋଚରରେ ମୋତେ ଏହି ସମସ୍ତ ପ୍ରକାର କାମ କରିବାକୁ ପଡ଼ିଲା। ସେହିଭଳି କୋଇମ୍ବଟୁର ଯିବା ସମୟରେ, ହଁ, କୋଇମ୍ବଟୁର ଯିବା ସମୟରେ ସେତେବେଳେ ମୁଁ ପ୍ରଭୁ କପିଳଙ୍କ ଲୀଳାମୃତ ଶିକ୍ଷାର ପ୍ରଥମ ଖଣ୍ଡ ଏବଂ ଅନ୍ୟ କିଛି ପୁସ୍ତକ ପାଇଲି, ଯାହାକୁ ମୁଁ ବହୁତ ସଂଗୃହୀତ କରିଥିଲି ଏବଂ କିଛି ଗୋଟିଏ କିମ୍ବା 2ଟି ଟେପ୍ ପଢ଼ିଥିଲି। ଏହା କେତେ କଷ୍ଟକର ଥିଲା। ଟେପ୍ ଶୁଣିବା ଏତେ ସହଜ ନୁହଁ। ଏବେ ତୁମେ ସମସ୍ତେ ମୋବାଇଲ ସହ ଅଭ୍ୟସ୍ତ। ପୂର୍ବରୁ କ୍ୟାସେଟ୍ ଟେପ୍ ଥିଲା। ଏହା ଗୋବିନ୍ଦମ ଆଦି ପୁରୁଷମ ଥିଲା ଯେ କେହି ବି ଆକର୍ଷିତ ହେବେ
କିନ୍ତୁ ଏତେ ସହଜ ନୁହେଁ। ମୋ ପାଖରେ ଟେପ୍ ରେକର୍ଡର ନଥିଲା। ହଷ୍ଟେଲରେ ଟେପ୍ ରେକର୍ଡର ରଖିବା ପାଇଁ ମୋ ବାପା ମା ସାମର୍ଥ୍ୟ ରଖିନଥିଲେ। ଏହି ପ୍ରକାରର ଜିନିଷ ଗୁଡ଼ିକ ସମ୍ଭବ ନଥିଲା। ତେଣୁ ହଷ୍ଟେଲରୁ ଆମେ ଗୋଟିଏ ଛୋଟ ଦୋକାନକୁ ଯାଉଥିଲୁ, ଯେଉଁଠାରେ ଛାତ୍ରମାନେ ସିଗାରେଟ୍ କିଣିବା ପାଇଁ ଯାଉଥିଲେ, ଯାହାକୁ ପୋଟିକରେ କୁହାଯାଏ। ଏକ ଛୋଟ ବାକ୍ସରେ ଦୋକାନ ପରି। ତେଣୁ ଆମେ ସେଠାକୁ ଯାଉଥିଲୁ। ସେ ପୁରୁଷ କିମ୍ବା ମହିଳା, ତାଙ୍କ ପାଖରେ ଏକ ଟେପ୍ ରେକର୍ଡର ଥିବ, ଯାହା ଜୋରରେ ତାମିଲ ଚଳଚ୍ଚିତ୍ର ଗୀତ ବଜାଉଥିବ। ତେଣୁ ମୁଁ ଏହାକୁ ନେଇ କହିବି, ନା ନା, ଦୟାକରି ଆପଣ ଏହା ଚଲାନ୍ତୁ। ତେଣୁ ମୁଁ ବାହାରେ ବେଞ୍ଚରେ ବସିବି। ସେ ବଜାଇ ଅଧୈର୍ଯ୍ୟ ହୋଇଯିବେ। ତାପରେ ସେ ଏହାକୁ ବାହାର କରିଦେବେ। ଠିକ୍ ଅଛି, ଠିକ୍ ଅଛି, ଯଥେଷ୍ଟ। ତେଣୁ ଆମେ ଏହିପରି ଟେପ୍ ଶୁଣୁଥିଲୁ। ଏହି ପ୍ରକାରର ଜିନିଷ ଗୁଡ଼ିକ ପାଇବା କେତେ କଷ୍ଟକର ଥିଲା ଏବଂ ଆମେ ଏହି ପ୍ରକାରର ଜିନିଷ ଶୁଣିବାକୁ ଉତ୍ସାହର ସହ ଅପେକ୍ଷା କରୁଥିଲୁ। ତେଣୁ ସେତେବେଳେ ଏହିପରି କିଛି ଘଟଣା ଘଟିଥିଲା। ଆପଣ ଟେପ୍ ରେକର୍ଡର ବିଷୟରେ କହିଲେ। ମନ୍ଦିରରେ ଏକ ଟେପ୍ ରେକର୍ଡର ଚୋରି ହୋଇଥିଲା। ଆପଣଙ୍କୁ ଚୋରକୁ ପିଛା କରିବାକୁ କୁହାଯାଇଥିଲା। କିଛି ମନେ ଅଛି? ହଁ, ମୁଁ ଯୋଗ ଦେବା ପରେ ତାହା ହୋଇଥିଲା। ସେହି ସମୟରେ ଶ୍ରୀଲ ପ୍ରଭୁପାଦ କହିଛନ୍ତି, ସେ ଦୁଃଖ ପ୍ରକାଶ କରନ୍ତି ଯେ କୌଣସି ପ୍ରକାରରେ ଭାରତୀୟମାନେ ଭକ୍ତ ହୋଇନଥିଲେ ଏବଂ ଏତେ ଆମେରିକୀୟ, ୟୁରୋପୀୟ, ଅଷ୍ଟ୍ରେଲୀୟ, ସାରା ବିଶ୍ୱରୁ ଏତେ ଲୋକ ହୋଇଛନ୍ତି, କିନ୍ତୁ ବହୁତ କମ୍ ଭାରତୀୟ କୃଷ୍ଣ ଚେତନାକୁ ଗମ୍ଭୀରତା ସହିତ ନେଇଛନ୍ତି। ବହୁତ କମ୍। ହୁଏତ ସେମାନଙ୍କ ମଧ୍ୟରୁ 10-12 ଜଣ ସେଠାରେ ଥିଲେ। ପ୍ରଭୁପାଦ ଶିଷ୍ୟ। ତେଣୁ ପ୍ରଭୁପାଦ ବିଳାପ କରୁଥିଲେ। ତେଣୁ ମୁଁ କହୁଛି, ଏହା ସବୁ 76-77 ମସିହାର। ଏବେ ମୁଁ 80-81 ମସିହା ବିଷୟରେ କହୁଛି, କିମ୍ବା ହୁଏତ ମୁଁ ଯୋଗ ଦେଇଥିଲି। ମୁଁ ଠିକ୍ ଭାବରେ ମନେ ରଖିନି। ହୁଏତ ମୁଁ ସେହି ସମୟରେ ଯୋଗ ଦେଇନଥିଲି। ତେଣୁ ମୁଁ ମନ୍ଦିରକୁ ଆସିଥିଲି ଏବଂ ବାଙ୍ଗାଲୋରର ମନ୍ଦିରରେ ଏହି ଇଟାଲୀୟ ସାତ୍ୱିକ ଦାସ ଥିଲେ। ତାଙ୍କର ଜଣେ ଆମେରିକୀୟ ସ୍ତ୍ରୀ ଥିଲେ ଏବଂ ହୁଏତ 4-5 ଜଣ, ଏବଂ ଆମର ରୋଷେଇଆ ଏବଂ ପୂଜାରୀ, ଯେପରି ଆମେ ପୂର୍ବେ କରିଥିଲୁ। ସେମାନେ ସମସ୍ତେ ଗାଁରୁ ଆସିଥିବା ସରଳ ବଙ୍ଗାଳୀ ଥିଲେ, ଯେଉଁମାନେ ସେବା କରୁଥିଲେ। ତେଣୁ ଗୋଟିଏ ଦିନ ଟେପ୍ ରେକର୍ଡର ହଜିଗଲା ଏବଂ ମୁଁ ଭାବୁଛି ସାତ୍ୱିକ ପ୍ରଭୁ ଥିଲେ ଏବଂ ହୁଏତ ଆଉ ଜଣେ ଭକ୍ତ, ମୁଁ ମନେ ରଖିପାରୁନି। ତେଣୁ ଆମେ ସେଠାରେ ଖୋଜୁଥିଲୁ। ମୁଁ ଭାବୁଛି ମୁଁ ସେହି ସମୟରେ ପ୍ରତିଷ୍ଠାନରୁ ଆସିଥିଲି। ମୁଁ ସ୍ପଷ୍ଟ ଭାବରେ ମନେ ରଖିପାରୁନାହିଁ। ତେଣୁ ଆମେ ଖୋଜୁଥିଲୁ ଏବଂ ତାପରେ ସେ କହିଲେ, ଆସ ଆସ ଯିବା। ମୁଁ କହିଲି, ପ୍ରଭୁ କେଉଁଠି? ଆମେ କୋଉଠି ଯିବା? ଆମେ ଟ୍ରେନ୍ ଷ୍ଟେସନରେ ପହଞ୍ଚିଲୁ। ଆମେ କୋଲକାତା ଅଭିମୁଖେ ଯାଉଥିବା ଟ୍ରେନ୍ ପାଖକୁ ଆସିଲୁ। ଆମେ ଗୋଟିଏ ପରେ ଗୋଟିଏ ବଗି ଖୋଜିବା ଆରମ୍ଭ କଲୁ। ତାପରେ ଆମେ ଗୋଟିଏ ବଗିରେ ପାଇଲୁ। ଭକ୍ତ ସେଠାରେ ଥିଲେ। ତା ପାଖରେ ଆମେ ସେଠାକୁ ଗଲୁ। ସେ କହିଲେ ଯେ, ଏ, ତୁମେ ଟେପ୍ ରେକର୍ଡର ନେଇଛ? ସେ ଥରି ଉଠିଲା, ହଁ ପ୍ରଭୁ, ଏବଂ ସେ ଟେପ୍ ରେକର୍ଡର ଫେରାଇ ଦେଲେ। ଯେପରିକି ଆଉ ଏକ ଘଟଣା ଥିଲା ବହୁତ ପରେ। ଏହା 85 ମସିହାର କଥା, ଯେତେବେଳେ ଆମେ ରାଜାଜୀନଗର ଭଡ଼ା ଘରୁ ବଲାରୀ ରୋଡ ପ୍ୟାଲେସ ଅର୍କାଡକୁ ଆସିଲୁ। ଏହା ବହୁତ ବଡ଼ କୋଠା ଥିଲା। ଏଥିରେ 8ଟି ଶୟନ କକ୍ଷ ବଙ୍ଗଳା ଥିଲା। ଏହା ବହୁତ ବଡ଼ ଥିଲା। ସେଠାରେ ମଧ୍ୟ ଆମର ଏହିପରି ଜଣେ ଭକ୍ତ ଥିଲେ। ବର୍ତ୍ତମାନ ଆମେ ସେମାନଙ୍କୁ ସେବକ ଭକ୍ତ ବୋଲି କହୁଛୁ। ସେତେବେଳେ ସବୁକିଛି ଥିଲା। ତେଣୁ ରାତିରେ ଗୋଟିଏ ଦିନ ମୁଁ କିଛି ଖୋଜୁଥିଲି। ମୁଁ ଜାଣିଲି ଯେ ବ୍ରହ୍ମଚାରୀ ଆଶ୍ରମରେ ଏହି ଭକ୍ତ 10ଟା କିମ୍ବା 10:30 ସମୟରେ ସେଠାରେ ନାହାନ୍ତି। ସେ ରୋଷେଇଆ ଥିଲା। ତେଣୁ ଆମେ ଖୋଜୁଥିଲୁ ଯେ ଭକ୍ତ କେଉଁଠି ଗଲେ। ତାପରେ ମୁଁ ମଧୁ ପଣ୍ଡିତ ପ୍ରଭୁଙ୍କୁ ଉଠାଇଲି। ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ଯେ ସେ କେଉଁଠି ଗଲେ। ତାପରେ କୌଣସି ପ୍ରକାରରେ ଆମେ ଏକ ଧାରଣା ପାଇଲୁ। ଆମ ପ୍ୟାଲେସ ଅର୍କାଡର ମନ୍ଦିର ପାଖରେ ଏକ କାବେରୀ ଥିଏଟର ଥିଲା। ତେଣୁ ଆମେ କାବେରୀ ଥିଏଟରକୁ ଗଲୁ। ଦ୍ୱିତୀୟ ରାତିର ଶୋ ଚାଲୁଥିଲା। 9ଟା ବା ସେମିତି କିଛି। ରାତିର ଦ୍ୱିତୀୟ ଶୋ ଆରମ୍ଭ ହେଲା। ଏହା ଚାଲୁଥିଲା। ଆମେ ଅନୁମତି ନେଇଥିଲୁ। ମଧୁ ପଣ୍ଡିତ ପ୍ରଭୁ କୌଣସି ସ୍ଥାନକୁ ଗଲେ ଏବଂ ମୁଁ ସବୁଠାରୁ ଆଗ ଶ୍ରେଣୀକୁ ଗଲି, ଗାନ୍ଧୀ ଶ୍ରେଣୀ।
ସେତେବେଳେ ତାହାକୁ ଗାନ୍ଧୀ ଶ୍ରେଣୀ କହୁଥିଲେ। ମୁଁ ସେଠାକୁ ଗଲି। ସେ କୌଣସି ସ୍ଥାନକୁ ଖୋଜୁଥିଲେ। ମୁଁ ଗାନ୍ଧୀ ଶ୍ରେଣୀ ପାଖକୁ ଗଲି। ତାପରେ ମୁଁ ଧାଡ଼ି ଧାଡ଼ି ଦେଖିଲି। ପ୍ରଥମ ଧାଡ଼ି, ଦ୍ୱିତୀୟ ଧାଡ଼ି, ତୃତୀୟ ଧାଡ଼ି ଏବଂ ମୁଁ ଦେଖିଲି ଯେ ସିନେମା ଚାଲିଛି। ପଛରୁ ଲାଇଟ୍ ଆସୁଛି, କେତେବେଳେ ଉଜ୍ଜଳ ଆଲୋକ, କେତେବେଳେ କମ୍ ଆଲୋକ। କାରଣ ଚିତ୍ର ସେମିତି ଜିନିଷ ପାଇଁ ମୁଁ ବୁଝିପାରୁନି। ତେଣୁ ମୁଁ ଭଲସେ ଖୋଜୁଥିଲି। ହଠାତ୍ ମୁଁ ଦେଖିଲି, ହେ ଭକ୍ତ ସୁନୀଲ ସେଠାରେ ଅଛନ୍ତି, ଆମ ରୋଷେଇଆ। ମୁଁ ସେଠାକୁ ଗଲି। ମୁଁ ତାଙ୍କ ପଛ ଧାଡ଼ିକୁ ଗଲି। ସେ ସିନେମା ଉପଭୋଗ କରୁଛନ୍ତି। ତାପରେ ମୁଁ ତାଙ୍କୁ ପଛରୁ ଡାକିଲି। ସେ ପଛକୁ ଚାହିଁ କହିଲେ, ଓ ପ୍ରଭୁ। ମୁଁ କହିଲି, ଆସ ଚାଲ ଯିବା। ମୁଁ ତାଙ୍କର ସିନେମା ଅଭିଜ୍ଞତାକୁ ବିଚଳିତ କଲି। ସେ କହିଲେ, ଠିକ୍ ଅଛି ପ୍ରଭୁ। ତାପରେ ସେ ଉଠି ଆସିଲେ ଏବଂ ଆମେ ଫେରି ଆସିଲୁ। ମୁଁ ପଚାରିଲି, ତୁମେ ଏସବୁ କାହିଁକି କରୁଛ? ତେଣୁ ସେହି ସମୟରେ ଇସ୍କନରେ ଥିବା ଭାରତୀୟ ଭକ୍ତମାନେ ଏହି ପ୍ରକାରର ଥିଲେ। ଏବଂ ସେତେବେଳେ ଆଉ ଏକ ଆକର୍ଷଣ ଥିଲା। ଯଦି ତୁମେ ଇଂରାଜୀ ଶିଖିବ, ତେବେ ତୁମକୁ ଭିସା ମିଳିବ ଏବଂ ତୁମେ ଆମେରିକୀୟ ମନ୍ଦିରଗୁଡ଼ିକ ମଧ୍ୟରୁ ଗୋଟିଏକୁ ରୋଷେୟା କିମ୍ବା ପୂଜାରୀ ହେବାକୁ ଆସିପାରିବ, ଯାହା ସେମାନଙ୍କ ପାଇଁ ଏକ ବଡ଼ ଆକର୍ଷଣ ଥିଲା। ବର୍ତ୍ତମାନ କାନାଡା, ଆମେରିକା ଏବଂ ୟୁକେ ଯିବା ପାଇଁ ଏହାକୁ IELTS ପରୀକ୍ଷା କୁହାଯାଏ। ଏହା ବହୁତ ଉନ୍ନତ ଜିନିଷ। ଗୁଜରାତି ସେଇ ପରୀକ୍ଷା ଦେବାକୁ ଖୁବ୍ ପସନ୍ଦ କରନ୍ତି। ପୂଜାରୀ କାମ କରିବା ପାଇଁ ତୁମକୁ IELTS ଆବଶ୍ୟକ ନାହିଁ, କିନ୍ତୁ ଅତି କମ୍ରେ ସେମାନଙ୍କୁ ମନ୍ଦିର ଅଧ୍ୟକ୍ଷଙ୍କ ସହ କଥା ହେବା, ପ୍ରସାଦ, ସବ୍ଜି, ଡାଲ ଏବଂ ଏହି ପ୍ରକାରର ସମସ୍ତ ଜିନିଷ ବିଷୟରେ ଆଲୋଚନା କରିବା ପାଇଁ ଅଳ୍ପ କିଛି ଇଂରାଜୀ ଜାଣିବା ଉଚିତ। ତେଣୁ ଆମ ମନ୍ଦିରରେ ଜଣେ ପୂଜାରୀ ଥିଲେ, କୃଷ୍ଣ ବଳରାମ। ସେ କୃଷ୍ଣ ବଳରାମଙ୍କୁ ପୂଜା କରୁଥିଲେ। ତେଣୁ ଆମେ ତାଙ୍କୁ କିଛି ଇଂରାଜୀ ଶିଖାଇଥିଲୁ। ନଚେତ୍ ସେମାନେ ଚାଲିଯିବେ। ଯଦି ତୁମ ପାଖରେ ସେଗୁଡ଼ିକ ନାହିଁ, ତେବେ କିଏ କରିବ? ଆମ ସମସ୍ତଙ୍କୁ କରିବାକୁ ପଡ଼ିବ ଏବଂ ଆମେ ତାହା ମଧ୍ୟ କରିବୁ। ଆମେ ପୂଜାରୀ ହେଇଯିବୁ। ଆମେ ସେସବୁ କାମ କରିବୁ। କିନ୍ତୁ ଯଦି ସେମାନେ ସେଠାରେ କରିବାକୁ ଥାନ୍ତି, ତେବେ ଅତି କମ୍ରେ ଆମେ ଅନ୍ୟ କିଛି ସେବା କରିପାରିବା। ତେଣୁ ଗୋଟିଏ ଦିନ ସେ ଭୋଗକୁ ନୈବେଦ୍ୟ ପାଇଁ ରଖିଲେ। ସେ ମୋ ଅଫିସରୁ ବାହାରି ଆସି ମୋତେ କହିଲେ, ତୁମେ ଏଥର ମୋତେ ମାୟାପୁର ପଠଉଛ କି ନାହିଁ? ଧମକ ଦେଇ। ହଁ, ସେହି ପୂଜାରୀ। ମୁଁ କହିଲି, ଏତେ ନିଶ୍ଚିତ ନୁହେଁ, ଦେଖାଯିବ। ସେ କହିଲା, ଯଦି ତୁମେ ମୋତେ ପଠାଉନ, ମୁଁ ଭୋଗ ବାହାର କରିବି ନାହିଁ। ମୋ ମୁଣ୍ଡରେ ବନ୍ଧୁକ ଧରି ଏହି ପ୍ରକାରର ଭକ୍ତ ସେତେବେଳେ ଥିଲେ। ମୁଁ କହିଲି, ନା ନା, ଚିନ୍ତା କର ନାହିଁ। ଆଉ ଏକ ଘଟଣା, ତୁମେ ମୋତେ ଇଂରାଜୀ ଟ୍ୟୁସନ ପାଇଁ ପଠାଇବ କି ନାହିଁ? ନଚେତ୍ ମୁଁ ଭୋଗ ବାହାର କରିବି ନାହିଁ, ଆଳତୀ କରିବି ନାହିଁ। 7ଟାରେ ଆଳତୀ ହବ। ସେ 2 ମିନିଟ୍ ଆଗରୁ ମୋ ରୁମକୁ ଆସି କହେ, ତୁମେ ମୋତେ ଇଂରାଜୀ ଟ୍ୟୁସନ ପଠାଇବ କି ନାହିଁ? ମୁଁ କହିଲି, ଦେଖିବା, ଅପେକ୍ଷା କର। ସେ କହିଲା, ମୁଁ ଆଳତୀ କରିବାକୁ ଯିବି ନାହିଁ। ଏବେ ମୋତେ କୁହ, ତୁମେ ମୋତେ ପଠାଇବ କି ନାହିଁ? ଏହିଭଳି ଆମର ଭକ୍ତମାନେ ଥିଲେ ସେତେବେଳେ। ତେଣୁ ଯାହା ହେଉନା କାହିଁ, ମନ୍ଦିର ଏପରି ଥିଲା। ବହୁତ ସଂଘର୍ଷ ଥିଲା। ଯେକୌଣସି ପ୍ରକାରରେ ଜିନିଷଗୁଡ଼ିକ ଉନ୍ନତ ହେବା ଆରମ୍ଭ ହୋଇଥିଲା। ତେଣୁ ଏହିଭଳି ସବୁ। ଯେତେବେଳେ ଆପଣ ଯୋଗ ଦେବା ପାଇଁ ପିତାମାତାଙ୍କୁ ଜଣାଇଥିବେ, ଯଦି ମୋ କଥା ବିରକ୍ତି କରୁଛି, ତାହେଲେ ଦୟାକରି ମୋତେ କହିବେ, ମୁଁ ଅନ୍ୟ କିଛି କହିବି। ଯେତେବେଳେ ଆପଣ ଯୋଗ ଦେବା ପାଇଁ ପିତାମାତାଙ୍କୁ ଜଣାଇଥିଲେ, ସେମାନଙ୍କ ପ୍ରତିକ୍ରିୟା କ'ଣ ଥିଲା ଏବଂ ଆପଣ ଏହାକୁ କିପରି ସମ୍ଭାଳିଲେ? ଠିକ୍ ଅଛି। ତେଣୁ ପ୍ରତିଷ୍ଠାନ ପରେ ମୁଁ ମାୟାପୁର ଗଲି। କାରଣ ଆପଣ ମାଷ୍ଟର୍ସ ପାଠପଢ଼ା ବନ୍ଦ କରିଲେ? ଠିକ୍ କଥା। ତେଣୁ ମୁଁ କଲିକତା ଗଲି। ଭକ୍ତି ବିନୋଦ ଠାକୁରଙ୍କ ନିଖୋଜ ଦିନ ଆସୁଥିଲା। ଏହା ରଥଯାତ୍ରା ପୂର୍ବରୁ ଆସୁଛି। ଯଦି ତୁମକୁ ମନେ ଅଛି, ଏବେ ଖୁବ୍ ଶୀଘ୍ର ଆସିବ। ତେଣୁ ମୁଁ ଭକ୍ତି ବିନୋଦ ଠାକୁରଙ୍କ ନିଖୋଜ ଦିନ କୋଲକାତାରେ ପହଞ୍ଚିଲି। ମାୟାପୁରକୁ ଏକ ବସ୍ ଯାଉଥିଲା। ତେଣୁ ମୋ ସହିତ ଆଉ ଜଣେ ଭକ୍ତ ଥିଲେ। ଆମେ 2 ଜଣ ସେଥିରେ ଚଢ଼ିଗଲୁ। ବଡ଼ ବସ୍ ଭିତରେ। ବସ୍ରେ କେହି ନଥିଲେ, ଖାଲି ବସ୍ ଯାଉଥିଲା। ତେଣୁ ଆମେ ମାୟାପୁର ଯାଇ ଆମ ବରିଷ୍ଠମାନଙ୍କୁ ଜଣାଇଦେଲୁ ଯେ ଆମେ ଯୋଗ ଦେବାକୁ ଆସିଛୁ ଏବଂ
କିଛି ଦିନ ପରେ ରଥଯାତ୍ରା ଥିଲା। ତେଣୁ ମୋର ପିତାମାତା ଜାଣିନଥିଲେ ଯେ ମୁଁ କଲିକତା ଯାଇଥିଲି। ମୁଁ ସେମାନଙ୍କୁ କହିବାକୁ ଭୟ କରିଥିଲି। ମୋର ସେମାନଙ୍କୁ କହିବାକୁ ସାହସ ନଥିଲା। ତେଣୁ ରଥଯାତ୍ରା ଚାଲିଥିବା ସମୟରେ ମୋ ପାଖରେ ଏକ ପୋଷ୍ଟକାର୍ଡ ଥିଲା ଏବଂ ମୁଁ ପୋଷ୍ଟକାର୍ଡରେ ମୋ ପିତାମାତାଙ୍କୁ ଲେଖିଥିଲି ଯେ ଚିନ୍ତା କର ନାହିଁ, ମୁଁ ସୁରକ୍ଷିତ, ମୁଁ ପୁଣି ଆସିବି। ମୁଁ ଜାଣିନାହିଁ ମୁଁ କ'ଣ ଲେଖିଥିଲି। କେବଳ ମୁଁ ସେମାନଙ୍କୁ ଜଣାଇବାକୁ ଚାହୁଁଥିଲି ଚିନ୍ତା କର ନାହିଁ। ଏବଂ ମୁଁ ଚିଠି ପଠାଇ ରଥଯାତ୍ରା ଦେଖିବାକୁ ଗଲି। ମୋ ପିତାମାତାଙ୍କ ଘରେ ସତେ ଯେମିତି ବୋମା ଫୁଟିଲା। ସେମାନେ ମନ୍ଦିରକୁ ଆସିଲେ। ମଧୁ ପଣ୍ଡିତ ପ୍ରଭୁ ସେତେବେଳେ ସଭାପତି ଥିଲେ। ମୋ ପିତାମାତା ତାଙ୍କୁ ଚିତ୍କାର କରୁଥିଲେ, କାନ୍ଦୁଥିଲେ, କ୍ରୋଧ କରୁଥିଲେ, ସବୁକିଛି। ଏବଂ ମୁଁ ଜାଣିଥିଲି ଯେ ଏହା ଏପରି ହେବ, ମୁଁ ଫେରି ଆସିବି। କିନ୍ତୁ ମୁଁ ମୋ ପିତାମାତାଙ୍କୁ ଭେଟିବା ପାଇଁ ସେତେ ଆତ୍ମବିଶ୍ୱାସୀ ନଥିଲି। ତେଣୁ ମୁଁ ସେଦିନ କୋଲକାତାରୁ ବାଙ୍ଗାଲୋର ଆସିଥିଲି ଏବଂ ସେଦିନ ରବିବାର ଥିଲା। ସେମାନେ ଜାଣିନାହାନ୍ତି, ସେମାନେ ଆସି ଚାଲି ଯାଇଥିଲେ। ଏବଂ ତାପରେ ସେଇ ସନ୍ଧ୍ୟାରେ ଏକ ରବିବାର କାର୍ଯ୍ୟକ୍ରମ ଥିଲା। ସେଠାରେ ଏକ ନାଟକ ଥିଲା ଏବଂ ମୁଁ ତରଳ ସୌନ୍ଦର୍ଯ୍ୟ ନାଟକ କରିଥିଲି। ଏବଂ ତାପରେ ପୋଷାକ ଖୋଲି ଟ୍ରେନ୍ ଷ୍ଟେସନକୁ ଦୌଡ଼ିଗଲି। ବାଙ୍ଗାଲୋରରୁ ତ୍ରିଭେନ୍ଦ୍ରମକୁ ଟ୍ରେନ୍ ଧରିଥିଲି। ତେଣୁ ମୁଁ ତ୍ରିଭେନ୍ଦ୍ରମକୁ ଆସିଥିଲି ଏବଂ ମହାସୁନ୍ଦର ସେଠାରେ ମନ୍ଦିର ସଭାପତି ଥିଲେ। ଓହୋ, ଆପଣଙ୍କ ପିଉସୀ ସାଙ୍ଗ? ହଁ, ସେ କିଛି ବର୍ଷ ପୂର୍ବରୁ ଯୋଗ ଦେଇଥିଲେ ଏବଂ ସେ ସେଠାରେ ମନ୍ଦିର ସଭାପତି ଥିଲେ। ତେଣୁ ବର୍ତ୍ତମାନ ସେ ମନ୍ଦିର ସଭାପତି। ସେ କହୁଥିଲେ, ଯାଅ ମୋ ଧୋତି ଧୋଇଦିଅ। ତୁମେ ମୋତେ ତୁମର ଧୋତି ଧୋଇବାକୁ କହୁଛ? ମୁଁ ଅସନ୍ତୁଷ୍ଟ ଥିଲି। ସେ କହୁଥିଲେ, ଯାଅ ମୋ ଧୋତି ଇସ୍ତ୍ରୀ କର, ଧୋଇଦିଅ। କାରଣ ଧୋତି ଧୋଇବା ମୁଁ ଭାବୁଛି ଆଜି ମଧ୍ୟ ସମସ୍ତଙ୍କ ପାଇଁ ଏକ ମହା ସମସ୍ୟା। ଏହା ମୋ ପାଇଁ ବି ଏକ ମହା ସମସ୍ୟା ଥିଲା। ମହାସୁନ୍ଦର ପ୍ରଭୁ ଆପଣଙ୍କୁ ମହା ସମସ୍ୟା ଦେଲେ। ହଁ, ସକାଳେ ଆମେ ସମସ୍ତେ ମଙ୍ଗଳ ଆଳତି ପାଇଁ ତରବରିଆ ହୋଇ ପ୍ରସ୍ତୁତ ହେଉଥାଉ। ସେ କହିବେ, ଯାଅ ମୋ ଗାମୁଛା ଆଣ। ସେ ସଭାପତି ଥିଲେ, ତେଣୁ ଆମକୁ ତାହା କରିବାକୁ ପଡ଼ିବ। ତେଣୁ ମୁଁ ଏହି ପ୍ରକାରର ସମସ୍ତ କାମ କରିବି। ସେ ଯାହା ହଉ, ଏହି ପ୍ରକାରର ଘଟଣା ଘଟୁଥିଲା। ପ୍ରାୟ 3 ମାସ କିମ୍ବା 2-3 ମାସ ପରେ, ମୋର ମନେ ପଡ଼ୁନି, ସେଇଭଳି ହେଇଥିବ। ତେଣୁ ମୁଁ ସାହସ ସଂଗ୍ରହ କରି ବାଙ୍ଗାଲୋର ଆସିଲି। ଧୋତି ଧୋଇବା ତାହେଲେ ଆପଣଙ୍କୁ ସାହସ ପ୍ରଦାନ କଲା? ହଁ, ଠିକ କଥା। ତେଣୁ ମୁଁ ସେଠୁ ଆସି ମାଙ୍କୁ ଭେଟିଲି। ପରେ ମୋ ମା ମୋତେ କହିଲେ ଯେ ମୋ ନିଖୋଜ ଖବର ପାଇବା ମାତ୍ରେ ଏହା ଶୁଣିଲେ ପ୍ରଥମେ ପିତାମାତା କ'ଣ କରନ୍ତି? ସେମାନେ ଜଣେ ଜ୍ୟୋତିଷଙ୍କ ପାଖକୁ ଯାଆନ୍ତି। ଏହା ମୋ କ୍ଷେତ୍ରରେ ଘଟିଲା। ତେଣୁ ମୋ ପିତାମାତା ମୋ କୁଣ୍ଡଳୀ ନେଇ ଜଣେ ଜ୍ୟୋତିଷଙ୍କ ପାଖକୁ ଗଲେ ଏବଂ ଗଭୀର ଭାବରେ ବିଳାପ କଲେ। ସେହି ପ୍ରକାରର ଦୁଃଖ ଥିଲା। ତେଣୁ ଜ୍ୟୋତିଷ ମୋ କୁଣ୍ଡଳୀକୁ ଦେଖିଲେ, ସେ ସେମାନଙ୍କୁ ଦେଖିଲେ ଏବଂ ତାପରେ ସେ ଅଧିକ ଭଲ ଭାବରେ ଦେଖିଲେ ଯେ ଏହି ମଣିଷ କିଏ? ସେମାନେ କହିଲେ, ସେ ଆମ ପୁଅ। ଓ, ସେ ତ ଏବେ ବହୁତ ଅସୁବିଧାରେ ଅଛି। ସେମାନେ କହିଲେ, ହଁ ଠିକ କଥା। ଧୋତି ଧୋଇବା ଏକ ବଡ଼ ଅସୁବିଧା ନା କ'ଣ? ଧୋତି ଧୋଇବା ଅସୁବିଧା ହେଇଯାଇଛି। ତାପରେ ସେମାନେ କହିଲେ, ହଁ ଆମେ ବି ଅସୁବିଧାରେ ଅଛୁ। ତେଣୁ ସେ ଭଲସେ କୁଣ୍ଡଳୀ ଦେଖି କହିଲା ଯେ ହଁ, ଶନି ତାଙ୍କ ଉପରେ ପ୍ରଭାବ ପକାଇଛି। ଶନି ନା ଶୁଣିଲେ ଯେ କେହି ବି ଘାବରେଇ ଯିବ, ଏହା ସାଧାରଣ କଥା। ଏବଂ ଶନିଙ୍କ ପାଖରେ 7ଟି ଚାବୁକ ଅଛି। ଗୋଟିଏ ଚାବୁକ ମଧ୍ୟ ଯଥେଷ୍ଟ ଅଟେ। କିନ୍ତୁ ଶନି ସମସ୍ତ 7ଟି ଚାବୁକ ବ୍ୟବହାର କରୁଛନ୍ତି ଏବଂ ତାକୁ ମାରୁଛନ୍ତି। ତେଣୁ
ସେମାନେ ଭାବିଲେ ଏବେ କ'ଣ କରିବା। ତେଣୁ ସେ କହିଲା ସେ ପ୍ରାୟତଃ ହୁଏତ ସେ ଏବେ ଏକ ହତ୍ୟାକାରୀ କିମ୍ବା ସେହିପରି କିଛି ହେଇଯାଇଛି। ମୋ ପିତାମାତା କହିଲେ ନା ନା ସେପରି ନୁହଁ, ସେ କୌଣସି ହତ୍ୟାକାରୀ ହୋଇନାହିଁ, ଡକାୟତ କିମ୍ବା ଚୋରା ଚାଲାଣକାରୀ ହୋଇନାହିଁ, ସେପରି କିଛି ନାହିଁ। ତେଣୁ ସେମାନେ କହିଲେ ନା ସେମିତି କିଛି ନାହିଁ, ସେ ଏକ ମନ୍ଦିରକୁ ଚାଲିଯାଇଛି ଏବଂ ଆମେ ଜାଣିନାହୁଁ ସେ କେଉଁଠି ଅଛି। ତାପରେ ସେ ଜ୍ୟୋତିଷ କହିଲା ଶନିଙ୍କ ଠାରୁ ଉଚ୍ଚ କେହି ତାକୁ ନିୟନ୍ତ୍ରଣ କରି ସୁରକ୍ଷା ଦଉଛନ୍ତି। ହରି ବୋଲ। ତେଣୁ ତାପରେ ସେମାନେ ବାହାରକୁ ଆସିଲେ ଏବଂ ମୋ ମାଙ୍କୁ କିଛି ମନେ ପଡ଼ିଲା। ମୁଁ ଯେତେବେଳେ କଲେଜରୁ ସ୍କୁଲରେ ପଢ଼ୁଥିଲି ମୁଁ ତାଙ୍କ ସହିତ କଥା ହେଉଥିଲି ଯେ କୃଷ୍ଣ ହେଉଛନ୍ତି ପରମ ବ୍ୟକ୍ତିତ୍ୱ, ସମସ୍ତ ପ୍ରଭୁପାଦଙ୍କ ଶିକ୍ଷା ହିଁ ସମସ୍ତ ଦେବତା ନିୟନ୍ତ୍ରଣରେ ଅଛନ୍ତି। ତାପରେ ମୁଁ ତାଙ୍କୁ ଏହି କଥା ଗୁଡ଼ିକ କହୁଥିଲି ଯେ ହଁ ଏତେ ଦେବତା ଅଛନ୍ତି କିନ୍ତୁ କୃଷ୍ଣ ହେଉଛନ୍ତି ପରମ। ଆପଣ ମାଙ୍କୁ ପ୍ରଚାର କରୁଥିଲେ? ହଁ। ଏବଂ ତାପରେ ପୁରନ୍ଦର ଦାସଙ୍କ ଗୋଟିଏ ଗୀତ ଥିଲା, ସମସ୍ତ ଗ୍ରହମାନଙ୍କ ସମସ୍ତ ନିୟନ୍ତ୍ରକ ହେଉଛନ୍ତି କୃଷ୍ଣ ପିଠଳ। ସେହି ଗୀତଟି ଥିଲା। ମୁଁ ମୋ ମାଙ୍କୁ ସେ ଗୀତଟି କହୁଥିଲି। ତାପରେ ସେ ମୋତେ କହିଲେ ମୁଁ ତାହା ମନେ ରଖିଥିଲି। ତେଣୁ ଏହାର ଅର୍ଥ ହେଉଛି କୃଷ୍ଣ ତାକୁ ସୁରକ୍ଷା ଦେଉଛନ୍ତି। ତଥାପି ସେ ବିଳାପ କରୁଥିଲା। ତାପରେ ସେ ଆମ ପିତାମାତାଙ୍କ ଘର ପଛରେ ଥିବା ଗୋଟିଏ ମନ୍ଦିରକୁ ଗଲା। ସେଠାରେ ଗୋଟିଏ ହନୁମାନ ମନ୍ଦିର ଅଛି। ତେଣୁ ସେ ଥରେ ହନୁମାନ ମନ୍ଦିରକୁ ଯାଇ ପୁଣି ଥରେ ହନୁମାନଙ୍କ ଆଗରେ କାନ୍ଦିବାକୁ ଲାଗିଲା। ତେଣୁ ପୂଜାରୀ କିଛି ଆଳତି କରୁଥିଲେ। ତାପରେ ଡାହାଣ କିମ୍ବା ବାମ ପାର୍ଶ୍ୱରୁ ଗୋଟିଏ ଫୁଲ ତଳେ ପଡ଼ିଗଲା। କିଛି ବିଶ୍ୱାସ ଅଛି ସେହିପରି ଲୋକମାନଙ୍କର। ତେଣୁ ସେହି ପୁରୋହିତ ଫୁଲଟି ଉଠାଇ ପଛକୁ ଚାହିଁଲେ। ମୋ ମା ବ୍ୟତୀତ ଆଉ କେହି ସେଠାରେ ନଥିଲେ। ସେ ଆସି ଫୁଲ ତାଙ୍କୁ ଦେଇ କହିଲେ ତୁମେ କ'ଣ ପ୍ରାର୍ଥନା କରୁଛ ମୁଁ ଜାଣିନାହିଁ, କିନ୍ତୁ ହନୁମାନ ତୁମକୁ ଆଶୀର୍ବାଦ ଦେଉଛନ୍ତି, ଦୟାକରି ନିଅ। ମା କହିଲେ ମୋ ପୁଅ କେଉଁଠି ଅଛି, ସେ ସୁରକ୍ଷିତ ଅଛି କି ନାହିଁ, ସେ ଠିକ୍ ଅଛି କି ନାହିଁ। ତେଣୁ ଏହି ପ୍ରକାରର ତାକୁ ଏକ ଆଶ୍ୱାସନା ମିଳିଲା। ଆଉ ଏକ ଘଟଣା ବାଙ୍ଗାଲୋରର ଧର୍ମସ୍ଥଳ ନାମକ ଗୋଟିଏ ସ୍ଥାନରେ ଘଟିଲା। ଆମେ ଏ ବିଷୟରେ କଥା ହେଇଥିଲୁ। ଧର୍ମସ୍ଥଳରେ ଜଣେ ଧର୍ମାଧିକାରୀ, ଜଣେ ଶ୍ରୀ ଦେବେନ୍ଦ୍ର ହେଗଡ଼େ, ଜଣେ ବୃଦ୍ଧ ବ୍ୟକ୍ତି, ବର୍ତ୍ତମାନ ସେ ବହୁତ ବୃଦ୍ଧ, ସେହି ସମୟରେ ମଧ୍ୟ ସେ କ'ଣ କରନ୍ତି, ଲୋକମାନେ ମନ୍ଦିରରେ ଦର୍ଶନ କରିବା ପରେ ତାଙ୍କର ଅପରାହ୍ନରେ ଏକ ପ୍ରକାରର କାର୍ଯ୍ୟକଳାପ ଅଛି। ସେ ଅପରାହ୍ନ 1ରୁ 3ଟା କିମ୍ବା 4ଟା ପର୍ଯ୍ୟନ୍ତ ବସିଥାନ୍ତି। ବହୁତ ଲୋକ ଧାଡ଼ିରେ ଠିଆ ହୁଅନ୍ତି। ତାପରେ ସେମାନେ ନିଜର ସମସ୍ୟା ବିଷୟରେ କୁହନ୍ତି, ଏହି ସମସ୍ୟା ସେହି ସମସ୍ୟା। ତାଙ୍କର ଜଣେ ସହାୟକ ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ବସିଥିବ। ସେମାନେ ଗରିବ ଲୋକଙ୍କୁ 100 ଟଙ୍କା, 200 ଟଙ୍କା, 500 ଟଙ୍କା ଏହିପରି ଦିଅନ୍ତି ଏବଂ ସେମାନେ ତାଙ୍କୁ ଧନ୍ୟବାଦ ଦେଇ ଚାଲିଯିବେ। ତେଣୁ ମୋ ପିତାମାତା ମଧ୍ୟ ସେଠାକୁ ଯାଇଥିଲେ। ମୋ ପିତାମାତା ସେଠି ଗଲେ ଏବଂ ତାଙ୍କୁ ବୁଝାଇଲେ ଯେ ଆମର ପୁଅ ଇସ୍କନକୁ ଚାଲିଯାଇଛି। ସେମାନେ କାନ୍ଦୁଥିଲେ। ସମସ୍ତ ପ୍ରକାରର ସମସ୍ୟା ଥିବା ଲୋକମାନେ ତାଙ୍କ ପାଖକୁ ଯାଆନ୍ତି। ମୋ ପିତାମାତାଙ୍କ କଥା ଶୁଣି ସେ କହିଲେ ଦୟାକରି ଅପେକ୍ଷା କରନ୍ତୁ। ତାଙ୍କ ସହାୟକଙ୍କୁ କହିଲେ ସେମାନଙ୍କୁ ଅନ୍ୟ କୋଠରୀକୁ ନେଇଯାଅ ଏବଂ ଅପେକ୍ଷା କର। ତେଣୁ ସେ ଅନ୍ୟ ସମସ୍ତ ଗରିବ ଲୋକଙ୍କ କଥା ବୁଝିଲେ ଏବଂ ତାପରେ ସେ ତାଙ୍କ ପାଖକୁ ଆସିଲେ ଏବଂ ତାପରେ ସେ ସେମାନଙ୍କ କଥା ଶୁଣିଲେ। ତେଣୁ ସେ ସେମାନଙ୍କୁ ପଚାରିଲେ କ'ଣ ହୋଇଛି। ତେଣୁ ସେ କହିଲେ ଆମ ପୁଅ ଏହିପରି, ଆମେ ତାକୁ ଶିକ୍ଷା ଦେଲୁ, ଏବେ ସେ ଚାଲିଯାଇଛି, ଇସ୍କନରେ ଯୋଗ ଦେଇଛି, ମୁଁ ଜାଣିନାହିଁ ସେ କୋଉଠି ଅଛି। ତେଣୁ ସେ ଆମ ପରିବାର ବିଷୟରେ ଜାଣିଲେ। ତାପରେ ସେ ମୋ ପିତାମାତାଙ୍କୁ ଭଲସେ ବୁଝାଇଲେ ତୁମେ ଦେଖ, ଖ୍ରୀଷ୍ଟିଆନ ପରିବାର ଗୁଡ଼ିକରେ ଯଦି ସେମାନଙ୍କ ପୁଅ କିମ୍ବା ଝିଅ ଚର୍ଚ୍ଚରେ ଯୋଗ ଦିଏ, ତେବେ ସେମାନେ ସେମାନଙ୍କ ସମସ୍ତ ପରିବାର, ବନ୍ଧୁ, ସମ୍ପର୍କୀୟଙ୍କୁ ଡାକି ଭଲସେ ପାର୍ଟି କରିବେ, ଖୁସି ହେବେ, ସେମାନେ ପାଳନ କରିବେ। ଆମେ ଆମର ପୁଅ ଝିଅଙ୍କୁ ଈଶ୍ୱରଙ୍କ ସେବା କରିବା ପାଇଁ ଚର୍ଚ୍ଚକୁ ପଠାଉଛୁ। ତୁମେ କହୁଛ ଯେ ତୁମେ ତୁମର
ପୁଅ ମନ୍ଦିରରେ କୃଷ୍ଣଙ୍କ ସେବା କରିବାକୁ ଯାଇଛି ଏବଂ ତୁମେ କାନ୍ଦୁଛ? ଏହା ଠିକ ନୁହଁ। ତୁମେ ତ ଏବେ ଖୁସି ହେବା ଦରକାର। ସେ ତାଙ୍କୁ ବୁଝାଇଲେ ଏବଂ ସେମାନେ ବୁଝିଗଲେ ଯେ ହଁ ହଁ ଠିକ ଅଛି। ତେଣୁ ଏହିପରି ଯଦିଓ ମୁଁ ନିଖୋଜ ଥିଲି, ସେମାନେ ଜାଣିନଥିଲେ କୃଷ୍ଣ ବିଭିନ୍ନ ଉପାୟରେ ଫୁଲ, ହନୁମାନର ପ୍ରସାଦ ଫୁଲ ଏବଂ ବିଭିନ୍ନ ଘଟୁଥିବା ଘଟଣା ଜରିଆରେ ସେମାନଙ୍କୁ ଭାବପ୍ରବଣ ଏବଂ ଏକ ପ୍ରକାରର ସମର୍ଥନ ଦେଉଥିଲେ। ତେଣୁ ପରେ ମୋ ମା କହିଲେ ମୋତେ ଯେ ଏହି ସବୁ ପ୍ରକାରର ଘଟଣା ଘଟିଛି। ତାପରେ ଅବଶ୍ୟ ଆଉ ଏକ କଥା ଯାହା ମୋ ମା ମୋତେ କହିଥିଲା, ତୁ ଆସେ ନାହିଁ, କାରଣ ମୁଁ ବ୍ରହ୍ମଚାରୀ ପୋଷାକ ପିନ୍ଧିଥିଲି। ତେଣୁ ସେ ମୋତେ କହିଲେ ଦିନରେ ଆସ ନାହିଁ। ଆମର ଗୋଟେ ସ୍କୁଟର ଥିଲା। ମୁଁ ଏକ ସ୍କୁଟରରେ ଘରକୁ ଯାଏ। ତେଣୁ ସମସ୍ତ ପଡ଼ୋଶୀ ଦେଖିବେ ଯେ ଏ ସାଧୁ କିଏ ଯେ ଘରକୁ ଆସିଛି, ଆମକୁ ଉତ୍ତର ଦେବାକୁ ପଡ଼ିବ। ତେଣୁ ତୁ ରାତିରେ ଆସେ। ଯେତେବେଳେ ତୁ ରାତିରେ ଆସିବୁ ହେଲମେଟ ପିନ୍ଧିବୁ। ତାପରେ ସେମାନେ ଜାଣିପାରିବେ ନାହିଁ। ଭିତରକୁ ଆସିବା ପରେ ଆମେ ଦ୍ୱାର ବନ୍ଦ କରିଦେବୁ। ତାପରେ ତୁ ତୋର ହେଲମେଟ କାଢ଼ିପାରିବୁ। ଏହିସବୁ କାରଣ ଏହା ସେମାନଙ୍କ ପାଇଁ ଏକ ସାମାଜିକ କଥା ଯେ ପରିବାର ପଡ଼ୋଶୀଙ୍କୁ କିଛି ଉତ୍ତର ଦେବାକୁ ପଡ଼ିବ, କିଛି ସେହିଭଳି। ତେଣୁ ମୁଁ ସେହି କାନ୍ଦ, ଦୁଃଖ, ବିଳାପର ତୀବ୍ରତା ଦେଖିପାରୁଥିଲି ଯାହା ମୋ ମା ଗତି କରୁଥିଲା। ତେଣୁ କିଛି ମାସ ପରେ ଯେତେବେଳେ ମୁଁ ଘରକୁ ରାତିରେ ଯାଏ ମୋ ମା ପାଖକୁ, ଯେମିତି ମୋ ମା ମୋତେ କହିଥିଲା, କେତେବେଳେ ମୋ ମା ଦ୍ୱାର ଖୋଲି କହିବ ତୁ ଶୀଘ୍ର ବସି ପଡ଼େ, ମୁଁ ସିନେମା ଦେଖୁଛି, ଟିଭି ସିରିଏଲ ଦେଖୁଛି କିମ୍ବା ସେଇ କିଛି। ମୋତେ 10 ମିନିଟ୍ ଅପେକ୍ଷା କରିବାକୁ ପଡ଼େ, ତାପରେ ଆମେ କଥା ହେବା। କିଛି ଦିନ ଆଗରୁ ମୋ ନିଖୋଜ ଖବର ଏତେ ବଡ଼ ସମସ୍ୟା ଥିଲା, କିନ୍ତୁ ଏବେ ତାହା ସେମାନେ ଭୁଲି ସାରିଥିଲେ। ଏହିସବୁ ମୁଁ କେବଳ କହୁଛି, ଏହା ବାସ୍ତବତା ଯେ ଆମକୁ ଚିନ୍ତିତ ହେବା ଉଚିତ ନୁହଁ। ଆମେ ସାଧାରଣତଃ ଭାବୁ ଯେ ସାରା ଜୀବନ ସେମାନେ ଏପରି ରହିବେ। ନା, ସେମାନଙ୍କ ପାଇଁ ଜୀବନ ସ୍ୱାଭାବିକତାକୁ ଫେରିବ ଏବଂ ଆଗକୁ ଏହା ସ୍ୱାଭାବିକ ହୋଇଗଲା। ଆପଣ ଯେତେବେଳେ ପ୍ରତିଷ୍ଠାନରୁ ଆସି ନିୟମିତ ମନ୍ଦିର ଦର୍ଶନ କରୁଥିଲେ, ସେତେବେଳେ ଆପଣଙ୍କୁ ଏହି ଆଶଙ୍କା ଥିଲା ଯେ ସକାଳ କାର୍ଯ୍ୟକ୍ରମ ପରେ ଭକ୍ତମାନେ କ'ଣ କରିବେ। ତାପରେ ଆପଣ ହଠାତ୍ ମାୟାପୁରକୁ ଗଲେ। ତାପରେ ଆପଣ କିଛି ଫାଇଲ ଗୁଡ଼ିକ ଦେଖିଲେ। ସେଇ ଘଟଣାରୁ ଆପଣଙ୍କୁ କ'ଣ ପ୍ରେରଣା ଦେଇଥିଲା କିଛି କହିପାରିବେ କି ଆମକୁ? ଠିକ ଅଛି। ତେଣୁ ଆଉ ଏକ ଘଟଣା ଘଟିଥିଲା। କୌଣସି ସମୟରେ ଏହି ଭାବନା ସମସ୍ତଙ୍କୁ ନିଶ୍ଚିତ ଭାବେ ଆସେ ଯେ ମୁଁ କ'ଣ ସବୁକିଛି ତ୍ୟାଗ କରି ଯୋଗ ଦେବି କି? ଏବଂ ଏହା ବହୁତ ଭଲ ଯେ ପ୍ରଭୁପାଦ କହିଛନ୍ତି ଯେ ଆମକୁ କୃଷ୍ଣଙ୍କ ସେବା କରିବାକୁ ପଡ଼ିବ। ऋषिकेन ऋषिकेश सेवनम सर्वधर्मां परित्यज्य मामेकं शरणं व्रज। କୃଷ୍ଣ ଏତେ ସ୍ପଷ୍ଟ ଭାବରେ କହିଛନ୍ତି, ଅନ୍ୟ ସମସ୍ତ ଚିନ୍ତାଧାରା ତ୍ୟାଗ କର, ମୋ ନିକଟରେ ସମର୍ପଣ କର। ତୁମେ ପ୍ରେରଣା ପାଇବ ଯେ କୃଷ୍ଣ ଏହି କଥା କହୁଛନ୍ତି, ପ୍ରଭୁପାଦ କହୁଛନ୍ତି, ଆମକୁ ଅନୁରୋଧ କରୁଛନ୍ତି। ଦିନେ ବାଙ୍ଗାଲୋର ମନ୍ଦିରରେ ସକାଳର କାର୍ଯ୍ୟକ୍ରମ ପରେ, ଏହା କର୍ଡ ରୋଡ ମନ୍ଦିରର ପଶ୍ଚିମରେ ଥିବା କର୍ଡ ରୋଡରେ ଥିଲା। ମୁଁ ଏହି କଥା ମନେ ରଖିଛି ଯେ ଭକ୍ତମାନେ ମୋତେ ପ୍ରସାଦ ଖାଇବାକୁ ବାଧ୍ୟ କରୁଥିଲେ, କିନ୍ତୁ ତାହାକୁ ମୁଁ ଖାଏ ନାହିଁ। ଏଥିପାଇଁ ନୁହେଁ ଯେ ମୋ ପିତାମାତା କହିଥିଲେ ଯେ ସେମାନେ କିଛି ଔଷଧ ସେଥିରେ ଦେଇଦେବେ, କିନ୍ତୁ କିଛି ପ୍ରକାରର ଦ୍ୱିଧା, ମଧ୍ୟବିତ୍ତ ମୂଲ୍ୟବୋଧ। ତୁମେ କୌଣସି ସ୍ଥାନକୁ ଯିବା ଉଚିତ, ଖାଅ ନାହିଁ। ହୁଏତ ତୁମେ କିଛି ନେଇ ଆସିବ, ସେପରି ଖାଦ୍ୟ ଖାଇବ ନାହିଁ। କିନ୍ତୁ ଇସ୍କନରେ ଆମେ ସବୁବେଳେ ପ୍ରସାଦ ଖାଇବାକୁ ଜିଦ୍ କରୁ। ଭକ୍ତମାନେ ମୋତେ ଆଶ୍ରମ ପ୍ରସାଦ ହଲକୁ ଟାଣି ଆଣି ଖୁଆଇବାକୁ ଦେଉଥିଲେ। ତେଣୁ ଗୋଟିଏ ଦିନ ମୁଁ ସକାଳେ ଦର୍ଶନ ଆଳତି କଲି, ଗୁରୁ ପୂଜା, ଜୋରଦାର କୀର୍ତ୍ତନ କଲି, ତାପରେ ପ୍ରସାଦ ଖାଇଲି। ପ୍ରସାଦ ପରେ ମୁଁ ହାତ ଧୋଇଲି ଏବଂ ହାତ ଧୋଇବା ପାଖରେ ବ୍ରହ୍ମଚାରୀ ଆଶ୍ରମ ଥିଲା। ତେଣୁ ମୁଁ ଦ୍ୱାର ଠେଲିଲି। କେବଳ ମୁଁ କୌତୂହଳୀ ଥିଲି ଯେ ଭିତରେ କ'ଣ ଅଛି। 2 କିମ୍ବା 3 ଜଣ ବ୍ରହ୍ମଚାରୀ ଥିଲେ। ସେମାନେ ସମସ୍ତେ ଶୋଇପଡ଼ିଥିଲେ। ସେମାନଙ୍କୁ ଦେଖି ମୁଁ ଚିନ୍ତା କରିଲି ଯେ ମୁଁ ତ ପ୍ରତିଷ୍ଠାନ ଶିକ୍ଷା ଛାଡ଼ିଦେଲି, ସେଇ ସବୁ ଜିନିଷ ଛାଡ଼ିଦେଲି। ମୋତେ ଏପରି ଶୋଇବାକୁ ପଡ଼ିବ, ଏହିପରି ଜୀବନ ବିତେଇବାକୁ ପଡ଼ିବ।
କୌଣସି କାର୍ଯ୍ୟକଳାପ ହେବ ନାହିଁ। ଭୟ ଥିଲା। ଏହା ସେଇଦିନ ଭଳି ନଥିଲା ଯେତେବେଳେ ଲୋକ କାର୍ଯ୍ୟକ୍ରମ ହେବ। ଜଣେ ଲୋକ ମାର୍ଗଦର୍ଶକ ଥିବ ଯିଏ ତୁମକୁ ମାର୍ଗଦର୍ଶନ କରିବେ ଏବଂ କହୁଛନ୍ତି ଯେ ତୁମକୁ ସେହି ଜିନିଷ ଗୁଡ଼ିକ ମଧ୍ୟରୁ କୌଣସିଟିକୁ ନେବାକୁ ପଡ଼ିବ ନାହିଁ। ଏହି ସମସ୍ତ ପ୍ରେରଣା ଯେବେଠାରୁ ଆସେ, ତେଣୁ ଏହା ଏକ ପ୍ରକାର ପଶ୍ଚାତ ଧାବନ ସୃଷ୍ଟି କରିଲା ଯେ ଜୀବନ କ'ଣ ହେବ। ତେଣୁ ଏହା କେବଳ ଏହିପରି ହେବ। ଏବଂ ତାପରେ ଯଦିଓ ମୁଁ ଏସବୁ କହୁଛି, ଏବେ ଏହା ସ୍ପଷ୍ଟ ନଥିଲା। ବର୍ତ୍ତମାନ ମୁଁ ଏହାକୁ ପ୍ରକାଶ କରିବାରେ ସକ୍ଷମ ଅଟେ। କୌଣସି ସ୍ଥାନରେ ଏକ ଛାପ ପ୍ରକାଶ କରିଛି। ତାପରେ ଗୋଟିଏ ଦିନ ମୁଁ ମାୟାପୁର ଗଲି। ଆମେ ପୂର୍ବରୁ ମାୟାପୁର ଯାଉଥିଲୁ। ଯେପରି ମୁଁ ରାମନବମୀ କିମ୍ବା କୌଣସି ଗୁରୁତ୍ୱପୂର୍ଣ୍ଣ କାରଣ ବିଷୟରେ କହିଥିଲି। ତେଣୁ ମାୟାପୁରରେ ରାମନବମୀ ଉତ୍ସବ ପରେ ଆମେ ଏକ ବସ୍ ଧରିବାକୁ ଯାଉଥିଲୁ। କିଛି ଭଡ଼ା ବସ୍ ମାୟାପୁରରୁ କଲିକତା ଏବଂ କଲିକତାରୁ କଲିକତା ମନ୍ଦିରକୁ। ସେଠାରେ ମଧ୍ୟାହ୍ନ ଭୋଜନ କରି ହାଓଡ଼ା ଷ୍ଟେସନ ଯିବା ପାଇଁ, ଟ୍ରେନ୍ ଧରି ବାଙ୍ଗାଲୋର ଆସିବା ପାଇଁ ତାହା ଯୋଜନା ଥିଲା। ତେଣୁ ବସ୍ ଭିତରକୁ ପ୍ରବେଶ କରିବା ପୂର୍ବରୁ ଏକ ଲମ୍ବା କୋଠାରୁ, ତେଣୁ ମୁଁ ଭାବିଲି ମୁଁ ସ୍ନାନ ଘରକୁ ଯିବି। ତେଣୁ ମୁଁ ଶୀଘ୍ର ଶୀଘ୍ର ସେଠିକୁ ଚାଲିଗଲି ଏବଂ ରୁମ୍ ଗୁଡ଼ିକ ସମସ୍ତ ସମାନ ଥିଲା। ତେଣୁ ମୁଁ ଭାବିଲି ମୁଁ ସ୍ନାନ ଘରକୁ ଶୀଘ୍ର ଯିବି। ମୁଁ ବୋର୍ଡଟିକୁ ଠିକ୍ ଭାବରେ ଦେଖିପାରିନଥିଲି। ଏହା କାହାର ଅଫିସ୍ ଥିଲା ଏବଂ ମୁଁ ଭିତରକୁ ଯିବା ସମୟରେ ଅଟକି ଗଲି। ଦେଖିଲି ଓ ମୁଁ ଭୁଲ ସ୍ଥାନରେ ଆସିଛି ଏବଂ ବାହାରକୁ ଆସିଲି। କିନ୍ତୁ ମୋର ଗୋଟିଏ ଚିତ୍ର ମନକୁ ଆସିଲା। ଜଣେ ଭକ୍ତ କାଗଜ, ପୁସ୍ତକ ଏବଂ ଫାଇଲରେ ପୂର୍ଣ୍ଣ ଏକ ଡେସ୍କ ପଛରେ ବସିଥିଲେ। ଏହି ପ୍ରକାରର ଜିନିଷ ଏବଂ ହୁଏତ ତାଙ୍କର ଏକ କମ୍ପ୍ୟୁଟର ଥିଲା, ଯାହା ମୁଁ ମନେ ରଖିପାରୁନାହିଁ। ବୋଧହୁଏ କମ୍ପ୍ୟୁଟର ନଥିଲା। ଏବେ ମୁଁ 84 ପୂର୍ବରୁ କିମ୍ବା 83-80 ବିଷୟରେ କହୁଛି। ତେଣୁ ମୁଁ କମ୍ପ୍ୟୁଟର ବିଷୟରେ ତୁମମାନଙ୍କୁ ଏକ ସୁନ୍ଦର କାହାଣୀ କହିବି। ତେଣୁ ମୁଁ ଦେଖିଲି ଏବଂ ତାପରେ ଏହା ମୋ ଭିତରେ ଏକ ଭାବନା ସୃଷ୍ଟି କଲା। ନା, ଇସ୍କନରେ ବହୁତ ବୁଦ୍ଧିମାନ କାମ କରାଯାଇପାରିବ। କେବଳ ସକାଳ କାର୍ଯ୍ୟକ୍ରମ ପରେ ତୁମେ ଯାଇ ଶୋଇପଡ଼ିବ ତାହା ନୁହେଁ। ବହୁତ କାମ ଅଛି। ସେଇ ପ୍ରତିଛବିରୁ ଏଇ ପ୍ରତିଛବିକୁ ମୁଁ ସ୍ଥିର କଲି ଯେ ନା, ଏବେ ମୁଁ ଯୋଗ ଦେବି। ଯେପରି କୃଷ୍ଣ ଏହି ପ୍ରକାରର ପ୍ରେରଣା ଦେଉଥିଲେ। ମୁଁ ଭାବୁଛି ପରମାତ୍ମା, ଭୟ କରିବା ଉଚିତ ନୁହଁ। ଭଲ କାମ ଅଛି, ବୁଦ୍ଧିମାନ କାମ ଅଛି। ଏହା ମୋର ଭୟ ଥିଲା। ଯଦି ମୁଁ ଯୋଗ ଦିଏ ଆଉ କିଛି ରହିବ ନାହିଁ, କ'ଣ ହେବ? କିଛି ଭୟ ଥିଲା ଏବଂ ସେଇ ଭୟ ମୋତେ ମିଳିଥିବା ସେଇ ଛୋଟ ଛୋଟ ଚିତ୍ର ଦ୍ୱାରା ପ୍ରଶମିତ ହେଉଥିଲା। ଏହିପରି ଛୋଟ ଛୋଟ ଜିନିଷ ସେହି ଯୁବ ମନରେ 20 ବର୍ଷ। ମୁଁ ଭାବୁଛି ତେଣୁ ସେତେବେଳେ କମ୍ପ୍ୟୁଟର ପ୍ରଯୁକ୍ତିବିଦ୍ୟା, କୌଣସି ବ୍ୟକ୍ତିଗତ କମ୍ପ୍ୟୁଟର ନଥିଲା। ଏହା ଭାରତୀୟ ବିଜ୍ଞାନ ସଂସ୍ଥାନରେ ଥିଲା। ଏହା ମେନ୍ ଫ୍ରେମ୍ କମ୍ପ୍ୟୁଟର ଥିଲା। ତୁମେ କାର୍ଡ ପଞ୍ଚ କରିବ, ଏକ କୋଠରୀ ହେବ। ସମସ୍ତ ଛାତ୍ର ସେଠାରେ ଧାଡ଼ିରେ ଠିଆ ହେବେ ଏବଂ ଆମେ ପଞ୍ଚ କରି ତାପରେ କାର୍ଡର ଗୁଚ୍ଛ ନେବୁ। ତୁମେମାନେ କେବେ ଏହି ପ୍ରକାରର ଜିନିଷ ଜାଣିପାରିବ ନାହିଁ। ତେଣୁ ଆମେ ଏହି କାର୍ଡ ଗୁଡ଼ିକୁ ନେଇ କମ୍ପ୍ୟୁଟର ବିଭାଗକୁ ଦେବୁ। ସେଠାରେ ଏକ କାର୍ଡ ରିଡର ଅଛି, ପଞ୍ଚ କାର୍ଡ ରିଡର ଅଛି। କାର୍ଡ ରିଡ୍ ହେବା ପରେ ତାପରେ ତୁମେ କିଛି ପ୍ରୋଗ୍ରାମ ଲେଖିବ। ତୁମେ ଫୋର୍ଟ୍ରାନ୍, ପାସ୍କାଲ ଲେଖିବ, ଶିଖିବ। ସେହିଦିନ ଆମେ ସେ ପ୍ରୋଗ୍ରାମ ଗୁଡ଼ିକୁ ଶିଖିଥିଲୁ ଏବଂ ତାପରେ ଆମେ ସେଗୁଡ଼ିକୁ ଲେଖିବୁ। ଏବଂ ତାପରେ ତୁମେ, ଯଦି ତୁମେ ସକାଳେ ଦିଅ, ତୁମେ ସନ୍ଧ୍ୟାରେ ଫେରି ଆସିପାରିବ। ଏବଂ ତାପରେ ଏକ ପାସୱାର୍ଡ ରହିବ, ତୁମକୁ କହିବାକୁ ପଡ଼ିବ ଏବଂ ସେମାନେ ଖୋଜିବେ। ସେମାନେ ତୁମକୁ ଏକ ପ୍ରିଣ୍ଟ ଆଉଟ୍ ଦେବେ। ଏହା କମ୍ପ୍ୟୁଟର କିମ୍ବା ସିଷ୍ଟମର ଗତି ଥିଲା। ବେଳେବେଳେ ପ୍ରୋଗ୍ରାମରେ ତ୍ରୁଟି ଥାଇପାରେ। ତୁମେ ଆସିବ, 8 ଘଣ୍ଟା ପରେ ଲେଖିବ, ସିଣ୍ଟାକ୍ସ ତ୍ରୁଟି ରହିବ। ତେଣୁ ତୁମକୁ ପୁଣି ଥରେ ଏହାକୁ ସଂଶୋଧନ କରିବାକୁ ପଡ଼ିବ। ତାପରେ ପୁଣି ଥରେ ଏହାକୁ ପୁନଃ ପଞ୍ଚ କରିବାକୁ ପଡ଼ିବ। ଯେତେବେଳେ ମୁଁ ଭାବୁଥିଲି କି ମୁଁ ଇସ୍କନରେ ଯୋଗ ଦେବି,
कंप्यूटर काम सबकिछि चलीजिव आमर कंप्यूटर क्यारियर रहिबो नाही मु भाबुथिली जे सबकिछि चलीजिव मु एमिति भाबुथिली एवं मु तुमको କହିବି ଯେ 1985 ମସିହାରେ ଆମେରିକାରେ ବ୍ୟକ୍ତିଗତ କମ୍ପ୍ୟୁଟର ଆସିଥିଲା ଭାରତରେ ନୁହଁ କମ୍ପ୍ୟୁଟରର ବିପ୍ଳବ ହେଉଥିଲା ଏବଂ ସେଠାରେ ଜଣେ ଭକ୍ତ ଥିଲେ ଯିଏ ଆମେରିକାରୁ ଆସିଥିଲେ ସେ ଆମେରିକା ଫେରି ଯାଉଥିଲେ ସେ କହିଲେ ମୁଁ ଏହି କମ୍ପ୍ୟୁଟରକୁ ତୁମ ମନ୍ଦିର ବ୍ୟବହାର ପାଇଁ ଛାଡ଼ିଦେବି କି ମଧୁ ପଣ୍ଡିତ ପ୍ରଭୁ କହିଲେ ହଁ କେତେ ଟଙ୍କା ଦେବାକୁ ପଡ଼ିବ ସେ କହିଲେ ପ୍ରାୟ 30,000 ଟଙ୍କା ଏହା ସେତେବେଳେ ବହୁତ ବଡ଼ ପରିମାଣ ଥିଲା ଆମେ 30,000 ଟଙ୍କା ଦେଇ ସେ କମ୍ପ୍ୟୁଟର କିଣିଲୁ ମଧୁ ପଣ୍ଡିତ ପ୍ରଭୁ ମୋତେ ଡାକିଲେ ମୋ ଅଫିସରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କଲୁ ଏବଂ ସେ କହିଲେ ଯେ ଏହି କମ୍ପ୍ୟୁଟର ସେଠାରେ ରହିବ ସମସ୍ତ ସାବଧାନତାର ସହ ତୁମେ ଏହାକୁ ବ୍ୟବହାର କରିବ ତୁମେ ଆଜୀବନ ସଦସ୍ୟଙ୍କ କିଛି ତଥ୍ୟ ରଖିବ ଏବଂ ସେଇଭଳି କିଛି ତେଣୁ ମୁଁ ସେତେବେଳେ ବ୍ରହ୍ମଚାରୀ ଥିଲି ମୁଁ କେବଳ ମୋ ଅଫିସରେ ରହୁଥିଲି ମୋ ଅଫିସ ଶୋଇବା କାମ ସବୁକିଛି ସେଠାରେ ଥିଲା ତେଣୁ ମୋ ଅଫିସ ଏବଂ ମୋ ଆଶ୍ରମ ଘରେ କମ୍ପ୍ୟୁଟର ସଜାଯାଇଥିଲା ମୁଁ ଚିନ୍ତା କରିଲି ଯେ ମୁଁ ତ କମ୍ପ୍ୟୁଟରକୁ ଝୁରିବି କିନ୍ତୁ ଦେଖ କିପରି କୃଷ୍ଣ ଏକ ବ୍ୟକ୍ତିଗତ କମ୍ପ୍ୟୁଟର ଆଣିଦେଲେ ଏବଂ ଗୋଟିଏ ପ୍ରିଣ୍ଟର ମୋ କାର୍ଯ୍ୟାଳୟରେ ସ୍ଥାପିତ ହୋଇଗଲା ତେଣୁ ମୁଁ ଅନୁଭବ କଲି ଯେ ଯଦି ତୁମେ କୃଷ୍ଣଙ୍କ ସେବା କରିବାକୁ ଚାହୁଁଛ ତେବେ କୃଷ୍ଣ ତୁମକୁ କେବେ ବି ବଞ୍ଚିତ କରିବେ ନାହିଁ କୃଷ୍ଣ ଆମର ସମସ୍ତ ବିଭିନ୍ନ ଭୌତିକ ଆକାଂକ୍ଷା ଏବଂ ଇଚ୍ଛା ପ୍ରତି ସମ୍ବେଦନଶୀଳ ଅଟନ୍ତି ଏବଂ କୃଷ୍ଣ ତାଙ୍କ ସେବାରେ ଏକ ଅତି ସୁନ୍ଦର ଉପାୟରେ ସେଗୁଡ଼ିକୁ ପୂରଣ କରିବେ ତେଣୁ ଏହା ମୋ ପାଇଁ ଏକ ମହାନ ସାକ୍ଷ୍ୟ ହୋଇଛି ଅନେକ ଥର ମୁଁ ଏହା ଅନୁଭବ କରିପାରିଛି ଆପଣ ଲୋକ ପ୍ରଚାରକୁ ଆନୁଷ୍ଠାନିକ ଭାବରେ ଆରମ୍ଭ କରିଥିଲେ ତାହା ସେତେବେଳେ ନଥିଲା କିନ୍ତୁ ଆପଣ ମଧୁ ପଣ୍ଡିତ ପ୍ରଭୁଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ଯେତେବେଳେ ଆପଣ ମାୟାପୁର ଯାଇ ବୁଦ୍ଧିଜୀବୀ ଶ୍ରେଣୀର ଲୋକଙ୍କୁ ପ୍ରଚାର କରିବା ପାଇଁ ଗମ୍ଭୀରତା ସହ ନେଲେ କିନ୍ତୁ ଆଜିକାଲି ଯେତେବେଳେ ଆମେ ପ୍ରତିଷ୍ଠାନକୁ ଯାଉ ଆମର ଲାଲ କାର୍ପେଟ ସ୍ୱାଗତ ହୁଏ ଇସ୍କନ ଭକ୍ତଙ୍କୁ ଧନ୍ୟବାଦ ଜଣାଇବି କିନ୍ତୁ ସେହି ଦିନ ସେତେବେଳେ ଆପଣ କଲେଜ ପ୍ରଚାର ପାଇଁ ବାହାରକୁ ଯାଉଥିଲେ ଆପଣଙ୍କ କିଛି ଭଲ ଅଭିଜ୍ଞତା ନଥିଲା ସେ ବିଷୟରେ କିଛି କହିବେ ଠିକ୍ ଅଛି ସେହି ଅଭିଜ୍ଞତା ବିଷୟରେ ମୁଁ ପୁନରାବୃତ୍ତି କରିବି ତେଣୁ ଆଜି ଇସ୍କନ ଏକ ସମ୍ମାନିତ ଅନୁଷ୍ଠାନ ଅକ୍ଷୟପାତ୍ର ଏକ ସମ୍ମାନିତ ଅନୁଷ୍ଠାନ ଯେତେବେଳେ ଆମେ କୌଣସି ସ୍ଥାନକୁ ଯାଉ ଆମକୁ ଭଲ ଭାବରେ ସ୍ୱାଗତ କରାଯାଏ କିନ୍ତୁ 80 ଦଶକରେ ଏହା ସେପରି ନଥିଲା ଆମେ ବାଙ୍ଗାଲୋର ମନ୍ଦିରରୁ ଇଞ୍ଜିନିୟରିଂ କଲେଜକୁ ଯାଉ ସେତେବେଳେ ମୁଁ ଗେରୁଆ ପୋଷାକ ପିନ୍ଧିଥିଲି ଏହିପରି କେଶ କାଟିଥିଲି ଏବଂ ଯେତେବେଳେ ଆମେ କଲେଜକୁ ଯାଉ ଲୋକମାନେ ଆମକୁ ଗାଳି ଦେଉଥିଲେ ଏହା ଘଟିଛି କିଛି ଥର ଗୋଟିଏ ଇଞ୍ଜିନିୟରିଂ କଲେଜରେ ମଧ୍ୟ ଆମେ କିଛି ପ୍ରୋଜେକ୍ଟର ପୁସ୍ତକ ବ୍ୟାଗ୍ ଧରି ଆମର କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଯାଉ ବେଳେବେଳେ ପୁଅମାନେ ଆସି ଆମ ଶିଖାକୁ ମାରି ପଳାଇ ଯାଉଥିଲେ ଏବଂ ଆମେ ହଠାତ୍ ଚମକି ପଡ଼ିଯାଉଥିଲୁ ତାପରେ ଆମେ ଚାରିପାଖକୁ ଦେଖୁ ଯେ ଅନ୍ୟ ସମସ୍ତ ପୁଅମାନେ ଆମକୁ ହସୁଥିଲେ ଉପହାସ କରୁଥିଲେ ତେଣୁ ଏହି ପ୍ରକାରର ସ୍ୱାଗତ ଆମକୁ ମିଳୁଥିଲା ଏବଂ ବାଙ୍ଗାଲୋରରେ ଇସ୍କନ ସମ୍ପୂର୍ଣ୍ଣ ଭାବରେ ଅଜଣା ଥିଲା ଏସ୍କର୍ଟସ୍ ନାମକ ଏକ କାରଖାନା ଥିଲା ତେଣୁ ମୁଁ ଯେତେବେଳେ ଫୋନ୍ କଲ୍ କରି କହେ ମୁଁ ଇସ୍କନରୁ ଫୋନ୍ କରୁଛି ସେମାନେ କହିବେ ଇସ୍କନ ଏସ୍କର୍ଟସ୍ ନା ନା ଆମେ ଏସ୍କର୍ଟସ୍ରୁ କିଛି ଚାହୁଁନାହୁଁ ତେଣୁ ଇସ୍କନ ଜଣାଶୁଣା ନଥିଲା ଅଜଣା ବ୍ରାଣ୍ଡ ଥିଲା ସମସ୍ତଙ୍କ ପାଇଁ ତେଣୁ ପରବର୍ତ୍ତୀ ସମୟରେ ମୋ ମା ମୋତେ କହିଲା ଯେ ମୋର ଭାଇ ଭଉଣୀମାନେ ଆମେ ସମସ୍ତେ ଏକାଠି କଲେଜ ଏବଂ ବିଭିନ୍ନ କଲେଜକୁ ଯାଉଥିଲୁ ଆମେ ବେଳେବେଳେ ସାକ୍ଷାତ କରୁ ଭାଇ ଭଉଣୀମାନେ ପରସ୍ପର ସହ କଥା ହେଉଥିଲେ ଯେ ତୁମେ ମୋ ସହିତ ଜମା କଥା ହୁଅ ନାହିଁ ସେ ତୁମକୁ ମଧ୍ୟ ଇସ୍କନକୁ ଟାଣି ନେବ ଏବଂ ତୁମେ ଇସ୍କନକୁ ଯିବା ପରେ ସେମାନେ ତୁମକୁ ପିନ୍ଧିବା ପାଇଁ ଗୋଟିଏ ଧଳା ବେଡସିଟ୍ ଦେବେ ଏବଂ ସେମାନେ ତୁମକୁ ଗୋଟିଏ ବ୍ୟାଗ୍ ଦେବେ ଏବଂ ସେମାନେ ଯାଇ ତୁମକୁ ଦାନ ସଂଗ୍ରହ କରିବାକୁ କହିବେ
ତେଣୁ 80 ଦଶକରେ ଲୋକମାନେ ଇସ୍କନ ବିଷୟରେ ଏହି ପ୍ରକାରର ଚିନ୍ତାଧାରା ରଖିଥିଲେ। ଆଉ ଏକ ବଡ଼ ସମସ୍ୟା ଥିଲା ନିଶାଦ୍ରବ୍ୟ। ସେମାନେ ନିଶାଦ୍ରବ୍ୟ ନିଅନ୍ତି କାରଣ ସେତେବେଳେ ଦମ୍ ମାରୋ ଦମ୍ ଲୋକପ୍ରିୟ ସିନେମା ମୁକ୍ତିଲାଭ କରିଥିଲା, ଦେବାନନ୍ଦଙ୍କ ଚଳଚ୍ଚିତ୍ର। ଯଦି ସେମାନେ ଆମକୁ କୌଣସି ସ୍ଥାନକୁ ଯାଉଥିବାର ଦେଖନ୍ତି, ସେମାନେ ଦମ୍ ମାରୋ ଦମ୍ ଗୀତ ଗାଇବେ। ତେଣୁ ଆମ ସହିତ ସେହିଭଳି ଘଟଣା ଘଟୁଥିଲା। ଏପରିକି ଆମେ ବଜାରକୁ କିମ୍ବା ଯେକୌଣସି ସ୍ଥାନକୁ ଗଲେ ଲୋକ ଆମକୁ ଚିଡ଼ାଇବା ପାଇଁ ସେ ଗୀତକୁ ଜୋରରେ ଗାନ କରିବେ। ଏହା ସେହି ପ୍ରକାରର ପରିସ୍ଥିତି ଥିଲା। ପ୍ରକୃତରେ ଯାହା ବହୁତ ପରେ ଘଟିଥିଲା, ମୁଁ ତୁମକୁ କହିବି। ଏବେ ମଧୁ ପଣ୍ଡିତ ପ୍ରଭୁ ମନ୍ଦିର ଅଧ୍ୟକ୍ଷ ଥିଲେ ଏବଂ ମୁଁ ପ୍ରାୟ 6 ମାସ ପାଇଁ ତ୍ରିବେନ୍ଦ୍ରମରେ ଥିଲି। କିଛି କାରଣ ପାଇଁ ମୁଁ ବାଙ୍ଗାଲୋର ଫେରି ଆସିଲି। ବାପା ମାଙ୍କୁ ଭେଟିଲି ଏବଂ ସବୁକିଛି ଠିକ୍ ହୋଇଗଲା। ସେମାନେ କିଛି ପରିମାଣରେ ଏହାକୁ ଦୁଃଖର ସହିତ ଗ୍ରହଣ କଲେ ଏବଂ ତାପରେ ମୋତେ କୌଣସି ସ୍ଥାନକୁ ଯିବାକୁ ପଡ଼ିଲା ନାହିଁ। ମୁଁ ବାଙ୍ଗାଲୋରରେ ରହିଲି। ତେଣୁ ଗୋଟିଏ ଦିନ ମଧୁ ପଣ୍ଡିତ ପ୍ରଭୁ ଏବଂ ଅନ୍ୟ କିଛି ଭକ୍ତଙ୍କ ସହିତ ଆମେ କଥା ହେଉଥିଲୁ ଯେ କାହିଁକି ଲୋକ ଏହି ଦମ୍ ମାରୋ ଦମ୍ ଗାନ କରୁଛନ୍ତି। ଆମେ କାହିଁକି ସେ ଲୋକମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିପାରିବୁ ନାହିଁ। ଫିଲ୍ମ ପ୍ରଯୋଜକ ହୁଅନ୍ତୁ ନା କାହିଁକି, ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା। କେହି ସେମାନଙ୍କ ଉପରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ସେମାନେ ସେହି ଫିଲ୍ମକୁ ନିଷିଦ୍ଧ କରିବା ଉଚିତ। ସାର୍ବଜନୀନ କ୍ଷମା ପ୍ରାର୍ଥନା କରିବା ଉଚିତ। ଆମକୁ ଭୁଲ ଭାବରେ ଚିତ୍ରଣ କରାଯାଇଛି ଯେ ଆମେ ନିଶା ସେବନ କରୁ। ଆମେ ତ କଫି ସେବନ କରୁନାହୁଁ। ଏହା ହେଉଛି ଶିଳ ପ୍ରଭୁପାଦ ଆମକୁ ଦେଇଥିବା ନିୟମ। ନିଶାଦ୍ରବ୍ୟ କିମ୍ବା ମଦ ଆମେ କଦାପି ଗ୍ରହଣ କରୁନାହୁଁ। ଏହା ସମ୍ପୂର୍ଣ୍ଣ ଭୁଲ ବର୍ଣ୍ଣନା। ଚାଲ କୋର୍ଟକୁ ଯିବା। ତେଣୁ ଆମେ ସିନେମା ଦେଖିବୁ ବୋଲି ସ୍ଥିର କଲୁ। ସେମାନେ ଆମକୁ କିପରି ଭୁଲ ଚିତ୍ରଣ କରିପାରୁଛନ୍ତି। ତେଣୁ ସିନେମା ଦେଖିବା କେମିତି? ସିନେମା ଘରକୁ ଯିବ କିଏ? ଆମେ ଏକ ଭିଡ଼ିଓ ଲାଇବ୍ରେରୀକୁ ଗଲୁ। ଆଗରୁ ଭିଡ଼ିଓ ଲାଇବ୍ରେରୀ ଥାଏ। ସେ ଚଳଚ୍ଚିତ୍ରର ନାମ କ'ଣ ମୋର ମନେ ପଡ଼ୁନି। ହରେ କୃଷ୍ଣ ହରେ ରାମ। ଠିକ୍ ଅଛି, ସେ ଯାହା ହେଇଥାଉ ନା କାହିଁ। ତେଣୁ ଆମେ ସେ ଚଳଚ୍ଚିତ୍ର ପାଇଲୁ। ମନ୍ଦିରରେ କୌଣସି ଟେପ୍ କିମ୍ବା ଭିଡ଼ିଓ ପ୍ଲେୟର ନଥିଲା। ତାହାକୁ କିଣିବା ପାଇଁ ଆମେ ସମର୍ଥ ନଥିଲୁ। ଏବେ ତୁମେ କଳ୍ପନା କର ଯେ ଆମେ ମନ୍ଦିରରେ ଏକ ଭିଡ଼ିଓ ପ୍ଲେୟର କିମ୍ବା ଟିଭି କିଣିବା ପାଇଁ ସମର୍ଥ ନଥିଲୁ। ତେଣୁ ଆମେ ଜଣେ ଆଜୀବନ ସଦସ୍ୟଙ୍କ ଘରକୁ ଗଲୁ। ସେ ଭକ୍ତମାନଙ୍କ ପାଇଁ ଏକ ବ୍ୟବସ୍ଥା କଲେ ଏବଂ ଆମେ 3-4 ଜଣ ଯାଇ ସେଇ ଚଳଚ୍ଚିତ୍ର ଦେଖିଲୁ। ପ୍ରାୟ 15 ମିନିଟ୍ ପାଇଁ ସେଇ ଚଳଚ୍ଚିତ୍ର ଦେଖିଥିବୁ, ମୋତେ ସେୟା ଲାଗୁଛି। ପ୍ରକୃତରେ ଚଳଚ୍ଚିତ୍ରର ଆରମ୍ଭରେ ସେମାନେ ଦୃଶ୍ୟମାନ ଦେଖାନ୍ତି ପ୍ରଭୁପାଦଙ୍କୁ। ସେମାନେ କୌଣସି ମନ୍ଦିରରେ ରାଧାକୃଷ୍ଣଙ୍କ ଭକ୍ତଙ୍କର ଦୃଶ୍ୟ ଦେଖାନ୍ତି, କିପରି ସେମାନେ ହରେକୃଷ୍ଣ ସଂକୀର୍ତ୍ତନ କରୁଛନ୍ତି ଏବଂ ସେହିସବୁ ରଥଯାତ୍ରା ଭକ୍ତମାନେ କୀର୍ତ୍ତନ କରୁଛନ୍ତି। ସେହି ସମସ୍ତ ଦୃଶ୍ୟ ସେଠାରେ ଅଛି। ଏବଂ ତାପରେ ଏମାନେ ହେଉଛନ୍ତି ସେ ଭକ୍ତ ଯେଉଁମାନେ ପ୍ରକୃତରେ କୃଷ୍ଣଙ୍କ ନାମ ଜପ କରୁଛନ୍ତି, ସଂକୀର୍ତ୍ତନ କରୁଛନ୍ତି। ଏବେ ଏହି ଲୋକମାନଙ୍କୁ ଦେଖ ଯେଉଁମାନେ କେବଳ ନିଶା ସେବନ କରୁଛନ୍ତି। ତେଣୁ ଗୋଟିଏ ଅର୍ଥରେ କୌଣସି ଭୁଲ ବର୍ଣ୍ଣନା ହୋଇନାହିଁ। ଗୋଟିଏ ପଟେ ସେମାନେ ଇସ୍କନ ଏବଂ ପ୍ରଭୁପାଦଙ୍କୁ ଅତି ସମ୍ମାନଜନକ ଉପାୟରେ ଚିତ୍ରଣ କରନ୍ତି ଏବଂ ତାପରେ ସେ କୁହନ୍ତି ଯେ ଏହି ଲୋକମାନଙ୍କୁ ଦେଖ, ସେମାନେ କ'ଣ କରୁଛନ୍ତି। ସେମାନେ କିଛି ନିଶା ସେବନ କରୁଛନ୍ତି। ତାପରେ ହରେ କୃଷ୍ଣ ହରେ ରାମ ଗୀତ ଅଛି ଯାହା ଅତି ଲୋକପ୍ରିୟ ହୋଇଗଲା। ତେଣୁ ପ୍ରକୃତରେ ଆମେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାର କୌଣସି ବୈଷୟିକ ଆଇନଗତ କାରଣ ପାଇଲୁ ନାହିଁ। ତେଣୁ ଆମେ କହିଲୁ ଠିକ୍ ଅଛି, ବୁଲିଯାଅ। ପ୍ରଭୁ 2 BHK ମନ୍ଦିରରୁ 8 BHK ମନ୍ଦିର ଘର, ତାପରେ ସଂଲଗ୍ନ ଘର ଏବଂ ଏକ ହରେକୃଷ୍ଣ ପାହାଡ଼। ଆଜି ଆମେ ବରୋଦା, ସୁରତ, ଅମୃତସର, ଇନ୍ଦୋର, ଡେରାଡୁନ ଏବଂ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ କେନ୍ଦ୍ର ଖୋଲିବାକୁ ଯାଉଛୁ। ତେଣୁ ସେମାନଙ୍କ ପାଇଁ ପ୍ରେରଣାର ଉତ୍ସ କ'ଣ ହେବ, ଯାହା ଆପଣ ଦେଇ ଗତି କରିଛନ୍ତି, ଯାହାଦ୍ୱାରା ସେମାନେ କୃଷ୍ଣ ଚେତନା ଅଭ୍ୟାସ ଜାରି ରଖିବେ, ପ୍ରଭୁଙ୍କ ଠାରୁ ଚମତ୍କାର ଏବଂ ଆଶୀର୍ବାଦ ଆଶା କରିବେ ଯେ ସେମାନେ କୃଷ୍ଣ ଚେତନାକୁ ଗମ୍ଭୀରତା ସହ ଗ୍ରହଣ କରିବେ ଏବଂ ଶିଳ ପ୍ରଭୁପାଦଙ୍କ ବାର୍ତ୍ତାକୁ ସାରା ଦେଶରେ ପ୍ରସାର କରିପାରିବେ।
ଭକ୍ତମାନେ ଯେଉଁ ଜିନିଷଗୁଡ଼ିକ ବ୍ୟବହାର କରନ୍ତି, ବିଶେଷ କରି ବର୍ତ୍ତମାନ ସେମାନେ ମନ୍ଦିରରେ ଯୋଗ ଦିଅନ୍ତି। ଯେପରିକି ଅହମ୍ମଦାବାଦରେ 40ରୁ 50 ଭକ୍ତ ଅଛନ୍ତି ଏବଂ ବାଙ୍ଗାଲୋରରେ ସେ ସମୟରେ ଆମର 4-5 ଜଣ ଭକ୍ତ ଥିଲେ ଏବଂ 4 କିମ୍ବା 5 ଜଣଙ୍କ ଭିତରୁ ଜଣେ ପୂଜାରୀ ଥିବ, ଜଣେ ରୋଷେଇଆ ଥିବ, ବହୁତ କମ୍ ଲୋକ ଥିବେ ଏବଂ କେତେକ ସମୟରେ ଭକ୍ତମାନେ କୁହନ୍ତି ଯେ ପ୍ରଭୁ ଆମେ ଏକ ନୂତନ ସ୍ଥାନକୁ ଯାଉ, ବହୁତ କମ୍ ଭକ୍ତଙ୍କ ସହିତ ଆନନ୍ଦମୟ ମହିମାମୟ କୀର୍ତ୍ତନ ବିନା ବହୁତ ଦୁର୍ବଳ ଅନୁଭବ ଆମେ କରିବୁ। ତେଣୁ ବାଙ୍ଗାଲୋରରେ ବର୍ଷ ବର୍ଷ ଧରି ହୁଏତ ଏକ ଦଶନ୍ଧି ପର୍ଯ୍ୟନ୍ତ ଆମେ ଏହିପରି ଅନୁଭବ କରିଥିଲୁ। ସକାଳର କାର୍ଯ୍ୟକ୍ରମ ପରେ ମୁଁ ମନେ ରଖିଛି ଯେ ମନ୍ଦିରରେ କେବଳ ମୁଁ ହିଁ ଜପ କରୁଥିବି, ଆଉ କେହି ବି ଆଖପାଖରେ ନଥିବେ। ଏହା ଏପରି ଥିଲା। ତେଣୁ ବହୁତ କମ୍ ଭକ୍ତ ଥିବେ। ତୁମେ ଏକ ନୂତନ ମନ୍ଦିର ଖୋଲିବ, ସେତେବେଳେ ଏତେ ବଡ଼ କୀର୍ତ୍ତନ ହେବ ନାହିଁ। ତେଣୁ ସେଇ ପରିସ୍ଥିତିରେ ଜଣେ ହତାଶ ହେବା ଉଚିତ ନୁହଁ। ଜଣେ ଆଗକୁ ବଢ଼ିବା ଉଚିତ ଏବଂ କୃଷ୍ଣ ଅଧିକ ଭକ୍ତଙ୍କୁ ଆଶୀର୍ବାଦ କରିବେ, ଅଧିକ ସୁବିଧା ଦେବେ, ବଡ଼ ମନ୍ଦିର ଗଢ଼ି ତୋଳିବେ, ସେ ସବୁ ଆସିବ ଏବଂ ଆମେ କେବଳ ଆମର ସେବା ଜାରି ରଖିବା ଉଚିତ ଏବଂ ଶ୍ରୀ ପ୍ରଭୁପାଦଙ୍କ କୃପା ପ୍ରବାହିତ ହେବ। ଆଉ ଗୋଟେ ପ୍ରଶ୍ନ ମୋତେ ଜଣେ ଭକ୍ତ ଆପଣଙ୍କୁ ପଚାରିବା ପାଇଁ କହିଥିଲେ। ଯେତେବେଳେ ଆପଣ କେରଳରେ ପ୍ରଚାର କରୁଥିଲେ ସେତେବେଳେ ଏକ ଲାମ୍ବ୍ରେଟା ସ୍କୁଟର ଥିଲା, ଯାହା ମଧୁପଣ୍ଡିତ ପ୍ରଭୁଙ୍କ ପିତା ଆପଣଙ୍କୁ ମନ୍ଦିରରେ ବ୍ୟବହାର କରିବା ପାଇଁ ଦେଇଥିଲେ। ତେଣୁ ସେ ସ୍କୁଟର ଚଲେଇବା ଏବଂ ପ୍ରଚାର କରିବାର କିଛି ଅନୁଭୂତି ଅଭିଜ୍ଞତା ଆମକୁ କହିପାରିବେ କି? ତେଣୁ ମୁଁ ତ୍ରିବେନ୍ଦ୍ରମ ଯାଇଥିଲି ଏବଂ ମଧୁପଣ୍ଡିତ ପ୍ରଭୁ ସେତେବେଳେ ତ୍ରିବେନ୍ଦ୍ରମ ଛାଡ଼ି ସାରିଥିଲେ। ସେ ତ୍ରିବେନ୍ଦ୍ରମ ମନ୍ଦିରରେ ସଭାପତି ଥିଲେ ଏବଂ ତାପରେ ସେ ବାଙ୍ଗାଲୋର ଆସିଥିଲେ ଏବଂ ମହାସୁନ୍ଦର ଉପସଭାପତି ଥିଲେ। ତେଣୁ ସେ ସଭାପତି ହେଲେ। ସେହି ସମୟରେ ମଧୁପଣ୍ଡିତ ପ୍ରଭୁ ତାଙ୍କ ଘରୁ ଗୋଟିଏ ଲାମ୍ବ୍ରେଟା ସ୍କୁଟର ଆଣିଥିଲେ ଏବଂ ମନ୍ଦିର ଏହାକୁ ବ୍ୟବହାର କରୁଥିଲା। ତାଙ୍କ ବାପା ତାଙ୍କୁ ଅନୁମତି ଦେଇଥିଲେ। ତେଣୁ ମୁଁ ତ୍ରିବେନ୍ଦ୍ରମରେ ବୁଲିବି ଏବଂ ସେଠାରେ ପାଖରେ ଏକ ଅନ୍ୟ ସହର ଥିଲା, ମୋତେ ଲାଗୁଛି କୋଲମ, ପୁରୁଣା ଇଂରାଜୀ ନାମ। ସେତେବେଳେ ଏହାର ନାମ ଭିନ୍ନ ଥିଲା, କିନ୍ତୁ ଏବେ ଏହାକୁ କୋଲମ କୁହାଯାଏ। ପ୍ରାୟ 70 କିଲୋମିଟର ଦୂରରେ ଥିବ। ତେଣୁ ମୁଁ ସେଠାରେ କିଛି କାର୍ଯ୍ୟକ୍ରମ ଆୟୋଜନ କରୁଥିଲି। ତେଣୁ ମୁଁ ସ୍କୁଟର ନେଇଯାଏ। ତେଣୁ ସ୍କୁଟରଟି ଏପରି ଥିଲା ଯେ ଏହା ଅତି ପୁରୁଣା ଲାମ୍ବ୍ରେଟା ସ୍କୁଟର ଥିଲା ଏବଂ ଯଦି ତୁମେ ଟିକିଏ ଦ୍ରୁତ ଚଲାଅ, ଦ୍ରୁତ ଅର୍ଥାତ୍ 30 କିଲୋମିଟର, ତେବେ ସେହି ସ୍କୁଟର ପାଇଁ ତାହା ଦ୍ରୁତ ବୋଲି ବିବେଚନା କରାଯାଏ ଏବଂ ଯଦି ତୁମେ ଏକ ଗାତ ଉପରେ ପଡ଼ିଯାଅ, ସେହି ସମୟରେ ରାସ୍ତାଗୁଡ଼ିକ ଖରାପ ଥିଲା। ତେଣୁ ଯଦି ତୁମେ 30 କିଲୋମିଟର ଗତିରେ ଯାଅ, ଗୋଟିଏ ଛୋଟ ଗାତ ଅଛି, ସେଇ ପାର୍ଶ୍ୱ ସିଲ୍ଡ ଅଛି, ସେଇ ଗାତ ଆସିବା ମାତ୍ରେ ତୁମେ ଗାଡ଼ିରୁ ପଡ଼ିଯିବ। ତେଣୁ ଯଦି ମୁଁ ହଠାତ୍ ଚଲାଉଛି, ତେବେ ଲୋକମାନେ ମୋତେ ଡାକିବେ, ସ୍ୱାମୀଜୀ ସ୍ୱାମୀଜୀ ସ୍ୱାମୀଜୀ, ତୁମର ସ୍କୁଟର ଖସି ପଡ଼ିଛି। ଓ ମୁଁ କହିଲି ଠିକ୍ ଅଛି। ତାପରେ ମୁଁ ଅଟକିବି ଯିବି ଏବଂ କେହି ଜଣେ କହିବ, ସ୍ୱାମୀଜୀ ଏକ ସ୍କୁଟରରେ ଯାଉଛନ୍ତି। ସେମାନେ ସେ ସ୍କୁଟରକୁ ଉଠାଇ ଦୌଡ଼ି ଆଣିବେ ଏବଂ ତାପରେ ମୁଁ ଧନ୍ୟବାଦ କହିବି, ଏହାକୁ ଫିଟ୍ କରି ପୁଣି ଯିବି। ତେଣୁ ଏହିପରି ଘଟଣା। ଆଉ ଏକ ଘଟଣା ଯେ ଯେତେବେଳେ ମଧୁପଣ୍ଡିତ ପ୍ରଭୁ ବାଙ୍ଗାଲୋର ଆସି ସଭାପତି ହେଲେ, ମୁଁ କହିଥିଲି ଯେ ଇଟାଲୀୟ ପ୍ରଭୁ ସାତ୍ୱିକ ପ୍ରଭୁ ସେମାନେ ସମସ୍ତେ ସେହି ସମୟରେ ଛାଡ଼ି ସାରିଥିଲେ। ସେମାନେ ସେତେବେଳେ ଗୋଟିଏ ଟାଇପରାଇଟର ପଛରେ ଛାଡ଼ିଥିଲେ ଏବଂ 2ଟି ବିଜୟ ସ୍କୁଟର ଥିଲା। ଗୋଟିଏ ପୁରୁଣା ବିଜୟ ସ୍କୁଟର, ଗୋଟିଏ ଆହୁରି ପୁରୁଣା ବିଜୟ ସ୍କୁଟର ଏବଂ ଆମେ ସେହି ସ୍କୁଟର ଚଲାଉଥିଲୁ। ତେଣୁ ଯେତେବେଳେ ତୁମେ ସ୍କୁଟର ଚଲାଇବ, ତୁମକୁ ଏହି ହାତକୁ ଏହି ପାର୍ଶ୍ୱକୁ ନେବାକୁ ପଡ଼ୁଥିଲା, ପୁଣି କ୍ଲଚ୍ ଦବାଇବାକୁ ପଡ଼ିବ, କ୍ଲିକ୍ କ୍ଲିକ୍ କ୍ଲିକ୍, ଗିଅର ଦବାଅ, ପୁଣି ଆକ୍ସିଲେଟର ଦବାଅ, ତଥାପି ଏହା ଘୁଞ୍ଚିବ ନାହିଁ। କିଛି ସମୟ ପରେ ଏହାକୁ 2 ହାତରେ ଚଲାଇବାକୁ ପଡ଼ିବ। ତେଣୁ ଆମେ ଏହାକୁ ବୈକୁଣ୍ଠ ସ୍କୁଟର କହୁଥିଲୁ। ଏହି ସ୍କୁଟରକୁ ଚଲାଇବା ପାଇଁ ତୁମକୁ 4 ହାତ ଦରକାର। ଏହା ଭୂ ଲୋକ ପାଇଁ ନୁହଁ, ଏହା ବୈକୁଣ୍ଠ ପାଇଁ ଉଦ୍ଦିଷ୍ଟ। କିନ୍ତୁ ଯାହା ହେଉନା କାହିଁ,
ତେଣୁ ଏହା ସେହି ପ୍ରକାରର ଥିଲା। ସେହି ସମୟରେ ମନ୍ଦିର ଗୁଡ଼ିକରେ ଏହି ପ୍ରକାରର ଐଶ୍ୱର୍ଯ୍ୟ କିମ୍ବା ଏହାର ଅଭାବ ଥିଲା। ଆମେ ଏହି ପ୍ରକାରର ପରିସ୍ଥିତିରେ ଥିଲୁ, ତେଣୁ ଆମେ ଆରମ୍ଭ କରିଥିଲୁ ଏହିଭଳି ଭାବରେ। ଠିକ୍ ଅଛି। ଆପଣଙ୍କର ଏକ ଗାଡ଼ି ଥିଲା ଏବଂ ମଧୁ ପଣ୍ଡିତ ପ୍ରଭୁ ଏହାକୁ ଚଲାଉଥିଲେ, ଏହାକୁ ଠେଲୁଥିଲେ ମଧ୍ୟ। ଆପଣ ସେହି ପ୍ରଥମ ଗାଡ଼ି କିପରି କିଣିଲେ? ଠିକ୍ ଅଛି। ଆମର ଗୋଟିଏ ଫିଆଟ୍ ଗାଡ଼ି ଥିଲା ଏବଂ ମୁଁ ମନେ ରଖିପାରୁନାହିଁ ଆମେ କିପରି ଫିଆଟ୍ ଗାଡ଼ି କିଣିଥିଲୁ। ଏହା ଏକ ପୁରୁଣା ଗାଡ଼ି ଥିଲା। ଆମେ ଏହାକୁ କିଣି ନାହୁଁ। ମୁଁ ଭାବୁଛି କେହି ଜଣେ ଦାନ କରିଥିଲେ, ମୋର ମନେ ପଡ଼ୁନାହିଁ। ଆମେ ମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିଲୁ। ଆମେ କିଛି ଆବେଦନ କରିଥିଲୁ। ତୁମକୁ ଗାଡ଼ିରେ ଯିବାକୁ ପଡ଼ିବ, ନଚେତ୍ ମନ୍ତ୍ରୀ କ'ଣ ଭାବିବେ? ତେଣୁ ଆମେ ଗାଡ଼ିରେ ଯିବୁ, କିନ୍ତୁ ମନ୍ତ୍ରୀଙ୍କୁ ଭେଟିବା ପରେ ତୁମେ ଘରୁ ବାହାରକୁ ଆସ। କେତେବେଳେ ମନ୍ତ୍ରୀ ମଧ୍ୟ ଦ୍ରୁତ ଗତିରେ ବାହାରକୁ ଆସନ୍ତି, ଏତେ ବଡ଼ ଲୋକ ମଧ୍ୟ ବାହାରକୁ ଆସନ୍ତି ଏବଂ ତାପରେ ତୁମେ ଗାଡ଼ିରେ ବସି ଗାଡ଼ି ଷ୍ଟାର୍ଟ କର, କିନ୍ତୁ ତାହା ଆରମ୍ଭ ହୁଏ ନାହିଁ। ଏହା ଆମ ସହ ଘଟିଥିଲା। କ'ଣ କରିବୁ ଆମେ ଜାଣିପାରୁନାହୁଁ ଏବଂ ତାପରେ ମୋତେ ଓହ୍ଲାଇବାକୁ ପଡ଼ିବ। ମଧୁ ପଣ୍ଡିତ ପ୍ରଭୁ ଚକ ପାଖରେ ଅଛନ୍ତି ଏବଂ ମୋତେ ଠେଲିବାକୁ ପଡ଼ିବ। ଏତେ ଲଜ୍ଜାଜନକ। ତେଣୁ ଲୋକମାନେ କହୁଥିଲେ, ଓ ସ୍ୱାମୀଜୀ ଗାଡ଼ିରେ ବସିଛନ୍ତି କିନ୍ତୁ ଗାଡ଼ି ଗତି କରୁନାହିଁ, କ'ଣ ପାଇଁ? ଏବଂ ଆମେ ଚୁପଚାପ ଚେଷ୍ଟା କରୁଛୁ ଏବଂ ତାପରେ କିଛି ସମୟ ପରେ ସମସ୍ତେ ଲୋକ ଚାଲିଯିବେ। ସମସ୍ତେ ଚାଲିଯିବା ପରେ ମୁଁ ଯାଇ କିଛି ଚୌକିଦାରଙ୍କୁ ସାହାଯ୍ୟ ପାଇଁ ପଚାରିବି ଏବଂ ଆମ ମଧ୍ୟରୁ 2-3 ଜଣ ଗାଡ଼ି ଠେଲିଦେବୁ। ତାପରେ ଏହା ଆରମ୍ଭ ହୁଏ। ତାପରେ ଆମେ ନିଷ୍ପତ୍ତି ନେଇଥିଲୁ ଯେ ଆମେ ଗାଡ଼ିରେ ଯିବୁ, କିନ୍ତୁ ଆମେ ଗାଡ଼ି ମନ୍ତ୍ରୀଙ୍କ ଘର ସାମ୍ନାରେ ଆଦୌ ରଖିବୁ ନାହିଁ, ବରଂ ଟିକିଏ ଦୂରରେ ଗାଡ଼ି ରଖିବୁ ଏବଂ ଯଦି କିଛି ଘଟଣା ଘଟିବ ଆମେ କୌଣସି ପ୍ରକାରେ ତାହା ସମ୍ଭାଳି ଦେବୁ। ତେଣୁ ଆମେ ବାହାରକୁ ଆସିବୁ ଏବଂ ସମସ୍ତେ ପଚାରିଲେ ଆମେ କହିବୁ, ନା, ଆମ ଗାଡ଼ି ଆଗରେ ଅଛି ଏବଂ ଏହିପରି ଭାବରେ ଆମେ ସେଠାରୁ ଫେରି ଆସୁ। ଆପଣଙ୍କୁ ତ୍ରିବେନ୍ଦ୍ରମ କିମ୍ବା କୋଲମ୍ ବସ୍ଷ୍ଟାଣ୍ଡରେ ପ୍ରଥମ କାର୍ଯ୍ୟକ୍ରମ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା। ବହୁତ ଆକର୍ଷଣୀୟ କାହାଣୀ ଅଛି, କିଛି କହିବାକୁ ଚାହିଁବେ? ତେଣୁ ମୁଁ କଲେଜରୁ ବାହାରିଥିଲି। ମୋର କୌଣସି ଆୟୋଜନ କରିବାର ଜ୍ଞାନ ନଥିଲା, କୌଣସି ଅଭିଜ୍ଞତା ନାହିଁ ଏବଂ କଲେଜରେ ମଧ୍ୟ ମୁଁ ଯେପରି କହିଥିଲି, ମୁଁ କେବଳ ପାଠାଗାରକୁ ଯାଏ, ପାଠ ପଢ଼ୁଥିଲି, ବାସ୍ ସେତିକି। ହଁ, କିନ୍ତୁ ମୁଁ ପୂର୍ବରୁ କିଛି ବିଜ୍ଞାନ ପ୍ରଦର୍ଶନୀ କିମ୍ବା ବିଜ୍ଞାନ ମେଳା ବେଳେବେଳେ ଆୟୋଜନ କରିଥିଲି ଏବଂ ସେହିଭଳି କାର୍ଯ୍ୟକ୍ରମ। ତେଣୁ ପ୍ରଭୁପାଦ ଯେତେବେଳେ କୌଣସି ସ୍ଥାନକୁ ଯାଆନ୍ତି, ସେତେବେଳେ ଆମେ ତାଙ୍କୁ ଦେଖିଥିଲୁ। ସେମାନେ ଏକ ମଣ୍ଡପ କାର୍ଯ୍ୟକ୍ରମ ଆୟୋଜନ କରନ୍ତି, ଗଣମାଧ୍ୟମକୁ ନିମନ୍ତ୍ରଣ କରନ୍ତି, ଯେଉଁମାନେ ପ୍ରଭୁପାଦ ଏବଂ ବଡ଼ ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତି, ଆଲୋଚନା କରନ୍ତି। ତେଣୁ ମୁଁ ଭାବିଲି ଏବେ ମୁଁ ବି ଏହି ପ୍ରକାରର ଆୟୋଜନ କରିବା ଉଚିତ। ଆଉ ଏକ କଥା ମୁଁ ତୁମକୁ କହି ରଖୁଛି। ତେଣୁ ମୁଁ ମନ୍ଦିରରେ ଯୋଗ ଦେଇଛି। ମୋ ପାଇଁ କୌଣସି ଭକ୍ତ ସଂଘ ନାହିଁ, ମୁଁ ଏକା ଅଛି। ମୁଁ ତ୍ରିବେନ୍ଦ୍ରମରେ ମଧ୍ୟ ନାହିଁ। ତ୍ରିବେନ୍ଦ୍ରମରୁ ମୁଁ କୋଇଲନକୁ ଚାଲିଗଲି। ମାତ୍ର 3 ଦିନ ପରେ ମୁଁ କୋଇଲନରେ ଗୋଟିଏ ଛୋଟ ହୋଟେଲରେ ରହିଥିଲି। ପ୍ରତି ରାତି ପାଇଁ 60 ଟଙ୍କା କିମ୍ବା ସେଇଭଳି କିଛି ଥିଲା। ତେଣୁ ମୁଁ ଏକା ରହୁଥିଲି ଏବଂ ସ୍କୁଟରରେ ଯାଉଥିଲି, ଯାହା ବେଳେବେଳେ ଭାଙ୍ଗି ପଡ଼ୁଥିଲା। କିଛି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଚେଷ୍ଟା କରୁଥିଲି, ଏହି ସବୁ ପ୍ରକାରର ଜିନିଷ। ଏକା, କେହି ନଥିଲେ ମୋ ସାଙ୍ଗରେ। ମୋ ପାଖରେ ଗୋଟିଏ ରସିଦ ବହି ଥାଏ, ତାହାକୁ ଦେଖା କରି ଦାନ ନେଇ ଆସେ, ରସିଦ ତିଆରି କରି ସେହି ଟଙ୍କା ନେଇ ଆସେ। ତେଣୁ ଏହିଭଳି ପରିସ୍ଥିତି। ତେଣୁ ଗୋଟିଏ ଦିନ ମୁଁ ହୋଟେଲରେ ଥିଲି। ସେ କୋଠରୀରେ ବହୁତ ଗରମ ହେଉଥିଲା, ପଙ୍ଖା ନଥିଲା, କୌଣସି ଏସି ନଥିଲା। ସେତେବେଳେ ମୋ ପାଖରେ ଏତେ ଟଙ୍କା ନଥିଲା। ତେଣୁ ହଠାତ୍ ବିଦ୍ୟୁତ ଚାଲିଗଲା। ତେଣୁ ମୁଁ କୋଠରୀରେ ରହିପାରିଲି ନାହିଁ। ତେଣୁ ମୁଁ କୋଠରୀରୁ ବାହାରକୁ ଆସିଲି। ସେଠାରେ ଏକ ବାଲକୋନି ଥିଲା, ଆଉ ଗୋଟିଏ କୋଠରୀ ଥିଲା, ବହୁତ ଛୋଟ ହୋଟେଲ। ତେଣୁ ମୁଁ ବାହାରକୁ ଆସିଲି
ଏବଂ ତାପରେ ମୁଁ ବାଲକୋନିରେ ଛିଡ଼ା ହୋଇ ପ୍ରଥମ ମହଲା ତଳ ମହଲାକୁ ଦେଖୁଥିଲି। ରାସ୍ତା ଥାଏ ଏବଂ ଯାନବାହନ ଚାଲୁଥିଲା। ସବୁଠି ଅନ୍ଧକାର ଥିଲା ଏବଂ ମୁଁ ମାଳା ବ୍ୟାଗ ଧରି ଜପ କରୁଥିଲି। ଅନ୍ୟ ଏକ ଦ୍ୱାର ଥିଲା ବିପରୀତ ଦିଗରେ। ଜଣେ ବ୍ୟକ୍ତି ମଧ୍ୟ ନିଜ କୋଠରୀରୁ ବାହାରକୁ ଆସିଲେ, କାରଣ ସେ ମଧ୍ୟ ଗରମ ଅନୁଭବ କରୁଥିଲେ। ତେଣୁ ସେ ବାହାରକୁ ଆସି ମୋତେ ଦେଖିଲେ। ମୁଁ ଜପ କରୁଥିଲି ଏବଂ ତାପରେ ସେ ମୋ ସହିତ କଥାବାର୍ତ୍ତା କଲେ। ତାପରେ ସେ ଆଶ୍ଚର୍ଯ୍ୟ ହୋଇ ମୋତେ କହିଲେ ଯେ, ଏତେ ଛୋଟ ବୟସରେ ତୁମେ ଜପ କରୁଛ, ହରେ କୃଷ୍ଣ ଜପ କରୁଛ, ତାହା ବହୁତ ସ୍ୱତନ୍ତ୍ର ଅଟେ। ଏହା ସମସ୍ତେ କରିପାରିବେ ନାହିଁ। ତେଣୁ କୌଣସି ପ୍ରକାରେ ସେ ମୋତେ ଉପଦେଶ ଦେଉଥିଲେ, ଉତ୍ସାହିତ କରୁଥିଲେ। ମୁଁ ଉତ୍ସାହିତ ଅନୁଭବ କଲି, କାରଣ ମୁଁ ସେଠି ଏକା ଥିଲି, ପାଖରେ କେହି ନଥିଲେ। କେହି ମୋତେ କହୁଛନ୍ତି ଯେ ତୁମେ ଯାହା କରୁଛ ତାହା ଭଲ, ଆଗକୁ କରିଚାଲ। ତେଣୁ ମୁଁ ଅନୁଭବ କଲି ଯେ କୃଷ୍ଣ ମୋତେ ସାହାଯ୍ୟ କରୁଛନ୍ତି ଏବଂ ସେହି ପ୍ରକାରର ଏକୁଟିଆ ପରିସ୍ଥିତିରେ ମୋତେ ଉତ୍ସାହିତ କରୁଛନ୍ତି। ଏବଂ ଯେତେବେଳେ ମୁଁ ବାହାରକୁ ଯାଉଥିଲି, ଟଙ୍କା ସଂଗ୍ରହ କରୁଥିଲି, ସବୁକିଛି ଆୟୋଜନ କରୁଥିଲି, ଆମକୁ କରିବାକୁ ପଡୁଥିଲା। ମା ସୁନ୍ଦର ମୋତେ କହିଥିଲେ ଯେ ମୁଁ ତୁମକୁ ଗୋଟିଏ ଟଙ୍କା ଦେବି ନାହିଁ, ତୁମକୁ ଟଙ୍କା ଯୋଗାଡ଼ କରିବାକୁ ପଡ଼ିବ, ତୁମକୁ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପଡ଼ିବ, ଧୋତି ମଧ୍ୟ ଧୋଇବାକୁ ପଡ଼ିବ, ଠିକ ନା? ହଁ, ତ୍ରିବେନ୍ଦ୍ରମରୁ ଫେରିବା ପରେ ତାଙ୍କ ଧୋତି ଧୋଇବାକୁ ପଡ଼ିବ। ସବୁବେଳେ ନୁହେଁ, ବେଳେବେଳେ। ସେ ମୋତେ ବୈଷ୍ଣବ ସେବା ସହିତ ଆଶୀର୍ବାଦ କରିଥିଲେ। ତେଣୁ ଜଣେ ଦାତାଙ୍କ ପାଖକୁ ମୁଁ ଟଙ୍କା ସଂଗ୍ରହ କରିବାକୁ ଯାଇଥିଲି। ବୃଦ୍ଧ ଲୋକ ଥିଲେ, ସ୍ୱାମୀ ସ୍ତ୍ରୀ ଥିଲେ। ସେମାନଙ୍କର ପିଲାମାନେ ଦୁବାଇରେ ବା କୌଣସି ସ୍ଥାନରେ ରହୁଥିଲେ। ସେମାନେ କହିଲେ, ଆମର ଘର ପାଖରେ ଗୋଟିଏ ଜାଗା ଅଛି, ତୁମେ ଆସି ସେଠାରେ ରହିପାରିବ, ଆମକୁ କୌଣସି ଅସୁବିଧା ହେବ ନାହିଁ। ଆପଣ ତ ବାଙ୍ଗାଲୋରରେ ଜନ୍ମ, କିନ୍ତୁ କୋଲ୍ଲମରେ ପ୍ରଚାର କରୁଥିଲେ। ସେଠାରେ ଯୋଗାଯୋଗର ଶୈଳୀ କ'ଣ ଥିଲା? ଆପଣ ମାଲୟାଲମ ଭାଷା କହୁଥିଲେ କି? ବିଲକୁଲ ନୁହଁ, ମୁଁ କେବଳ ଇଂରାଜୀ କହୁଥିଲି, ହୁଏତ ଟିକିଏ ହିନ୍ଦୀ। ମୋର ହିନ୍ଦୀ ମଧ୍ୟ ଦୃଢ଼ ନଥିଲା। ମୁଁ କେବଳ ଇଂରାଜୀ କହୁଥିଲି। ତୁମେ କୃଷ୍ଣଙ୍କ ଦୟା ଦେଖ, ସେଠାରେ ଗୋଟିଏ କିମ୍ବା ଦୁଇଟି ଲୋକ ଥିଲେ ଯେଉଁମାନେ ବହୁତ ସହାନୁଭୂତିଶୀଳ ହୋଇଗଲେ ଯେ ବିଚାରା ଏଇ ଛୋଟ ଯୁବକଟି ଏଣେ ତେଣେ ଦୌଡୁଛି। ତେଣୁ ସେମାନେ ମୋ ପ୍ରତି ବହୁତ ସହାନୁଭୂତିଶୀଳ ହେଲେ। ଗୋଟିଏ କିମ୍ବା ଦୁଇଟି ଲୋକ ମୋ ସହ ସବୁଠି ଆସୁଥିଲେ। ସେମାନେ ମାଲୟାଲମ ଭାଷାରେ କହୁଥିଲେ, ସେମାନଙ୍କୁ ବୁଝାଉଥିଲେ। ଶେଷରେ ଯାହା ଟଙ୍କା ଆସେ ମୁଁ ରସିଦ ବହି ଲେଖି ରସିଦ ତିଆରି କରେ ଏବଂ ସେମାନଙ୍କୁ ଦେଇଦିଏ। ଏପରି ବହୁତ ଲୋକ ମୋତେ ସାହାଯ୍ୟ କରୁଥିଲେ। ମୁଁ ଭାବୁଛି ସେମାନେ RSS ପୃଷ୍ଠଭୂମିରୁ ଥିଲେ। ସେମାନେ ମୋତେ ସବୁଠି ନେଉଥିଲେ, ମଣ୍ଡପ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସାହାଯ୍ୟ କରୁଥିଲେ। ତେଣୁ ଏହି ପରିବାର ଯିଏ ମୋତେ ସେମାନଙ୍କ ଘରେ ରହିବାକୁ କହିଲେ, ସେମାନେ ମୋତେ ସେଠାରେ ରହିବାକୁ ଅନୁମତି ଦେଲେ। ସେମାନେ ମୋତେ ପ୍ରସାଦ ଦଉଥିଲେ। ପ୍ରସାଦ ନହେଲେ ବି ମୁଁ ଭାବୁଛି ସେମାନେ ନିରାମିଷି ଥିଲେ। ଏବେ ଏତେ ମନେ ପଡ଼ୁନାହିଁ। ମୁଁ ଭାବୁଛି ସେମାନେ ନିରାମିଷ ଭୋଜି ଥିଲେ। ସେମାନେ ଲାଲ ଭାତ, ସିଝା ଲାଲ ଭାତ ରାନ୍ଧୁଥିଲେ ଏବଂ ସେମାନେ ଦଉଥିଲେ। ତା ଭଲ ଥିଲା। ତେଣୁ କୃଷ୍ଣ ମୋତେ ସାହାଯ୍ୟ କଲେ। ତେଣୁ ଏହିପରି ଆଉ ଯୋଉଟା ବସଷ୍ଟାଣ୍ଡ କାର୍ଯ୍ୟକ୍ରମ, ତାହା କ'ଣ? ତେଣୁ ସେମାନେ ମୋତେ ସାହାଯ୍ୟ କରୁଥିଲେ ଏବଂ ଶେଷରେ ଆମେ ଏକ ସଠିକ ପ୍ରକାରର ସ୍ଥାନ ପାଇପାରିଲୁ ନାହିଁ, କାରଣ ଭଲ ସ୍ଥାନ ପାଇଁ ବହୁତ ଅଧିକ ଟଙ୍କା ଖର୍ଚ୍ଚ ହେବ। ଯେକୌଣସି ପଡ଼ିଆ କିମ୍ବା ଯାହା ହେଉନା କାହିଁକି, ଶେଷରେ ମୁଁ ଏକ କାର୍ଯ୍ୟକ୍ରମ ବ୍ୟବସ୍ଥା କଲି। ଏହା ଏକ ସହର ବସଷ୍ଟାଣ୍ଡରେ ଥିଲା ଏବଂ ବସଷ୍ଟାଣ୍ଡର ଶେଷରେ ଏକ ପ୍ରକାରର ଅଞ୍ଚଳ ଥିଲା। ତେଣୁ ସେଠି କାର୍ଯ୍ୟକ୍ରମ ହେଲା। ସେଠାରେ ଏକ ପାଣ୍ଡା ଲଗାଯାଇଥିଲା, ଆଲୋକ ଏବଂ ମାଇକ୍ରୋଫୋନ ବ୍ୟବସ୍ଥା କରାଯାଇଥିଲା ଏବଂ ତାପରେ ମଧୁ ପଣ୍ଡିତ ପ୍ରଭୁ ସେହି ସନ୍ନ୍ୟାସୀଙ୍କୁ ନେଇ ଆସିଥିଲେ। ଆମେ ତାଙ୍କ ପାଇଁ ଏକ ସ୍ୱାଗତ କରିଥିଲୁ। ଆମେ ପ୍ରାୟ 10ଟି କାରର ଏକ ଛୋଟ ମୋଟର କ୍ୟାଡ୍ ବ୍ୟବସ୍ଥା କରିଥିଲୁ, ତାଙ୍କୁ ସ୍ୱାଗତ କଲୁ ଏବଂ ତାପରେ ଏହି ବସ୍ ଷ୍ଟାଣ୍ଡରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ତେଣୁ ଏହି ମହାରାଜ ଆସନରେ ବସିଥିଲେ ଏବଂ ତାପରେ ସେ ତାଙ୍କର ପ୍ରାର୍ଥନା ଆରମ୍ଭ କରିବା ମାତ୍ରେ ହଠାତ୍ ପିଂ 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 ହଠାତ୍ ଏକ ବସ୍ର ଶବ୍ଦ ଶୁଭେ। ତେଣୁ ଦର୍ଶକ ଓ ବକ୍ତାଙ୍କ ମଧ୍ୟରେ ଅପେକ୍ଷା କରିବାକୁ ପଡ଼ିବ। ସେଠାରେ ଗୋଟିଏ ପରେ ଗୋଟିଏ ବସ୍ ବାରମ୍ବାର ଆସୁଥାଏ।
ମୁଁ କୌଣସି ପ୍ରକାର ଏହା ପୂର୍ବରୁ ଭାବିନଥିଲି। ତେଣୁ ମୁଁ ସେଠାରେ ଅଛି, ବସିଛି ଏବଂ ସେ ଆରମ୍ଭ କରୁ କରୁ ଯେ ଚୈତନ୍ୟ ମହାପ୍ରଭୁ ଏହିପରି ଆସିଥିଲେ, ପିଙ୍ଗ ପିଙ୍ଗ ପିଙ୍ଗ। ତେଣୁ ଗୋଟିଏ ପରେ ଗୋଟିଏ ବସ୍ ଆସେ, ତାଙ୍କୁ ଅଟକିବାକୁ ପଡ଼େ। ତାପରେ ବସ୍ ଯିବା ପରେ ସେ ପୁଣି ଥରେ ଆରମ୍ଭ କରନ୍ତି। କାର୍ଯ୍ୟକ୍ରମ ପରେ ସେ ମୋତେ ଡାକିଲେ, କିନ୍ତୁ ରାଗିଲେ ନାହିଁ। ମୋ ପ୍ରତି ଭଲ ବ୍ୟବହାର କଲେ। କହିଲେ, ଚଞ୍ଚଳାପତି, ପ୍ରଥମ ଥର ତୁମେ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛ। ମୁଁ କେବେ ବସ୍ଷ୍ଟାଣ୍ଡରେ ଏପରି କାର୍ଯ୍ୟକ୍ରମ କରିନାହିଁ। ତେଣୁ ସେ କହିଲେ, ପୁଣି ଭଲ ସ୍ଥାନ ଖୋଜି ନେବ। ମୁଁ କହିଲି, ହଁ ହଁ। ମୁଁ ଶୁଣିଛି ଯେ ଆପଣ ଜୁଲାଇ 9 ତାରିଖର ଚିଠି ଗ୍ରହଣ କରିଥିବା ଶେଷ ଭକ୍ତ ଅଟନ୍ତି। ମଧୁ ପଣ୍ଡିତ ପ୍ରଭୁ ସେମାନଙ୍କୁ ପଚାରିଲେ, ଏହି ଚିଠି କ'ଣ? ସେମାନେ କହିଲେ, "ଶ୍ଶ୍, ତୁମେ ଏହି ପୁସ୍ତକ ପଢ଼ିବା ଉଚିତ ନୁହଁ। ଏହା ଏକ ନିଷିଦ୍ଧ ପୁସ୍ତକ। ମୁଁ 1984 ମସିହାରେ ଯୋଗଦାନ ଦେଲି। ସେତେବେଳେ 11 ଜଣଙ୍କ ମଧ୍ୟରୁ 5 ଜଣ ଗୁରୁ ନଥିଲେ। ପ୍ରଭୁପାଦ ଏହି 11 ଜଣଙ୍କୁ ଆଚାର୍ଯ୍ୟ ଭାବରେ ନିଯୁକ୍ତ କଲେ ଏବଂ ଏହି ଆଚାର୍ଯ୍ୟମାନେ ତଳକୁ ଖସିଗଲେ। ଶିଳ ପ୍ରଭୁପାଦ କ'ଣ ଭୁଲ କରିଥିଲେ? ବଲି ମର୍ଦ୍ଦନ ମହାରାଜ ପ୍ରକୃତରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ଅଧା ଅବତାର। ସେମାନେ କ'ଣ ଦେଖିଥିଲେ ଜାଣିଛ? ନରସିଂହ ଦେବ ଦେଖିଥିଲେ ସେମାନେ। ତୁମେ ତୁମର ବୁଦ୍ଧିମତା ଆତ୍ମସମର୍ପଣ କରିବା ଉଚିତ ନୁହଁ। ତୁମର ବୁଦ୍ଧିମତା ଆତ୍ମସମର୍ପଣ କରିବା ଉଚିତ। ଆପଣ କେବେ ନିଶ୍ଚିନ୍ତ ହେଲେ ଯେ ଏହା ହିଁ ଶ୍ରୀଲ ପ୍ରଭୁପାଦ ଏବଂ ଅନ୍ୟ କେହି ନୁହଁ? ମଧୁ ପଣ୍ଡିତ ପ୍ରଭୁ ହେଉଛନ୍ତି ସମସ୍ୟା। ଅନ୍ୟ ଭକ୍ତମାନେ ତଥାପି ସୁରକ୍ଷିତ ରହିପାରିବେ।